ଦେଖ ଇକୋନୋମିକ୍ସ ଷ୍ଟାର୍ଟ କରିବା ଆମେ। ଇକୋନୋମିକ୍ସର ଯେଉଁ ପ୍ରିଲିମିନାରୀ ସିଲାବସ୍ରେ ଲେଖା ହେଇଛି, କ'ଣ ଲେଖା ହେଇଛି କିରେ? ଲେଖା ହେଇଛି ସଷ୍ଟେନେବଲ୍ ଡେଭଲପମେଣ୍ଟ ଇକୋନୋମିକ୍ ଆଣ୍ଡ ଆମର ଯେଉଁ ଲେଖା ହେଇଛି ସେକ୍ସନଟା ଇକୋନୋମି ସେକ୍ସନଟା ଇକୋନୋମିକ୍ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ, ଯେଉଁଥିରେ ଅଛି ସଷ୍ଟେନେବଲ୍ ଡେଭଲପମେଣ୍ଟ, ପଭର୍ଟି, ଇନକ୍ଲୁଜନ୍, ଡେମୋଗ୍ରାଫିକ୍ସ, ତାପରେ ସୋସିଆଲ ସେକ୍ଟର ଇନିସିଏଟିଭ, କମା ଏଟସେଟ୍ରା, ଏତିକି ଲେଖା ହେଇଛି ହେଲା। ତେଣୁ ସେଗୁଡ଼ା ଆମେ ଅଲରେଡ଼ି ଦେଖିଦେଇଥିଲେ। ସଷ୍ଟେନେବଲ୍ ଡେଭଲପମେଣ୍ଟ ଉପରେ, ଇନକ୍ଲୁଜନ୍ ଉପରେ, କିଛି ପବ୍ଲିକ୍ ସେକ୍ଟର ଇନିସିଏଟିଭ ଉପରେ କିଛି ଆମେ ଡିସ୍କସନ୍ କରିଥିଲେ ହେଲା। ତ ତାପରେ ବି ପ୍ରତିବର୍ଷ ଯେଉଁ ବେସିକ୍ ଇକୋନୋମିକ୍ସର ଏନସିଇଆରଟି ମାକ୍ରୋ ଇକୋନୋମିକ୍ସରୁ କିଛି କ୍ୱେଶ୍ଚିନ୍ ବି ଆସୁଛି, 2-3ଟା ଖଣ୍ଡେ କ୍ୱେଶ୍ଚିନ୍ ପ୍ରତିବର୍ଷ ଆସୁଛି ହେଲା। ତେଣୁ ଇକୋନୋମିକ୍ସର ତ ସବୁ ଜିନିଷ ନାହିଁ, ଆମକୁ କେତେଟା ଯେଉଁ ମାକ୍ରୋ ଇକୋନୋମିକ୍ସ 3-4ଟା ଖଣ୍ଡେ ଚାପ୍ଟର ପଢ଼ିବାକୁ ପଡ଼ିବ ଭଲ ଭାବରେ ହେଲା। ଆଉ ତା କନସେପ୍ଟଟା ଆମକୁ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ବୁଝିବାରେ। ତାପରେ ଆମକୁ ଆଉ ବାକି ଯାହା ଯାହା ଲେଖା ହେଇଛି ସେ ରିଲେଟେଡ୍ ଜିନିଷ ଆମେ ପଢ଼ିଲେ ମାନେ ଆମର ଇକୋନୋମିକ୍ସ ରିଲେଟେଡ୍ ସବୁ ଜିନିଷ ହେଇଯିବ। କିନ୍ତୁ କ୍ୱେଶ୍ଚିନ୍ ସଲ୍ଭ କର, ଗୁଡ଼ାଏ କ୍ୱେଶ୍ଚିନ୍ ସଲ୍ଭ ନ କଲେ ବହୁତ ପ୍ରୋବ୍ଲେମ୍ ହେବ ହେଲା। ଦେଖ ଆଜି ଆମେ ଡିସ୍କସନ୍ କରିବା ମନି ଆଉ ବ୍ୟାଙ୍କିଂ। ଆ ପୂର୍ବରୁ ଜିଡିପି ଫିଡିପି ଡିସ୍କସନ୍ କରିବା କଥା, କିନ୍ତୁ ଷ୍ଟାର୍ଟିଂରେ ଏଇଟା କରୁଛି, ତାର ଅଲଗା କାରଣ ଅଛି। କାରଣ ଗୋଟେ ମନିର ଗୋଟେ ବେସିକ୍ ଫାଉଣ୍ଡେସନ୍ ବନିଗଲା ପରେ ଆମେ ଜିଡିପି ଉପରକୁ ଯିବା ହେଲା। ଆ ପୂର୍ବ ଚାପ୍ଟରଟା ଜିଡିପିଟା ବହୁତ ଇମ୍ପୋର୍ଟାଣ୍ଟ, ମାନେ ନ୍ୟାସନାଲ୍ ଇନକମ୍ ଡିଟରମିନେସନ୍ ଯୋଉଠି। ତେଣୁ ମନି ଆଉ ବ୍ୟାଙ୍କିଂର ଆମେ ଆଜି ଡିସ୍କସନ୍ ଷ୍ଟାର୍ଟ କରିବା। ଚାପ୍ଟର ନମ୍ବର 5 ମାଇକ୍ରୋ ଇକୋନୋମିକ୍ସ ଏନସିଇଆରଟି। Am I audible to everyone? Am I audible to everyone? Yes, sir. Okay. ଦେଖ ମୁଁ କହିବାର କଥା ହେଲା, ଫାଷ୍ଟ ଆମେ ଦେଖିବା ମନି ଆଉ ବ୍ୟାଙ୍କିଂରେ। ଫାଷ୍ଟ ହେଲା ମନି ହେଲା। ମନିଟାକୁ ଯେମିତି ଆମେ କହୁଛେ ବର୍ତ୍ତମାନ, ଯେ ମନିଟାକୁ ଲୋକମାନେ କହୁଛନ୍ତି ଯେ କ'ଣ, ଯେଉଁ ମିଡ଼ିୟମ୍ ଅଫ୍ ଏକ୍ସଚେଞ୍ଜ ହେଲା। ତ କିମ୍ବା କିଛି ଲୋକ ଆମେ ଆଉ ଟିକେ ଉପରକୁ ଗଲେ ଲୋକମାନେ କହିବେ ଲିଗାଲ ଟେଣ୍ଡର। ତେଣୁ ଏଇସବୁ କଥା ପୂର୍ବରୁ ଜାଣିବା ଦରକାର ମନିର ଆବଶ୍ୟକତା କାହିଁକି ହେଲା ଲୋକମାନଙ୍କୁ। ଯେ ଯେତେବେଳେ ବହୁତ ସିମ୍ପଲ୍ ସୋସାଇଟି ଥିଲା, ଯେତେବେଳେ ପଢ଼ିବ ଆମର, ଯେତେବେଳେ ଆମେ ଯଦି ହିଷ୍ଟ୍ରିର ବହୁତ ପୂର୍ବକୁ ପଳେଇ ଯିବା, ସେତେବେଳେ ତ ମନି ଆମେ ଯେତେବେଳେ ମନେକର ହିଷ୍ଟ୍ରିର ବହୁତ ପୂର୍ବକୁ ପଳେଇ ଯିବା, ଆସମେ ଆଜି ଆମେ ଏନସିଇଆରଟି ମାକ୍ରୋ ଇକୋନୋମିକ୍ସ ଏନସିଇଆରଟିର ଚାପ୍ଟର ନମ୍ବର 5 ମନି ଆଉ ବ୍ୟାଙ୍କିଂ ଡିସ୍କସନ୍ କରୁଛୁ ହେଲା। ଦେଖ ସବୁବେଳେ ଏନସିଇଆରଟିଟା କାହିଁକି ପଢ଼ିବାକୁ ପଡ଼େ ନା, ଯାହାହେଲେ ବେସିକ୍ ଇକୋନୋମିକ୍ସରୁ ଏଗୁଡ଼ାକ ଯଦି ଲେଖା ହେଇନି ଆମ ସିଲାବସ୍ରେ ଏକ୍ସକ୍ଲୁସିଭଲି, କିନ୍ତୁ ବେସିକ୍ ଇକୋନୋମିକ୍ସରୁ କ୍ୱେଶ୍ଚିନ୍ ଯାହାହେଲେ ବି 2-3ଟା ଆସୁଛି ପ୍ରତିବର୍ଷ। 3ଟା-4ଟା ତ ନିହାତି ଆସିବ। 3ଟା ତ ମିନିମମ୍ 3ଟା କ୍ୱେଶ୍ଚିନ୍ ଯେମିତି ହେଲେ ଆସିବ। କୋର୍ସ 4ଟା ଆସିଯାଉଛି, କୋର୍ସ 5ଟା ବି ପଳେଇ ଆସୁଛି, ନହେଲେ 3ଟା କ୍ୱେଶ୍ଚିନ୍ ନିହାତି ଆସୁଛି। ତେଣୁ ଆମକୁ ସେନୁ ବେସିକ୍ ଇକୋନୋମିକ୍ସର ଏନସିଇଆରଟି ତ ସବୁ ପଢ଼ିବାକୁ ନାହିଁ, ମାକ୍ରୋ ଇକୋନୋମିକ୍ସର 4ଟା ଚାପ୍ଟର ପଢ଼ିବାର ଅଛି ଟୋଟାଲ୍ ହେଲା। ମନି ଆଣ୍ଡ ବ୍ୟାଙ୍କିଂ ପଢ଼ିବା। ଆ ପୂର୍ବରୁ ଗୋଟେ ଅଛି ନ୍ୟାସନାଲ୍ ଇନକମ୍ ଡିଟରମିନେସନ୍, ସେଇଟା ଗୋଟେ ଚାପ୍ଟର ପଢ଼ିବା। ତାପରେ ଆଉ ଗୋଟେ ଚାପ୍ଟର ଅଛି ଯେଉଁ ଆମର କ'ଣ ମନିଟାରୀ, ଆମର ଯେଉଁ ଫିସ୍କାଲ୍ ପଲିସି, ବଜେଟ୍ ଏଗୁଡ଼ା ସବୁ। ତାପରେ ଏକ୍ସଟର୍ନାଲ୍ ସେକ୍ଟର ଆମର ଥିବ ଗୋଟେ ଓପନ୍ ଇକୋନୋମି ଗୋଟେ ଚାପ୍ଟର ଅଛି। ତ ସେଇଟା ଏଇ 4ଟା ଚାପ୍ଟର ପଢ଼ିବାର ଅଛି ବେସିକ୍ ଇକୋନୋମିକ୍ସ ପାଇଁ ଏନସିଇଆରଟିରୁ। ତ ସେଥିପାଇଁ ଆମକୁ ବେସିକ୍ ଅଣ୍ଡରଷ୍ଟାଣ୍ଡିଂ ଗୋଟେ ଆସିଯିବା ଦରକାର। ଯେ ମୁଁ ଯେମିତି କହିଥିଲି ଯେ ଦେଖ ଆମ ପୁରା ଇକୋନୋମିକ୍ସର 2ଟା ମେନ୍ ଜିନିଷ, ଗୋଟେ ହେଉଛି ମନିଟାରୀ ପଲିସି ଆଉ ଗୋଟେ ଫିସ୍କାଲ୍ ପଲିସି। ମନିଟାରୀ ପଲିସିର ମେନ୍ ଯେଉଁ ଦାୟିତ୍ୱରେ ଅଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଆମ କଣ୍ଟ୍ରିର ହେଲା। ତାପରେ ସେଣ୍ଟ୍ରାଲ ବ୍ୟାଙ୍କ, ତାପରେ ଆମର ଯେଉଁ ଅଛି ଫିସ୍କାଲ୍ ପଲିସି, ଯେଉଁଟାକି ୟୁନିୟନ ଗଭର୍ଣ୍ଣମେଣ୍ଟର ଫାଇନାନ୍ସ ମିନିଷ୍ଟ୍ରି ଏଇଟା ଦେଖୁଛନ୍ତି ହେଲା। ତେଣୁ ଏଇସବୁ ଉପରେ ଆମେ ପରେ ତ ଯିବା। ପ୍ରଥମେ ଆମେ ଜାଣିବା ଯେ ମନି ଆଉ ବ୍ୟାଙ୍କିଂ। ତ ତା ପୂର୍ବରୁ ମନିଟା କ'ଣ ଡିସ୍କସନ୍ କରିବା। ହ୍ୱାଟ୍ ଇଜ୍ ମନି? ମନିଟା ହେଲା ମେନଲି କ'ଣ କୁହାହେଉଥିଲା ନା, ଲୋକମାନେ ଯେତେବେଳେ ଦେଖିବ ମନିଟାକୁ ମିଡ଼ିୟମ୍ ଅଫ୍ ଏକ୍ସଚେଞ୍ଜ କୁହାଯାଏ, বা লিଗାଲ ଟେଣ୍ଡର। କିଛି ଆଗକୁ ଯାଇକି କିଛିଟା ଇକୋନୋମିକ୍ସରେ ରିଲେଟେଡ୍ ଲୋକଙ୍କୁ ପଚାରିବ, ସେ କହିବେ ଲିଗାଲ ଟେଣ୍ଡର। ତ ଏଇସବୁର ମାନେ କ'ଣ? ତାପରେ ଆ ପୂର୍ବରୁ ମନିର କାହିଁକି ଆବଶ୍ୟକତା ପଡ଼ିଲା ହେଲା। ଆମେ ଦେଖିବ ହିଷ୍ଟ୍ରିକୁ ଯଦି ଆମେ ପଳେଇ ଯିବା, ପୂର୍ବରୁ ଆମେ ଯେତେବେଳେ ବହୁତ ପୁରୁଣା ସମୟକୁ ପଳେଇଲେ ମନିର ଏତେ ଆବଶ୍ୟକତା ନଥିଲା ହେଲା, ବା ମିଡ଼ିୟମ୍ ଅଫ୍ ଏକ୍ସଚେଞ୍ଜର ଗୋଟେ ଆବଶ୍ୟକତା ନଥିଲା। ଯେତେବେଳେ ଲୋକ ବହୁତ କମ୍ ଥିଲେ, ଲାଇଫଷ୍ଟାଇଲ୍ ବହୁତ ସିମ୍ପଲ୍ ଥିଲା, ଆମର ଇକୋନୋମି ବହୁତ ସିମ୍ପଲ୍ ଥିଲା, ଏତେ କମ୍ପ୍ଲେକ୍ସ ନଥିଲା, ସେତେବେଳେ ମନିର ଆବଶ୍ୟକତା ପଡ଼ୁନଥିଲା। ଆଉ କିଛି ସମୟ ପରେ ଦେଖିବ, ଆମେ ଯେତେବେଳେ ସୋସିଓଲୋଜିରେ ପଢ଼ିବା, ସେତେବେଳେ ଇଣ୍ଡିଆନ୍ ଭିଲେଜ୍ ଗୁଡ଼ାକ ସେଲ୍ଫ ସଫିସିଏନ୍ସ ଥିଲା। ଇଣ୍ଡିଆନ୍ ଭିଲେଜ୍ ସବୁ ସେଲ୍ଫ ସଫିସିଏଣ୍ଟ ଥିଲା। ସେଲ୍ଫ ସଫିସିଏଣ୍ଟ ମାନେ ଗୋଟେ ଲୋକକୁ ଦୈନନ୍ଦିନ ଜୀବନରେ ବା ଆମର ଟୋଟାଲ୍ ଲାଇଫ୍ ଟାଇମ୍ରେ ଯେଉଁ ଜିନିଷର ଆବଶ୍ୟକତା ଅଛି, ସବୁ ଭିଲେଜ୍ର ଭିତରେ ମିଳିଯାଉଥିଲା। ସବୁ ଆମକୁ ୱିଦିନ୍ କ'ଣ
ସବୁ ଆମକୁ ୱିଦିନ୍ ଭିଲେଜ ଭିତରେ ମିଳି ଯାଉଥିଲା ମାନେ ଯାହା ବି ପ୍ରଡକ୍ସନ ଦରକାର ଆମକୁ ରାଇସ୍ ଦରକାର ଆମକୁ ଲୁଗାପଟା ଦରକାର ଖାଦ୍ୟ ବସ୍ତ୍ର ବାସଗୃହ ଲୋକମାନେ କିଏ ଲୁଗାପଟା ତିଆରି କରୁଥିଲା କିଏ ମାନେ ରାଇସ୍ କଲ୍ଟିଭେସନଠୁ ଆରମ୍ଭ କରିକି ଯାହା ଯାହା ଆମକୁ ବିଭିନ୍ନ କାମ ଯାହା ଲାଇଫରେ ଦରକାର ସବୁ ଜିନିଷ ଲୋକମାନେ କିଛି ନା କିଛି ସବୁର ବିଭିନ୍ନ ଅକୁପେସନରେ ବ୍ୟସ୍ତ ରହୁଥିଲେ ନିଜକୁ ନିୟୋଜିତ କରୁଥିଲେ ଆଉ ଯାହାର ଯୋଉଟା ଦରକାର ଲୋକ କଣ ପରସ୍ପର ଏକ୍ସଚେଞ୍ଜ କରୁଥିଲେ ଜଣକୁ ମୁଁ ରାଇସ୍ କଲ୍ଟିଭେସନ କରୁଛି ତ ମତେ ରାଇସ୍ ମୋ ପାଖରେ ରାଇସ୍ ଅଛି ସପ୍ଲସ୍ ଆମାଉଣ୍ଟ ରାଇସ୍ ପ୍ରଡକ୍ସନ ହଉଛି ତ ଯିଏ ମାନେ ମତେ ଲୁଗା ଦରକାର ଅଛି ପୋଷାକ ପତ୍ର ଦରକାର ଅଛି ତ ଆମେ ତାକୁ ରାଇସ୍ ଦେଇକି ତା ଏକ୍ସଚେଞ୍ଜରେ କଣ ଲୁଗା ତାଠୁ କିଣି ଆଣୁଥିଲେ କି ଆମକୁ କୋଉଠି ଯାହା ବି ଦରକାର ତାମାନେ ଏମିତି ଲୋକ ଏକ୍ସଚେଞ୍ଜ କରିକି ଚଳି ଯାଉଥିଲେ ଗୋଟେ ମନିର ଆବଶ୍ୟକତା ଲୋକଙ୍କ ପାଖରେ ନଥିଲା ଯେ ଗୋଟେ ମିଡିୟମ ଅଫ ଏକ୍ସଚେଞ୍ଜ ଆମକୁ ଦରକାର ଯୋଉଟା ଆମେ ତିଆରି କଲେ ଆମକୁ ୟୁଜ କଲେ ହିଁ ଆମେ ପରସ୍ପର ସହିତ ଆଦାନ ପ୍ରଦାନ ହେଇପାରିବ ଏଇଭଳିଆ ଆବଶ୍ୟକତା ଲୋକଙ୍କୁ ପଡୁନଥିଲା ଆଉ ଏଇଭଳିଆ ସିଷ୍ଟମକୁ କହୁଥିଲା ବାର୍ଟର ସିଷ୍ଟମ ବାର୍ଟର ସିଷ୍ଟମରେ ମାନେ ଆମେ କମୋଡିଟି ଏକ୍ସଚେଞ୍ଜ କରୁଥିଲେ ମୋ ପାଖରେ ଯୋଉ କମୋଡିଟି ଅଛି ମତେ ଯଦି ମୋ କମୋଡିଟି ଦେଇକି ଅଲଗା କିଛି କମୋଡିଟି କାଠୁ ଆଣିବାର ଅଛି ମୁଁ ଏକ୍ସଚେଞ୍ଜ କରିପାରିବା ଆମେ ପରସ୍ପର ମଧ୍ୟରେ ତେଣୁ ଏହା ପାଇଁ ଗୋଟେ ମିଡିୟମ ଅଫ ଏକ୍ସଚେଞ୍ଜ ମନି ଆର କୌଣସି ଆବଶ୍ୟକତା ନଥିଲା ଗୋଟେ ତ ଏଇଟା ତ ଗୋଟେ ଲୋକମାନେ ଆଗରୁ କହୁଥିଲେ ବାର୍ଟର ସିଷ୍ଟମ ହେଲା ତ ବାର୍ଟର ସିଷ୍ଟମ ଇକୋନୋମି ବହୁତ ସିମ୍ପଲ ଥିଲା ତ ବାର୍ଟର ସିଷ୍ଟମ ଚାଲିଥିଲା କିଛି ମନିର ଆବଶ୍ୟକତା ନଥିଲା ମନେକର ଆମେ କହିବା ଗୋଟେ ଇକୋନୋମିରେ ଜଣେ ଲୋକ ଅଛି ଆମ ଇଣ୍ଡିଆରେ ମନେକର ଆମେ ଗୋଟେ ଲୋକ ରହିବ ପୁରା ଇକୋନୋମିରେ ଗୋଟେ ଲୋକ ତାକୁ ଥୋଡ଼ି ମନିର ଆବଶ୍ୟକତା ଅଛି ବଣ ଜଙ୍ଗଲରେ ବୁଲିଲା ଖାଇଲା ପିଇଲା ଶୋଇଲା ତାକୁ ମନ୍ଦିର କଣ ଆବଶ୍ୟକତା ଅଛି ବୁଝିବୁଝ ନା ନାଇଁ ତେଣୁ ଗ୍ରାଜୁଆଲି ଯେତେବେଳେ ସିମ୍ପଲ ଇକୋନୋମି ଥିଲା ବହୁତ କମ ଲୋକ ଥିଲେ ଲାଇଫଷ୍ଟାଇଲ ଏତେ କମ୍ପ୍ଲେକ୍ସ ନଥିଲା ଲୋକଙ୍କୁ ମନି ଗୋଟେ ମିଡିୟମ ଏକ୍ସଚେଞ୍ଜ ଦରକାର ପଡୁନଥିଲା ତ ଗ୍ରାଜୁଆଲି ଯେତେବେଳେ ଲାଇଫଷ୍ଟାଇଲ କମ୍ପ୍ଲେକ୍ସ ହେଲା ଯେତେବେଳେ ଗ୍ରାଜୁଆଲି କଣ ହେଲା ଲାଇଫଷ୍ଟାଇଲ ଯେତେବେଳେ କମ୍ପ୍ଲେକ୍ସ ହେଲା ତ ସେତେବେଳେ ଆମକୁ ପ୍ରୋବ୍ଲେମ ହେଲା କଣ ନା ମନେକର ମୋ ପାଖରେ ରାଇସ୍ ଅଛି ମୁଁ ରାଇସ୍ କଲ୍ଟିଭେସନ ବହୁତ ସରପ୍ଲସ୍ ଆମାଉଣ୍ଟରେ କରିଛି ମୋ ପାଖରେ ରାଇସ୍ ଅଛି କିନ୍ତୁ ମୋତେ ବର୍ତ୍ତମାନ ଦରକାର କଣ ହଉଛି ମୋତେ ବର୍ତ୍ତମାନ କିଛି ଅଲଗା କମୋଡିଟିର ଦରକାର ଅଛି ମନେକର ମୋତେ କୌଣସି ପର୍ଟିକୁଲାର କିଛିଟା ଅର୍ଣ୍ଣାମେଣ୍ଟ ଦରକାର ଅଛି କି ପର୍ଟିକୁଲାର କମୋଡିଟି ଦରକାର ଅଛି କିନ୍ତୁ ମୁଁ ସେଇ କମୋଡିଟି ଆଗରୁ ଯେହେତୁ ସିମ୍ପଲ ଥିଲା ଏତେ ପ୍ରୋବ୍ଲେମ ହଉନଥିଲା ଗ୍ରାଜୁଆଲି ଯଦି ଲୋକ ସଂଖ୍ୟା ବଢି ଚାଲିଲା ଗ୍ରାଜୁଆଲି କମ୍ପ୍ଲେକ୍ସ ହବାକୁ ଲାଗିଲା ତ ଲୋକଙ୍କ ପାଖରେ ଡିମାଣ୍ଡ ବଢିଲା ତ ମୁଁ ଏଇଭଳିଆ ଗୋଟେ ସେଇଭଳିଆ ଲୋକ ଖୋଜିବା ଦରକାର ମୁଁ ଯୋଉ ଜିନିଷ ଚାହୁଁଛି ସେଇଟା ସେ ମୋତେ ଦେଇକି ମୋର ତାର ରାଇସ୍ ର ଡିମାଣ୍ଡ ଥିବା ଦରକାର ମନେକର ମୁଁ ଜଣକୁ ଲୁଗା କିଣିବି ତ ସେ ଲୁଗା ପାଇଁ ତା ପାଖରେ ତ ଡିମାଣ୍ଡ ଦରକାର ତାକୁ ରାଇସ୍ ଦରକାର ହଉଥିବା ଦରକାର ତ ସେ ମୋ ସହିତ ଏକ୍ସଚେଞ୍ଜ କରିବ ନା ସେ କାହିଁ ନହେଲେ ଲୁଗାକୁ ମୋ ସହିତ ଏକ୍ସଚେଞ୍ଜ କରିବ ତାକୁ ଅଲଗା କୌଣସି କମୋଡିଟିର ଆବଶ୍ୟକ ଥିବ ତା ସହିତ ଏକ୍ସଚେଞ୍ଜ କରିବ କାରଣ ଆଗରୁ ଯେହେତୁ ଲୋକ ବହୁତ ସିମ୍ପଲ ଥିଲେ କମ ଲୋକ ଥିଲେ ଏଇ ଜିନିଷ ଜଣା ପଡୁନଥିଲା ଏତେ କିନ୍ତୁ ଗ୍ରାଜୁଆଲି ବଢିଲା ଫଳରେ ଏଇ ଜିନିଷର ବହୁତ ପ୍ରୋବ୍ଲେମ ହେଲା ଲୋକ ଏକ୍ସଚେଞ୍ଜ କରିବା ପାଇଁ ମୋର ଯୋଉ ୱାଣ୍ଟ ଅଛି ସେ ଡବଲ କୋଇନ୍ସିଡେନ୍ସ ୱାଣ୍ଟ ଏଟା କୁହାଯାଏ ଏନସାଇଡ୍ ଭଳି ଲେଖା ହେଇଯିବ ଡବଲ କୋଇନ୍ସିଡେନ୍ସ ୱାଣ୍ଟ ମାନେ ଆମ ୱାଣ୍ଟ ର ଦି ପଟ ସାଇଡରେ କୋଇନସାଇଡ୍ କଲେ ହିଁ ହବ ମୋତେ ଲୁଗା ଦରକାର ତାକୁ ରାଇସ୍ ଦରକାର ତାହେଲେ ଆମେ ଏକ୍ସଚେଞ୍ଜ କରିପାରିବା ନହେଲେ ହବନି ତ ଏଇଟା ବହୁତ ପ୍ରୋବ୍ଲେମ ହେଲା ଗ୍ରାଜୁଆଲି ତେଣୁ ଲୋକ ମାନେ ଗ୍ରାଜୁଆଲି କଣ ହେଲା ନା ସିଷ୍ଟମ ଡେଭଲପ କଲା ଯେ ଗୋଟେ ଏଇଭଳିଆ ହବା ଦରକାର ଅବଜେକ୍ଟ ହବା ଦରକାର ଯୋଉଟା ସମସ୍ତେ ରେକଗ୍ନାଇଜ କରିବେ ଆଉ ତାହା ମାଧ୍ୟମରେ ଆମେ ଏକ୍ସଚେଞ୍ଜ କରିପାରିବା ହେଲା ତ ଯୋଉଟାକୁ ଲୋକେ ଷ୍ଟାର୍ଟିଂରୁ କହିବା ଷ୍ଟାର୍ଟ କଲେ ମନି ତା ମାନେ ମନି ଏଇଭଳିଆ ଗୋଟେ ମିଡିୟମ ଏକ୍ସଚେଞ୍ଜ ବନିଲା ଯୋଉଟାକୁ ଆମେ ନେଇକି ଆମେ ଆମର କମୋଡିଟି ଦେଇପାରିବା ଆଉ ସେଇଟା ୟୁଜ କରିକି ଆମେ କିଛି ବି କମୋଡିଟି କିଣିପାରିବା ଆମକୁ ଯଦି ପଇସା ବଦଳରେ ଆମେ ମନେକର ରାଇସ୍ ବିକିଦେଲେ ସେଇ ପଇସାକୁ ୟୁଜ କରିକି ଆମେ ଲୁଗା ବି କିଣିବା କିଛି ନା କମୋଡିଟି କିଣିବା ମାର୍କେଟରୁ ହେଲା ତ ଏଇ ସବୁ ଜିନିଷ ତ ତାହେଲେ ମାର୍କେଟର କନସେପଚୁଆଲାଇଜେସନ ହେଇଗଲା ସେତେବେଳେ ଇକୋନୋମି କମ୍ପ୍ଲେକ୍ସ ହେଲା ସେତେବେଳେ ମାର୍କେଟ ଆସିଗଲା ଯୋଉଠି କଣ ଲେନ ଦେନ ଏଇ ସବୁ ଜିନିଷ ହେଲା ଆଉ ଗୋଟେ ମିଡିୟମ ଏକ୍ସଚେଞ୍ଜ ହେଇଗଲା ଦ୍ୟାଟ ଇଜ ମନି କିନ୍ତୁ କଥା ହେଲା ଯେ ମନି କଣ ହେଲା ନା ଗ୍ରାଜୁଆଲି ଯେତେବେଳେ ମନି ହେଲା ତ ମନିର ମନେକର ଆମେ କୌଣସି ଜିନିଷକୁ ଯେତେବେଳେ କିଣିଲେ ମନେକର ଆମେ ଗୋଟେ ପେନ୍ କିଣିବା କି ଗୋଟେ ଯେକୌଣସି ଅବଜେକ୍ଟ କିଣିବା ଗୋଟେ ପେନ୍ କିଣିବା ମନେକର 5 ଟଙ୍କାରେ ପେନ୍ କିଣିଲେ କି ଗୋଟେ ପେନସିଲ କିଣିଲେ 10 ଟଙ୍କାରେ ଗୋଟେ ପେନସିଲ କିଣିଲେ କି ଯେକୌଣସି କମୋଡିଟି ବହି କିଣିଲେ ମନେକର 30 ଟଙ୍କାର ଗୋଟେ ବୁକ୍ ଟେ କିଣିଲେ ହେଲା ଏଇ ଟାଇପର ହେଲା ମାନେ ତା ମାନେ ପର୍ଟିକୁଲାର ଗୋଟେ ବହିର ଯୋଉ କମୋଡିଟିର ଭ୍ୟାଲ୍ୟୁ ହେଲା 30 ୟୁନିଟ ଅଫ ମନି ମନେକର ଆମ ଇଣ୍ଡିଆନ ଇକୋନୋମିରେ ଆମ ୟୁନିଟକୁ ଆମେ କହୁଛେ ରୁପି ଆମ ଇଣ୍ଡିଆନ ଇକୋନୋମିରେ ଆମର ଯୋଉ ମନିଟାରୀ ବେସ୍ ବନିଛି ତାର ପ୍ରତି ୟୁନିଟକୁ ଆମେ କହିବା ରୁପି ଆମ ଇଣ୍ଡିଆନ ଇକୋନୋମିରେ ଯେମିତି ୟୁଏସ ଇକୋନୋମିରେ ପ୍ରତିଟି ୟୁନିଟକୁ ତାଙ୍କ ମନିଟାରୀ ବେସ୍ର ପୁରା ଗୋଟେ ୟୁନିଟକୁ ସେମାନେ କହୁଛନ୍ତି ଡଲାର ସେଭଳିଆ ଆମ ଇକୋନୋମିରେ ଆମେ କହୁଛେ ରୁପି ତା ମାନେ ଗୋଟେ କମୋଡିଟିକୁ 30ଟା ୟୁନିଟ ଲାଗୁଛି ଆମ ମନିର 30 ଟଙ୍କା ଲାଗୁଛି 30 रुपीज ତା ମାନେ ଯୋଉ ବହିର ପ୍ରାଇସଟା ଜେନେରାଲ ପ୍ରାଇସ ହେଲା 30 ୟୁନିଟ ଅଫ ଇକୋନୋମି
30 यूनिट ऑफ मनी बुझियो ना तो आम मनी 30 यूनिट लगी जाଉଛି ତା ପାଇଁ ବା ତୋଟା 30 ଟଙ୍କା ଆମେ କହୁଛନ୍ତି ତାର ମନି ତ ଗ୍ରାଜୁଆଲି ତା ମାନେ ଆମେ ଏମିତି ବି କହିପାରିବା ଯେ ଯଦି ଆମେ କହିପାରିବା ଯେ କ'ଣ ମନେକର 30 ଟଙ୍କା ଲଗେଇକି ଗୋଟେ ବହି କିଣୁଛନ୍ତି ତା ମାନେ ପ୍ରତି ୟୁନିଟ ପିଛା ବହିର ଆମେ 1/30% କିଣିପାରିବା ଯଦି ଗୋଟେ ବହିର ଦାମ ହେଲା 30 ଟଙ୍କା ଆମ ପାଖରେ 30 ଟଙ୍କା ଦେଇ ଗୋଟେ ବହି କିଣିଲେ ତେଣୁ ଆମ ୟୁନିଟ ପିଛା ଆମ ଇକୋନୋମିର ୟୁନିଟ ହେଲା ରୁପି ଗୋଟେ ରୁପି ତେଣୁ 30 ଟଙ୍କାରେ ଗୋଟେ ବହି କିଣୁଛନ୍ତି ଗୋଟେ ଟଙ୍କାରେ କ'ଣ ସେଇ ବହିର 1/30% କିଣିପାରିବା ତା ମାନେ ଆମ ମନିର ପରଚେସିଂ ଆମ ମନିର ଯୋଉ ପରଚେସିଂ ପାୱାର ହେଲା ସେତିକି ଗୋଟେ କମୋଡିଟିର ବହି ବୋଲି ଯୋଉ କମୋଡିଟିଟା ଆମର ଯୋଉଟାକୁ ନେଇଛନ୍ତି ତାର 1/30% କିଣିପାରିବ ତା ପରଚେସିଂ ପାୱାର ଏଗୁଡ଼ା ପରେ ଯାଇକି ଦରକାର ହେବ ସେଇଥିପାଇଁ ମୁଁ କହୁଛି ଏଇଟା ତା ମାନେ ତାର ପରଚେସିଂ ପାୱାର ମାନେ କଲମଟା ଆମେ 5 ଟଙ୍କା କିଣୁଛନ୍ତି ମନେକର ତା ମାନେ ସେଇ କଲମର 1/50 ଅଂଶ ଆମେ ଗୋଟେ ୟୁନିଟ୍ ଅଫ୍ ମନିରେ ଆମେ ଖର୍ଚ୍ଚ କରିକି କିଣିପାରିବା ତା ମାନେ ଆମ ମନିର ଯୋଉ ପରଚେସିଂ ପାୱାରଟା ହେଲା 1/5 ଅଫ୍ ଏ ପେନ୍ ଗୋଟେ ପେନ୍ର 1/50% କିଣିବା ଆମ ପରଚେସିଂ ପାୱାର ଅଫ୍ ମନିର ବୁଝୁଛ ନା ତ ଗ୍ରାଜୁଆଲି କ'ଣ ହବ ନା ଆମର କ'ଣ ତେଣୁ ଏଇ ସବୁ ଜିନିଷ ଯୋଉ କ୍ରିଏଟ୍ ହେଲା ବର୍ତ୍ତମାନ ମାର୍କେଟ ତିଆରି ହେଇଗଲା ମନି କମୋଡିଟିର କଥା ଆମେ ଜାଣିଗଲେ ଏଇଆ କମୋଡିଟି ଅଛି ମନି ଗୋଟେ ମିଡିୟମ ଅଫ୍ ଏକ୍ସଚେଞ୍ଜ ହେଇଗଲା ତ ଗ୍ରାଜୁଆଲି ଯେତେବେଳେ ଇକୋନୋମି ଆହୁରି କମ୍ପ୍ଲେକ୍ସ ହେଲା ମନିକୁ ଷ୍ଟାଣ୍ଡାର୍ଡାଇଜ କରାହେଲା ତେଣୁ ତା ପାଇଁ କ'ଣ ହେଲା ନା ଗୋଟେ ସେଣ୍ଟ୍ରାଲ ବ୍ୟାଙ୍କିଂର ସିଷ୍ଟମ ଡେଭଲପ କଲା ଗ୍ରାଜୁଆଲି ଇକୋନୋମିରେ ତ ବ୍ୟାଙ୍କିଂ ସିଷ୍ଟମରେ ଆମ ବ୍ୟାଙ୍କିଂ ସିଷ୍ଟମଟା ଇଣ୍ଟିଗ୍ରେଟେଡ୍ ବ୍ୟାଙ୍କିଂ ସିଷ୍ଟମ ଇଣ୍ଡିଆନ୍ ଇକୋନୋମିର ବୁଝୁଛ ନା ଆମର ଦେଖିବ ଆମ ବ୍ୟାଙ୍କିଂ ଇଣ୍ଟିଗ୍ରେଟେଡ୍ ଆଉ ଯୋଉଟାକୁ ଆମେ କହିବା ଗୋଟେ ୟୁନିଟାରୀ ଫିଚର ଇଣ୍ଡିଆନ୍ ଡେମୋକ୍ରାସିର ବ୍ୟାଙ୍କିଂ ସିଷ୍ଟମଟା ଗୋଟେ ୟୁନିଟାରୀ ଫିଚର କାରଣ ପୁରା ବ୍ୟାଙ୍କିଂଟା ଆମର ଇଣ୍ଟିଗ୍ରେଟେଡ୍ ଯେ ହିଁ ମନିଟାରୀ ସିଷ୍ଟମଟାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଣ୍ଟ୍ରୋଲ କରୁଛନ୍ତି ପୁରା ଇଣ୍ଡିଆନ୍ ଇକୋନୋମିର ପୁରା ମନି ସପ୍ଲାଇଟା କିଏ କଣ୍ଟ୍ରୋଲ କରୁଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଣ୍ଟ୍ରୋଲ କରୁଛନ୍ତି ତେଣୁ ଆମର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଉଛନ୍ତି ଆମର କ'ଣ ଆମର ମନିଟାରୀ ଅଥରିଟି ବା ସେଣ୍ଟ୍ରାଲ ବ୍ୟାଙ୍କ ଆମର ତେଣୁ ଏଠି ଯେହେତୁ କ'ଣ ଇଣ୍ଟିଗ୍ରେଟେଡ୍ ସିଷ୍ଟମର ଗୋଟେ ୟୁନିଟାରୀ ଫିଚର ମନେ ରଖିଥାଉ ୟୁନିଟାରୀ ଫିଚର ଇଣ୍ଡିଆନ୍ ଡେମୋକ୍ରାସିର ଗୋଟେ ତ ବ୍ୟାଙ୍କିଂ ଇଣ୍ଟିଗ୍ରେସନ ଅଫ୍ ବ୍ୟାଙ୍କିଂ ସିଷ୍ଟମଟା ବି ଗୋଟେ କ'ଣ ୟୁନିଟାରୀ ଫିଚର ଏଇଠି କ'ଣ ହେଉଛି ଦେଖ ଯଦି ମନେକର ମନି ସପ୍ଲାଇଟା ଯେମିତି କରାହେଲା ଯେ ତା ମାନେ ଯୋଉ ମନିକୁ ଆମେ ମାନେ ସର୍କୁଲେସନରେ ଅଛି ବା ଲୋକମାନଙ୍କ ପାଖରେ ଅଛି ସେଟା ସମସ୍ତେ ରେକଗ୍ନାଇଜ କରିବା ଦରକାର 1 ରୁପି ଅଫ୍ ଇଣ୍ଡିଆନ୍ ରୁପି କି 10 ରୁପିଜର ଇଣ୍ଡିଆନ୍ କରେନ୍ସିଟାକୁ ସମସ୍ତେ ତାର ଭ୍ୟାଲ୍ୟୁ 10 ବୋଲି ରେକଗ୍ନାଇଜ କରିବା ଦରକାର ଆମେ ଯୋଉଠିକି ଗଲେ ବି 10 ଟଙ୍କାର ଭ୍ୟାଲ୍ୟୁର କମୋଡିଟି ଆମକୁ ମିଳିଯିବ ଆମେ ମାର୍କେଟକୁ ଯିବା କୌଣସି ଜିନିଷ କିଣିବା ପାଇଁ ଯାହାର ଭ୍ୟାଲ୍ୟୁ 10 ଟଙ୍କା ବା 10 ଟଙ୍କାର ଭ୍ୟାଲ୍ୟୁ ଆମକୁ ଯେମିତି ହେଲେ କେହି ମନା କରିବେନି କି 20 ଟଙ୍କା ନେଇଗଲେ 500 ଟଙ୍କା ନେଇଗଲେ 1000 2000 ଟଙ୍କା ନେଇକି ଗଲେ ତ 2000 ଟଙ୍କା ଯଦି କରେନ୍ସି ନେଇକି ଗଲେ ତାହେଲେ ସେଇଟା ସମସ୍ତେ ରେକଗ୍ନାଇଜ କରିବେ ସେଇ ଯୋଉ ନୋଟଟା ଆମେ ତାକୁ ଦେଉଛନ୍ତି ତାର 30 ବା ମାନେ 2000 ରୁପିଜ ବୋଲି ତ ସେଇ ଯୋଉ ରେକଗ୍ନିସନ କାହିଁ କରୁଛନ୍ତି ବିକଜ ସେଇଟା ତ ଗୋଟେ ସେଇଟା ହେଉଛି କ'ଣ ମନେକର ଗୋଟେ ପିସ୍ ଅଫ୍ ଗୋଟେ ପେପରଟେ ମାତ୍ର ସେ ପେପର ଭ୍ୟାଲ୍ୟୁ ଥୋଡ଼ି 2000 ଟଙ୍କା କିନ୍ତୁ ସେଠି ଯୋଉ ସେଣ୍ଟ୍ରାଲ ବ୍ୟାଙ୍କ ଆମର ଆରବିଆଇର ଗଭର୍ଣ୍ଣରଙ୍କର ସିଗ୍ନେଚର ଲାଗିଛି ସେଥିରେ ଆଉ ସେ ସିଗ୍ନେଚର କରିକି ଏଇଟାକୁ ପ୍ରମାଣ କରାଇଦେଇଛନ୍ତି ବା ଏଇଟାକୁ ଏଷ୍ଟାବ୍ଲିଶ କରିଦେଇଛନ୍ତି ଯେ ଏଇ ପେପରରେ ଯୋଉ ଭ୍ୟାଲ୍ୟୁଟା ଲେଖା ହେଇଛି 2000 ରୁପିଜ ତାର ଏଇ ପେପର ନୋଟର ଭ୍ୟାଲ୍ୟୁ ସେତିକି ତେଣୁ ଏଇଟାକୁ ଯିଏ ନେଇକି ଆରବିଆଇ ପାଖରେ ଦେଖେଇବ ସେ ତାକୁ ସେତିକି ଟଙ୍କାର ଭ୍ୟାଲ୍ୟୁ ତାଙ୍କୁ ଦିଆହେଇଯିବ ତା ମାନେ ସେଇ ପିସ୍ ଅଫ୍ ପେପରଟା କେତେ ଟଙ୍କା ହବ ଗୋଟେ ଯୋଉ 2000 ଟଙ୍କିଆ ନୋଟଟା ଛପା ହେଇଛି ସେ ପେପର ଭ୍ୟାଲ୍ୟୁ କେତେ ହବ କିନ୍ତୁ ସେଥିରେ 2000 ଟଙ୍କା ଯୋଉ ଲେଖା ହେଇଯାଇଛି ତାର ଭ୍ୟାଲ୍ୟୁ 2000 ଟଙ୍କା ହେଇଯାଉଛି ଆଉ ସବୁବେଳେ ମନେ ରଖ ଆମର ଆରବିଆଇର ଯୋଉ ଆମର କରେନ୍ସି ନୋଟ୍ସ ଯାହା ଅଛି ନା ମାନେ ଯେତେ କରେନ୍ସି ନୋଟ୍ସ ଅଛି ଆମର ସବୁଟା ଆରବିଆଇ ପ୍ରିଣ୍ଟ କରୁଛନ୍ତି ହେଲା ଆରବିଆଇଙ୍କର ତତ୍ତ୍ୱାବଧାନରେ ପ୍ରିଣ୍ଟ ହେଉଛି କିନ୍ତୁ କଏନ୍ସ ଗୁଡାକ ସବୁ ଫାଇନାନ୍ସ ମିନିଷ୍ଟ୍ରି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ କଏନ୍ସ ଗୁଡାକ ସବୁ ସେମାନେ ଯୋଉ ମିଣ୍ଟିଂ ପ୍ରେସ୍ ସବୁ କଏନ୍ ମିଣ୍ଟିଂ ପ୍ରେସ୍ ଗୁଡାକ ସେଟା ସବୁ ତିଆରି ହେଉଛି ଆମର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ କ୍ୱେଶ୍ଚିନ୍ ଆସିଲା ଯେ କରେନ୍ସି କିଏ ତିଆରି କରୁଛି କରେନ୍ସି ଗୁଡାକ ପ୍ରିଣ୍ଟ କରୁଛନ୍ତି ଆରବିଆଇ କିନ୍ତୁ କଏନ୍ସ ଯେତେ ଅଛି ଆମର ଦେଖିବ ଆମେ ଏବେ ଚଳନରେ ଯୋଉ ଅଛି 5 ଟଙ୍କିଆ କଏନ୍ ଚାଲିଛି ଟଙ୍କିକିଆ କଏନ୍ ଚାଲିଛି 10 ଟଙ୍କିଆ କଏନ୍ ବି ଚାଲିଥିଲା ଏବେ ବି ଚାଲିଛି କିଛି ତ ଏତିକି କଏନ୍ ଚାଲିଛି ବାକି ଏଗୁଡ଼ା ସବୁ କଏନ୍ସ ଗୁଡାକ ସବୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ହେଲା ଫାଇନାନ୍ସ ମିନିଷ୍ଟ୍ରି ସେମାନେ ତିଆରି କରିବେ ସେମାନେ ବନାଉଛନ୍ତି କିନ୍ତୁ ଏଗୁଡା ସବୁ ନୋଟ୍ସ ଗୁଡାକ ସବୁ ଆରବିଆଇ ବନାଉଛି ପ୍ରିଣ୍ଟ କରୁଛନ୍ତି ହେଲା ତ ଏଇଠି ଗୋଟେ କ୍ୱେଶ୍ଚିନ୍ ଆସିପାରେ ଯେ କଏନ୍ସ ଗୁଡାକର ଭ୍ୟାଲ୍ୟୁ ଏତେ କମ୍ କାହିଁକି କଏନ୍ସର ମନେକର ଆମେ କହିବା 5 ଟଙ୍କିଆ କଏନ୍ 10 ଟଙ୍କିଆ କଏନ୍ ତାଠୁ କାହିଁକି 15 ଟଙ୍କିଆ କଏନ୍ ତ ନାହିଁ 20 ଟଙ୍କିଆ କଏନ୍ ନାହିଁ 500 ଟଙ୍କିଆ କଏନ୍ 2000 ଟଙ୍କିଆ କଏନ୍ କ'ଣ ପାଇଁକି ହଉନି ଆରେ 2000 ଟଙ୍କିଆ କଏନ୍ କ'ଣ ପାଇଁ ହଉନି ଆମେ ତ କହିପାରିବା 5000 ଟଙ୍କିଆ କଏନ୍ 2000 ଟଙ୍କିଆ କଏନ୍ କି 1000 ଟଙ୍କିଆ କଏନ୍ 50 ଟଙ୍କିଆ କଏନ୍ 100 ଟଙ୍କିଆ କଏନ୍ କ'ଣ ପାଇଁ କରାହଉନି କଏନ୍କୁ ତ ହାଇ ରୁପିଜରେ କାହିଁ କରାହଉନି ଯଦି କଏନ୍କୁ ଆମେ ହାଇ ରୁପିଜ କରିଦେବା ଆମର ଯୋଉ ଥିଲେ କିଏ ସେ
କିଏ ଥିଲେ କି ଆମର? ହଁ ହୁଁ ଏମ୍ବିଟି କଥା ମନେ ଥିବ ତମେ? ଆରେ ଏମ୍ବିଟିଙ୍କ ନାଁ ଶୁଣିଛ ନା ନାଇଁ? ଏମ୍ବିଟିଙ୍କର ନାଁ ଶୁଣିଛ? ମିଡିଭାଲ ଇଣ୍ଡିଆ ଦିଲ୍ଲୀ ସୁଲତାନେଟ ପଢୁଥିଲେ। मोहम्मद बिन तुगलक। ମହମ୍ମଦ ବିନ୍ ତୁଗଲକ ଯୋଉ ଭୁଲ କରିଥିଲେ ସେ ଭୁଲ ଆଉଥରେ ହେଇଯିବ। କାରଣ ଯଦି ଆମେ ଗୋଟେ କଏନ୍ର ଭ୍ୟାଲ୍ୟୁ ଆମେ କରିଦେବା 2000 ଟଙ୍କା ମନେକର, କି 500 ଟଙ୍କା କରିଦେବା, 500 ଟଙ୍କିଆ କଏନ୍ ବାହାର କରିବା, ଗଭର୍ଣ୍ଣମେଣ୍ଟ ଡିସାଇଡ୍ କରିବ 500 ଟଙ୍କିଆ କଏନ୍ ବର୍ତ୍ତମାନ ଚାଲିଲା ଇକୋନୋମିରେ। ତେବେ 500 ଟଙ୍କିଆ କଏନ୍ ଯଦି ତମେ ଚଲେଇବ, ଏଇ ଯୋଉ 500 ଟଙ୍କାର ଯୋଉ ମେଟାଲଟା ୟୁଜ୍ ହେଇଛି, କେତେ ଟଙ୍କା ଏଇ ମେଟାଲ ୟୁଜ୍ ହେଇଥିବ ସେଥିରେ? 2 ଟଙ୍କାର ମେଟାଲ ୟୁଜ୍ ହେଇଥିବ କେତେ 20 ପଇସା 30 ପଇସାର ମେଟାଲ ୟୁଜ୍ ହେଇଥିବ। ଯଦି ସେତିକିଟାକୁ ଲୋକ କଣ କରିବେ, ତ ସେଇଭଳିଆ ଛାଞ୍ଚ ପକେଇକି ତ ସେଇଭଳିଆ କରି ବିକିବେ ନା, ତ ସେଇଭଳିଆ କରିକି ଛାଡ଼ିବେ ଜଣା ପଡ଼ିବନି। ଯୋଉଟା ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ କଣ କରୁଥିଲେ, ସେତେବେଳେ ସବୁ କଏନ୍କୁ ଚେଞ୍ଜ କରିକି କହିଲେ ଯେତେ ସବୁ ସିଲଭର କଏନ୍ ଅଛି, ଯେତେ ସିଲଭର କଏନ୍ ଅଛି ସବୁ ଦିଅ, ସବୁ ବ୍ରୋଞ୍ଜ କଏନ୍ ଚାଲିବ ସବୁ। ତ ଲୋକ କଣ କଲେ, ନିଜ ନିଜ ପାଖରେ ଥିଲା ସବୁ ବ୍ରୋଞ୍ଜ ସେଇଭଳିଆ ବନେଇକି ଛାଡ଼ିଲେ। ଲୋକ ଆସିକି ଦେଇଦେଲେ ଯେ ଆମ ପାଖରେ ନିଅ, ସେ ସିଲଭର କଏନ୍ ବ୍ରୋଞ୍ଜ କଏନ୍ ଚାଲିଲା ଇକୋନୋମିରେ, ଯୋଉଟା ହିଁ ରାଜକୋଷରୁ ଇସ୍ୟୁ ହେଇନି। ଏମାନେ ନିଜ ନିଜ ସବୁ କଏନ୍ ବନେଇକି ଚଲେଇଲେ, ତ ପ୍ରୋବ୍ଲେମ ହେଲା ନା ସେଥିପାଇଁ। ତେଣୁ କଥା ହେଲା ଏଇଭଳିଆ ପ୍ରୋବ୍ଲେମ ହବ ଯଦି ଆମର ଯୋଉ ଯେତିକି ମେଟାଲଟା ୟୁଜ୍ ହେଇଛି, ତାର ଭ୍ୟାଲୁ, ମେଟାଲର ଫେସ୍ ଭ୍ୟାଲୁ ଯେତିକି, ରିଅଲ ଭ୍ୟାଲୁ ଯେତିକି, ତାର ତୁଳନାରେ ଯଦି ଅଧିକ ଆମେ ୟୁଜ୍ କରିବା, 2000 ଟଙ୍କା ମନେକର ଆମେ ୟୁଜ୍ କରିବା, 2000 ଟଙ୍କିଆ କି 500 ଟଙ୍କିଆ କଏନ୍ ୟୁଜ୍ କରିବା, ତ ଲୋକ ଆରାମରେ ଚଲେଇବେ, ଫର୍ଜରୀ କରିବେ। ଆଉ ବର୍ତ୍ତମାନ ଆମ ହାଇଏଷ୍ଟ 10 ଟଙ୍କିଆ ଅଛି, ଆଉ 10 ଟଙ୍କିଆ ପାଇଁ ଇଏ ଥୋଡ଼ି ୟୁଜ୍ କରିବ। ମେଟାଲ ଭ୍ୟାଲୁ କେତେ ଟଙ୍କାର ମେଟାଲ କିଣିବ, ତାପରେ ଗୋଟେ ପ୍ରେସ୍ ବନେଇବ, ପୁଣି ହବ, ତ ପ୍ରୋବ୍ଲେମ ହେଇପାରେ। ମେ ବି ଲାଗିବନି, ମେ ବି ତାର ଖର୍ଚ୍ଚ ହଉ କେତେ 10 ଟଙ୍କା ପାଖାପାଖି ତାର ଖର୍ଚ୍ଚ ହେଇଯିବ, କିଛି ଲାଭ ହବନି। ବୁଝିପାରୁଛ ନା? ହାଇ ଭ୍ୟାଲୁର କରେନ୍ସି ସେଥିପାଇଁ ଇକୋନୋମିରେ ଚାଲେନି। ସବୁ ଇକୋନୋମିରେ ଦେଖିବ କେହି ହାଇ ଭ୍ୟାଲୁର କରେନ୍ସି ଚଲାଉନାହାନ୍ତି, ସବୁ କମ୍ କରେନ୍ସିର, ମାନେ ଅଳ୍ପ ବହୁତ କମ୍ ଭ୍ୟାଲ୍ୟୁ ଗୁଡ଼ାକର। ଆମ ଇକୋନୋମିରେ ଯେମିତି 10 ଟଙ୍କା ମ୍ୟାକ୍ସିମମ୍ ଅଛି, ଏବେ 10 ଟଙ୍କାକୁ ବି ଅଚଳ କରିବା ପାଇଁ ଚେଷ୍ଟା କରୁଛନ୍ତି ହେଲା। ସେଥିପାଇଁ କିନ୍ତୁ ନୋଟ୍ସ ଗୁଡ଼ାକ ହାଇ କରେନ୍ସିରେ ଚାଲେ। ତ କହିବାର ଉଦ୍ଦେଶ୍ୟ ହେଲା, ଦେଖ ତାମାନେ ଆମେ ଏଠୁ ଜାଣିଗଲେ ଯେ ପର୍ଚେସିଂ ପାୱାରର କନସେପ୍ଟଟା କ'ଣ। ପର୍ଚେସିଂ ପାୱାର ହେଲା ଯେ ଗୋଟେ ୟୁନିଟ୍ କରେନ୍ସି ପିଛା ଆମେ କେତେ ସାମାନ, କେତେ କମୋଡିଟି କିଣିପାରିବା। ଯଦି ଏମିତି କିଛି କଣ୍ଡିସନ୍ସ ହେଲା, ମନେକର ଇକୋନୋମିରେ ଏମିତି କିଛି କଣ୍ଡିସନ୍ସ ହେଲା ଯେ ଇକୋନୋମିରେ କାଫି ପଇସା ଆସିଲା। ଇକୋନୋମି ମାନେ ଦେଖ, ଇକୋନୋମି ମାନେ ଆମେ ଇଣ୍ଡିଆ, ତମେ କହିବ ଇକୋନୋମି, ଇକୋନୋମିକ୍ସରେ ଆମେ ଇଣ୍ଡିଆ ଗୁଡ଼କୁ ଇକୋନୋମି କହିବେ। ଇଣ୍ଡିଆନ୍ ଇକୋନୋମି, ଚାଇନିଜ୍ ଇକୋନୋମି, ଥାଇଲାଣ୍ଡ ଇକୋନୋମି, ୟୁଏସ୍ ଇକୋନୋମି ହେଲା, ୟୁକେ ଇକୋନୋମି, ଏମିତି ଇକୋନୋମି ଗୁଡ଼ାକ ସବୁ କଣ୍ଟ୍ରି ଗୁଡ଼ାକ ବର୍ତ୍ତମାନ କହୁଛି ଇକୋନୋମି। ତା ଯାହା ଇକୋନୋମିକାଲ ଆକ୍ଟିଭିଟିଜ୍ ହେଉଛି ସେଟା କଣ କହିବେ ଇକୋନୋମି ତା ଅଣ୍ଡରରେ। ତେଣୁ ଇଣ୍ଡିଆନ୍ ଇକୋନୋମିରେ ଆମର ଏମିତି କିଛି କଣ୍ଡିସନ୍ ଘଟିଗଲା ଯେ କାଫି ପଇସା ଆସିଲା ଲୋକଙ୍କ ପାଖରେ। ଆଉ ଯଦି ଲୋକଙ୍କ ପାଖରେ ପଇସା ଆସିଲା, ସବୁବେଳେ ମନେ ରଖ, ଯେତିକି ଗୋଟେ ଇକୋନୋମିରେ ଯେତିକି କମୋଡିଟି କ୍ରିଏସନ୍ ହେଉଛି, ମନେକର ଆମ ଇକୋନୋମିରେ ଏଗ୍ରିକଲଚର ପ୍ରଡକ୍ସନ୍ କେତେ କ୍ରିଏସନ୍ ହେଉଛି, ଆମେ ବିଭିନ୍ନ ପ୍ରକାର ଯାହା ବି ଆମର ଇଲେକ୍ଟ୍ରିସିଟିଠୁ ଆରମ୍ଭ କରିକି ଯେତେ ସର୍ଭିସ୍ କ୍ରିଏସନ୍ ହେଉଛି, ଯେତେ ଗୁଡ୍ସର କ୍ରିଏସନ୍ ହେଉଛି ଆମ ଇକୋନୋମିରେ, ସେଟା ତ ହଠାତ୍ ଆବ୍ରପ୍ଟଲି ବଢ଼ିଯାଉନି ନା। ଥୋଡ଼ି ଆମର ଆବ୍ରପ୍ଟଲି ସାଙ୍ଗେ ସାଙ୍ଗେ ଆମେ କହିବା ଯେ ଆମର ରାଇସ୍ କଲ୍ଟିଭେସନ୍ ବଢ଼ିଗଲା 5-10 ଗୁଣା, ଏମିତି ହବନି ନା। କି ଆମେ କହିବା ଆମର ପାୱାର ପ୍ରଡକ୍ସନ୍ ବଢ଼ିଗଲା 100 ଗୁଣା, ପାୱାର ପ୍ରଡକ୍ସନ୍ ବଢ଼ିଗଲା, ଏମିତି ତ କେବେ ବି ହବନି ନା। କିଛି ଅଳ୍ପ ଅଳ୍ପ ପରିମାଣରେ ଡେଭଲପମେଣ୍ଟ କରିପାରନ୍ତି, କିନ୍ତୁ ଓଭରାଲି ଜିନିଷଟା କନସେପ୍ଟ ଏତେ ବହୁତ ଷ୍ଟେବଲ୍ ରହୁଛି। ଆମେ ଯେତିକି ଇକୋନୋମିରେ ପ୍ରଡକ୍ସନ୍ ହେଉଛି, ଏତେ ଏକ୍ସପୋନେନ୍ସିଆଲ ରେଟ୍ରେ ବଢ଼ୁନି। କିନ୍ତୁ ଏମିତି ଯଦି କିଛି କଣ୍ଡିସନ୍ସ ହେଲା, ଆମ ଇକୋନୋମିକି କାଫି ପଇସା ପଳେଇ ଆସିଲା, କାଫି ଯଦି ପଇସା ପଳେଇ ଆସିବ, ତାମାନେ କ'ଣ ହବ ନା, ବହୁତ ପଇସା କିଛି କମୋଡିଟିକୁ ମାନେ ଫଲୋ କରିବ। ମନେକର ଆମ ଇକୋନୋମିରେ ମାତ୍ର 2ଟା କମୋଡିଟି ତିଆରି ହେଉଛି ହେଲା। ଗୋଟେ ହେଲା କ'ଣ ନା, ଗୋଟେ ମନେକର 2ଟା କମୋଡିଟି ହେଉଛି, କମୋଡିଟି 1 ଆଉ କମୋଡିଟି 2। କିନ୍ତୁ ଆମ ପାଖରେ ଆଗରୁ ଷ୍ଟେବୁଲ୍ ଥିଲା, ଯେତିକି ପଇସା ଆମ ପାଖରେ ଥିଲା ଆମେ ସେ ଜିନିଷକୁ କିଣିକି ରହୁଥିଲେ। କିନ୍ତୁ ହଠାତ୍ ଯଦି ହାଇ ଆମାଉଣ୍ଟର ପଇସା ଆମ ଇକୋନୋମିକି ପଳେଇ ଆସିଲା, ତ କ'ଣ ହବ, ଲୋକଙ୍କର ଡିମାଣ୍ଡ ବଢ଼ିବ, ସେ 2ଟା ପାଇବା ପାଇଁ ସମସ୍ତେ ଚେଷ୍ଟା କରିବେ। ସେ କମୋଡିଟି ତ ପ୍ରଡକ୍ସନ୍ ତ ବଢ଼ିନି, ସେଇ ଅନୁସାରେ ଚାଲିଛି, ତେଣୁ ସେଗୁଡ଼ା ପାଇବା ପାଇଁ ସବୁ ଲୋକ ଚେଷ୍ଟା କରିବେ। ଆଉ ସବୁ ଲୋକ ଚେଷ୍ଟା କଲା ମାନେ ତାର ପ୍ରାଇସ୍ ଲେଭେଲ୍ ବଢ଼ିବ, ମାନେ କମୋଡିଟି 1 ଆଉ କମୋଡିଟି 2ର ପ୍ରାଇସ୍ ଲେଭେଲ୍ ବଢ଼ିବ। ଯଦି ପ୍ରାଇସ୍ ଲେଭେଲ୍ ବଢ଼ିବ, ତା ମାନେ ପୂର୍ବରୁ ଆମେ ୟୁନିଟ୍ କରେନ୍ସି ପିଛା, ଆମ ଇକୋନୋମିର ୟୁନିଟ୍ କେଉଁଟା, ରୁପି, ୟୁନିଟ୍ ପିଛା ବା ଗୋଟେ ରୁପିରେ ଆମେ ଯେତିକି ପୋର୍ସନର କମୋଡିଟିକୁ କିଣିପାରୁଥିଲେ, ଯେମିତି ଗୋଟେ ବହି ଆମେ କିଣୁଥିଲେ ତ 130% ଅଫ୍ ଦ ବହି ଆମେ କିଣିପାରୁଥିଲେ। ଗୋଟେ କଲମ କିଣୁଥିଲେ ଆମେ 150% ଅଫ୍ କଲମ ଗୋଟେ କିଣିପାରୁଥିଲେ, ଗୋଟେ ରୁପି, ଗୋଟେ ୟୁନିଟ୍ ଖର୍ଚ୍ଚ କରିକି। ତ ବର୍ତ୍ତମାନ କ'ଣ ହବ ନା, ସେଇ ଗୋଟିଏ ୟୁନିଟ୍ ଖର୍ଚ୍ଚ କରିକି ଆମେ ତାଠୁ ଆହୁରି କମ୍ ପୋର୍ସନକୁ ଖସିଯିବା। ଯୋଉଠି ଆମେ 150% ଅଫ୍ କଲମ କିଣିପାରୁଥିଲେ, ବର୍ତ୍ତମାନ ଏଇଟା 100th ହେଇଯିବ। ଆମେ 1 ରୁପି ଖର୍ଚ୍ଚ କରିକି 100th ଅଫ୍ ଦ କଲମଟା କିଣିପାରିବା। ତା ମାନେ ଆମର ପର୍ଚେସିଂ ପାୱାର ଆମ ରୁପିର କମିଗଲା। ଯେଉଁ ରୁପି ଦିନେ 150% ଅଫ୍ ଏ ପେନ୍ କିଣିପାରୁଥିଲା, ସେ ରୁପି ବର୍ତ୍ତମାନ 100th ପର୍ସନ୍ ଅଫ୍ ରୁପିର କିଣିପାରୁଛି। ତା ମାନେ ଆର ପର୍ଚେସିଂ ପାୱାରଟା କମିଯାଉଛି।
ମାନେ କ'ଣ ହେଲା ନା ଜେନେରାଲ ପ୍ରାଇସ୍ ଅଫ୍ ଦ କମୋଡିଟି ଇଜ ଇନକ୍ରିଜ୍ଡ। ପ୍ରାଇସ୍ର କମୋଡିଟିର ଯେଉଁ ଜେନେରାଲ ପ୍ରାଇସ୍ଟା ଇନକ୍ରିଜ୍ ହେଲା। ଏଇଭଳିଆ କଣ୍ଡିସନ୍ସ ହେବ ତାକୁ ଆମେ କହିବା ଇନଫ୍ଲେସନ୍ ହେଲା ଇକୋନୋମିରେ। ଯୋଉଟାକୁ ଆମେ ଗୋଟେ ନ୍ୟୁ ଟର୍ମ ଇକୋନୋମିକ୍ସରେ କହୁଛି ଇକୋନୋମିରେ ଇନଫ୍ଲେସନ୍ ହେଲା। ବୁଝିହେଲା? ତେଣୁ ଏଇସବୁ ପଛରେ ଆମେ ଦେଖିଲେ ଯେ ତାମାନେ ମନିର କନସେପ୍ଟକୁ ବୁଝିବା ବା ମନିର ସପ୍ଲାଇଟାକୁ ଷ୍ଟେବୁଲ୍ କରିବା, ଗୋଟେ ହେଲ୍ଦି କଣ୍ଡିସନ୍ସରେ ରଖିବା ନିହାତି ଦରକାର, ନହେଲେ ବହୁତ ପ୍ରୋବ୍ଲେମ୍ ହେବ। ହେଲା, ତାପରେ ଆମେ ଦେଖିବା ଯେଉଁ କ'ଣ ହେବ ନା ମନେକର ମନି ମନେକର ଆମ ପାଖକୁ ଆସିଲା। ଫର୍ ଏକ୍ଜାମ୍ପଲ୍ କ'ଣ ହେଉଛି ଦେଖ, ମୁଁ ଦେଖୁଛି ଯେ ମନି ସପ୍ଲାଇ ମାନେ କ'ଣ। ଦେଖ ଆମେ ଯେଉଁ ମନି ସପ୍ଲାଇ, ମନେକର ଆମେ ଚାହିଁଲେ ଯେ ମନିକୁ ଆମ ପାଖରେ ରଖିବା। ତ କାରଣ ମନିଟା ଯେହେତୁ ଗୋଟେ ଏସେନ୍ସିଆଲ କମୋଡିଟି ବର୍ତ୍ତମାନ ବନିଗଲା, କାରଣ ମନି ଯଦି ଆମ ପାଖରେ ଅଛି ଆମେ କିଛି ବି କିଣିପାରିବା, କୌଣସି କମୋଡିଟି ବି କିଣିପାରିବା, କିଛି ବି ସର୍ଭିସ୍ ଆମେ କିଣିପାରିବା, ଆମ ପାଖରେ କିଛି ପ୍ରୋବ୍ଲେମ୍ ନାହିଁ, କାରଣ वी हैव ମନି, ଆମେ ମନିକୁ ଷ୍ଟୋର କରିକି ପାଖରେ ରଖିଛେ। କିନ୍ତୁ କଥା ହେଲା ମନିର କ'ଣ ହେଉଛି ନା, ମନିର ଗୋଟେ ଅପରଚ୍ୟୁନିଟି କଷ୍ଟ ଅଛି। ଆମ ପାଖରେ ଯେତିକି ମନି ଅଛି ତାର ଗୋଟେ ଅପରଚ୍ୟୁନିଟି କଷ୍ଟ ଅଛି। ଅପରଚ୍ୟୁନିଟି କଷ୍ଟ ମାନେ ଏଇ ମନିକୁ ଯଦି ଆମେ କୌଣସି କମର୍ସିଆଲ ବ୍ୟାଙ୍କରେ ନେଇକି ରଖିବା ତ ଆମକୁ ଗୋଟେ ଇଣ୍ଟରେଷ୍ଟ ମିଳିବ। ଯଦି ନେଇକି କୌଣସି କମର୍ସିଆଲ ବ୍ୟାଙ୍କରେ ରଖିବା ଆମକୁ ଗୋଟେ ଇଣ୍ଟରେଷ୍ଟ ମିଳିବ। ସେଇ ଯେଉଁ ଇଣ୍ଟରେଷ୍ଟ ମିଳିଲା ସେଇଟାକୁ ଆମେ କହିବା ଅପରଚ୍ୟୁନିଟି କଷ୍ଟ ଅଫ୍ ଦ୍ୟାଟ୍ ମନି। ଆମେ ଯେତିକି ମନି ଏମିତି ଖାଲି ଆମ ପାଖରେ ରଖିବା ଅପେକ୍ଷା ଆମେ ତାକୁ ନେଇକି ବ୍ୟାଙ୍କିଂ ସିଷ୍ଟମରେ ସେଭ୍ କରିକି ନେଇକି ରଖିଲେ ତାପରେ ଆମେ ଗୋଟେ ପରସେଣ୍ଟେଜର କିଛିଟା ପରସେଣ୍ଟରେ ଇଣ୍ଟରେଷ୍ଟ ଆମକୁ ମିଳିଲା। ସେ ଇଣ୍ଟରେଷ୍ଟଟାକୁ ଆମେ କ'ଣ କହୁଛନ୍ତି ଅପରଚ୍ୟୁନିଟି କଷ୍ଟ। କିନ୍ତୁ ଆଉ ଗୋଟେ କଥା ଏଠି ହେଇପାରେ, ଦେଖ କଥା ହେଲା ଯେ ମନିକୁ ଆମେ କେତେ ରଖିବା। ଆଉ ଗୋଟେ କଥା ହେଇପାରେ ଆମେ ନହେଲେ ମନିକୁ ଇନଭେଷ୍ଟମେଣ୍ଟ କରିବା। ଆମ ପାଖରେ ଯେଉଁ ମନି ଅଛି ତ ସେଇଟାକୁ ଆମେ ନେଇକି ଏଥର ବ୍ୟାଙ୍କିଂ ସିଷ୍ଟମରେ ସେଭ୍ କରିକି ରଖିବା, କିମ୍ବା ସେଇଟାକୁ ଆମେ ଇନଭେଷ୍ଟମେଣ୍ଟ କରିବା। ଇନଭେଷ୍ଟମେଣ୍ଟ କ'ଣ କରିବା, ମନେକର ଆମେ କିଛିଟା ଗୋଲ୍ଡରେ ଇନଭେଷ୍ଟମେଣ୍ଟ କଲେ, କି ମାନେ ଆମେ କିଛିଟା ଲ୍ୟାଣ୍ଡ ପ୍ରପର୍ଟି କିଣିଦେଲେ, କି ଆମେ କିଛିଟା ସେୟାର ମାର୍କେଟରେ ସେୟାର କିଣିଦେଲେ, କି ଆମେ ଗଭର୍ଣ୍ଣମେଣ୍ଟରେ କିଛି ସେୟାର କିଣିଦେଲେ, ଏଇ ଟାଇପ୍ର କିଛି ଆମେ କଲେ। କିନ୍ତୁ ସବୁ ଏଇଭଳିଆ ତ ବର୍ତ୍ତମାନ ଷ୍ଟେଜରେ ଆମେ ଭାବିବା ସବୁଗୁଡ଼ାକ ବଣ୍ଡ ଭାବ। ମନେକର ଲ୍ୟାଣ୍ଡ ହଉ ଇଏ ହଉ ଏତେ କମ୍ପ୍ଲିକେଟେଡ୍ ଭିତରକୁ ଆମେ ତେବେ ଯାଇନାହାନ୍ତି, ଆମେ ଖାଲି ବଣ୍ଡ ଭାବିବା। ମନେକର ଆମେ ଆଇଦର ବ୍ୟାଙ୍କରେ ସେଭ୍ କରିବା ନହେଲେ କିଛିଟା ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା। ବଣ୍ଡ ମାନେ ସେୟାର ଗୁଡ଼ାକ ଯେଉଁଟା ଆମେ କହୁଛନ୍ତି ଏଇଭଳିଆ ଗୋଟେ ଜିନିଷ ଯେଉଁଥିରେ ଆମକୁ ଲେଖା ହେଇଛି ଯେ ଯଦି ଆମେ ଏତିକି ଟଙ୍କା ଏଠି ଯଦି ଇନଭେଷ୍ଟ କରୁଛନ୍ତି ଫ୍ୟୁଚର ସମୟରେ, ମନେକର ଆମେ କହିବା ଯେ ମନେକର ଗଭର୍ଣ୍ଣମେଣ୍ଟ ବଣ୍ଡ, ଗଭର୍ଣ୍ଣମେଣ୍ଟ ଗୋଟେ ପିସ୍ ଅଫ୍ ପେପର ୟା ଲେଖିଦେବ ଯେ ତୁମେ ମଧ୍ୟ ଯଦି 100 ଟଙ୍କା ନେଇକି ଏଇ ପେପରଟା ନେଉଛ ତାହେଲେ 2 ବର୍ଷ ପରେ ତୁମକୁ 10% ଇଣ୍ଟରେଷ୍ଟ ସହ ତୁମକୁ ଫେରାଇ ଦିଆଯିବ। ପ୍ରିନ୍ସିପାଲ ହେଲା ତୁମର 100 ଟଙ୍କା ପ୍ଲସ୍ 10% ଇଣ୍ଟରେଷ୍ଟ ସହ ତୁମକୁ ଫେରାଇ ଦିଆଯିବ। ତ ଆମକୁ ଯଦି ଲାଗିଲା ଯେ ମନେକର ବ୍ୟାଙ୍କରେ ରଖିଲେ ଆମକୁ ଯେତିକି ଇଣ୍ଟରେଷ୍ଟ ମିଳୁଛି ଏଇ ବଣ୍ଡରେ ଇନଭେଷ୍ଟମେଣ୍ଟ କଲେ ତାଠୁ ଆମକୁ ଅଧିକ ମିଳୁଛି ପଇସା, ତ ଆମେ ସେଠି ଇନଭେଷ୍ଟମେଣ୍ଟ କରିବା। ଆରେ ଗଭର୍ଣ୍ଣମେଣ୍ଟରେ ଆମେ ଇନଭେଷ୍ଟମେଣ୍ଟ ଆମେ ସେଇ ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା। ତ ଇନଭେଷ୍ଟମେଣ୍ଟ ହେଉଛି ପଇସାକୁ ଆମେ ଆଇଦର ବ୍ୟାଙ୍କରେ ରଖୁଛନ୍ତି, ସେଠି କ'ଣ ପାଇଁ ରଖୁଛନ୍ତି ଆଶାରେ ଯେ ଆମକୁ କିଛି ଇଣ୍ଟରେଷ୍ଟ ମିଳିବ, କିମ୍ବା ସେଇଟା ନ କରିକି ଆମକୁ ଯଦି ଗଭର୍ଣ୍ଣମେଣ୍ଟରୁ ଅଧିକ ଇଣ୍ଟରେଷ୍ଟ ମିଳୁଛି ମନେକର ସେଠୁ, ମନେକର ବ୍ୟାଙ୍କରେ ଆମକୁ 5% ମିଳୁଥିଲା ସେଠି ଆମକୁ 10% ମିଳିଲା, ତ ନୋ ଡାଉଟ୍ ଆମେ ଯାଇକି ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା। ବୁଝୁଛ ନା ନାହିଁ? ତେଣୁ ଏଇଟା ପିଲା କେଉଁଟା ଆମେ କରାଯିବ ଏଇଟା ଡିପେଣ୍ଡ କରେ ନିଜର କ'ଣ ମଣିଷର ଆମ ପ୍ରତି ଇଣ୍ଡିଭିଜୁଆଲର ବା ଲୋକ ଯେତେ ଅଛନ୍ତି ଆମ ଇକୋନୋମିରେ ଯେଉଁମାନେ ମାନେ ଏଇସବୁ ମାନେ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ ଡିପେଣ୍ଡ କରେ ସେମାନେ କ'ଣ କରିବାକୁ ଚାହୁଁଛନ୍ତି। ଆଉ ଗୋଟେ କଥା ବଣ୍ଡ ଇନଭେଷ୍ଟମେଣ୍ଟରେ ଫ୍ଲକ୍ଚୁଏସନ୍ ହେଇପାରେ, କି ତାଙ୍କର ନିଜର ଅନୁସାରେ କେଉଁଠି ତାଙ୍କୁ ଗଭର୍ଣ୍ଣମେଣ୍ଟରେ ବ୍ୟାଙ୍କିଂ ସିଷ୍ଟମରେ ନେଇକି ରଖିବାର ଅଛି ନା ବଣ୍ଡରେ ବା କୌଣସି ଲ୍ୟାଣ୍ଡ ପ୍ରପର୍ଟିରେ କେଉଁଥିରେ ଇନଭେଷ୍ଟମେଣ୍ଟ କରିବାର ଅଛି, ଏଇଟା କମ୍ପ୍ଲିଟଲି ତାଙ୍କ ଉପରେ ଡିପେଣ୍ଡ କରେ। ହେଲା, ତେଣୁ କହିବାର ହେଲା ଯେ ଯେଉଁ ଲିକ୍ୱିଡିଟି ପ୍ରିଫରେନ୍ସଟା, ଲିକ୍ୱିଡିଟି ମାନେ ମନିରେ କେତେ ପଇସା ଆମ ପାଖରେ ରହୁଛି, କରେନ୍ସି ନୋଟ୍ସ ହିସାବରେ ଆମ ପାଖରେ କେତେ ପଇସା ରହୁଛି। ଏଇଟା ଯଦି ଗ୍ରାଜୁଆଲି ଆମେ ଆଗକୁ ଆଗକୁ ଯିବା ତାର କନସେପ୍ଟ କାଫି କ୍ଲିୟର ହେଇ ଚାଲିବ। ହେଲା, ମୁଁ କହୁଛି ଦେଖ ଲିକ୍ୱିଡିଟି ଗୋଟେ କନସେପ୍ଟ ଅଛି। ଲିକ୍ୱିଡିଟି ଇକୋନୋମିରେ ଲିକ୍ୱିଡିଟି କେତେ ଅଛି? ଲିକ୍ୱିଡିଟି ମାନେ କେତେ ପଇସା ଅଛି ଇକୋନୋମିରେ। ପଇସା ମାନେ ଆମ ପାଖରେ କେତେ ପଇସା ଅଛି, ଆମେ ଘରେ କେତେ ପଇସା ରଖିଛନ୍ତି ଖର୍ଚ୍ଚ ବାର୍ଚ୍ଚ ପାଇଁ ଯାହା ବି ପଇସା ରଖିଛନ୍ତି, କିମ୍ବା ଆମେ ଯେଉଁଟା ବ୍ୟାଙ୍କରେ କିଛିଟା ଯେଉଁଟା ଆମେ ସେଭିଂ ଆକାଉଣ୍ଟରେ ରଖିଛନ୍ତି ବା କରେଣ୍ଟ ଆକାଉଣ୍ଟରେ ରଖିଛନ୍ତି ଯେଉଁଗୁଡ଼ା କି ଡିମାଣ୍ଡ ଡିପୋଜିଟ୍ କୁହାଯାଏ, କି ଯେଉଁଟା ଆମେ ଯେତେବେଳେ ବି ଚାହିଁବା ସେତେବେଳେ ଉଠାଇ ପାରିବା। ଏଟିଏମ୍ କାର୍ଡ଼ ନେଇକି ଗଲେ ବାହାର କରିକି ଆଣିକି ଆସିଲେ କିଛି ପ୍ରୋବ୍ଲେମ୍ ନାହିଁ। ଆଗରୁ ଚାଲାନ କାଟିକି ବାହାର କରାଯାଉଥିଲା, ଆଜିକାଲି ଲୋକ ଏଟିଏମ୍ରେ ବାହାର କରୁଛନ୍ତି। ତ ଯେଉଁ ମୋମେଣ୍ଟରେ ଆମକୁ ଦରକାର ଆମେ ଯାଇକି ରାତିରେ ଦିନ 10ଟାରେ 12ଟାରେ 1ଟାରେ ଯେତେବେଳେ ଆମକୁ ଦରକାର ହେଲା ଆମେ ଯଦି ପଇସା ଧରିଲେ ଆଣିକି ବାହାର କରିଥିଲେ, ତାମାନେ ସେଇ ପଇସାଟା ଅଲରେଡ଼ି ଆମ ପାଖରେ ଅଛି। କେତେବେଳେ ଆମେ ଗୋଟେ ସୁବିଧା ପାଇଁ ବ୍ୟାଙ୍କରେ ନେଇକି ରଖିଛନ୍ତି, କେଉଁ ମୋମେଣ୍ଟରେ ବାହାର କରିକି ଆଣିବା। ବୁଝିଲା? ତ
ତେଣୁ ଏଇଭଳିଆ ହେଲା ଏଗୁଡ଼ାକ ତା ମାନେ ଏତିକି ଯେଉଁ ଇକୋନୋମିରେ ପଇସା ଚାଲିଛି ବର୍ତ୍ତମାନ ଲିକ୍ୱିଡ଼ିଟି ସେତିକି ଅଛି। ତେଣୁ ଲୋକମାନଙ୍କର ଲିକ୍ୱିଡ଼ିଟି ପ୍ରିଫରେନ୍ସ ଅନୁସାରେ ଆମକୁ କେତେ ଲିକ୍ୱିଡ଼ିଟି ଦରକାର ବିଭିନ୍ନ ଇଏକୁ ନେଇକି, ତ ସେଇ ଅନୁସାରେ ଆମେ କେତେ ଇନଭେଷ୍ଟମେଣ୍ଟ କରିବା, କେତେ ପାଖରେ ରଖିବା, କ'ଣ କରିବା ଆମ ଉପରେ ପୁରା ଡିପେଣ୍ଡ କରେ। ତେଣୁ ଏଇ ଯେଉଁ ଜିନିଷଟା ଆସିଲା ମେନ୍ ହେଲା ଆମେ କହିବା ଯେ ୟା ପଛରେ କ'ଣ ଅଛି ନା ଦୁଇଟା ମୋଟିଭ୍ ହେଇପାରେ ଲୋକଙ୍କର ହେଲା। ଗୋଟେ ମୋଟିଭ୍ କ'ଣ ହେଇପାରେ ନା ଗୋଟେ ହେଲା ଟ୍ରାଞ୍ଜାକ୍ସନ୍ ମୋଟିଭ୍, ଯେମିତି ଆମେ ନିଜର ଖର୍ଚ୍ଚ ବାର୍ଚ୍ଚ କରିବା ପାଇଁ କୋଉଠି କେତେ ରଖୁଛନ୍ତି କ'ଣ, ଏଗୁଡ଼ା ସବୁ ଟ୍ରାଞ୍ଜାକ୍ସନ୍ ମୋଟିଭ୍। ଆଉ ଗୋଟେ ହେଇପାରେ କ'ଣ, ଗୋଟେ ହେଇପାରେ ଟ୍ରାଞ୍ଜାକ୍ସନ୍ ମୋଟିଭ୍, ଆଉ ଗୋଟେ ହେଇପାରେ ସ୍ପେକୁଲେଟିଭ୍ ମୋଟିଭ୍। ଟ୍ରାଞ୍ଜାକ୍ସନ୍ ମୋଟିଭ୍ କ'ଣ, ସ୍ପେକୁଲେଟିଭ୍ ମୋଟିଭ୍ କ'ଣ ଆମେ ଦେଖିବା। ଦେଖ ଏଇ ଜିନିଷ ମୁଁ ବର୍ତ୍ତମାନ ଯାହା କହିବି ଏଇଟା ହେଉଛି ବହୁତ ବେସିକ୍ସଟା ହେଲା। ଆକୁ ଆହୁରି ସୁପର ଫାଇନ୍ ହେଉଛି, ଆଗକୁ ଟିକେ ଯିବା ଆମେ ହେଲା। ଏବେ ପୁରା ଏକଦମ ସେ ନ ଯାଇକି ଆମେ ଗ୍ରାଜୁଆଲି ଷ୍ଟେପ୍ ବାଇ ଷ୍ଟେପ୍ ଯିବା। ଦେଖ ମନେକର ମୁଁ କହିବି ଯେ ଆମ ପାଖରେ ଏତିକି ମନି ଅଛି, ଆମେ ଗୋଟେ ଟ୍ରାଞ୍ଜାକ୍ସନ୍ ମୋଟିଭ୍ରେ। ଟ୍ରାଞ୍ଜାକ୍ସନ୍ ମୋଟିଭ୍ ମାନେ କ'ଣ, ଗୋଟେ ସିମ୍ପଲ୍ ଏକ୍ଜାମ୍ପଲ୍ ମନେକର ଆମେ କରିବା। ମନେକର ମୋ ଦରମା ହେଉଛି ମାସିକ 100 ଟଙ୍କା, କି ମୋ ଦରମା ଯାହା 1000 ଟଙ୍କା ମନେକର, ତ ମୁଁ ମାସକୁ 1000 ଟଙ୍କା ପାଉଛି। ତ 1000 ଟଙ୍କାରେ ମୁଁ ମନ୍ଥର ଫାର୍ଷ୍ଟ ଦିନ 1 ତାରିଖ ଦିନ ମୋ ପାଖକୁ 1000 ଟଙ୍କା ପଳେଇ ଆସିଲା, ବୁଝିଲା। ତ ଯଦି 1000 ଟଙ୍କା ଆସିଲା ତ ମୋର ବିଭିନ୍ନ ଖର୍ଚ୍ଚ ଅଛି, ବୁଝୁଛ ନା। ତେଣୁ ମୋର ଯେତେବେଳେ ଖର୍ଚ୍ଚ ଅଛି ତ ଡେ ଟୁ ଡେ ଏକ୍ସପେନ୍ସେସ୍ ମୋର ଅଛି, ମୁଁ ଯାହା କଲି ଏମିତି ଏମିତି ହେଇ 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 ମାସ ଶେଷରେ ପହଞ୍ଚିଲା ମୋ ପାଖରେ ହେଇଗଲା ଜିରୋ। ମାନେ 1 ତାରିଖରେ ଜିରୋ, ମାସ ଶେଷ 30 ତାରିଖରେ ମୋ ପାଖରେ ହେଇଗଲା ଜିରୋ। 1 ତାରିଖରେ ଥିଲା 1000 ଟଙ୍କା, ଶେଷ ଶେଷରେ ହେଇଗଲା ଜିରୋ ଟଙ୍କା ହେଇଗଲା। ତାମାନେ ମୁଁ ଯଦି କହିବି ଆଭରେଜ ହୋଲ୍ଡିଂ କେତେ ମୋର ମନିର, ମୋର ହେଇଗଲା କେତେ 1000 ପ୍ଲସ୍ ଜିରୋ ଡିଭାଇଡ୍ ବାଇ 2 ଦ୍ୟାଟ୍ ଇଜ୍ କେତେ 500 500 ରୁପିଜ୍। ଆଭରେଜ ହୋଲ୍ଡିଂ ଅଫ୍ ମନି ମୋ ପାଖରେ ହେଉଛି 500 ରୁପିଜ୍। ମୁଁ ଏଇଭଳିଆ ଚିନ୍ତା କରିପାରିବି। ଷ୍ଟାର୍ଟିଂରେ ମୋତେ 1000 ଟଙ୍କା ମିଳିଥିଲା, କିନ୍ତୁ ଆଉ ଆସ୍ତେ ଆସ୍ତେ ଖର୍ଚ୍ଚ କରି 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 ମାସ ଶେଷକୁ ମୋ ପାଖରେ ଜିରୋ ହେଇଗଲା। ତେଣୁ ଟୋଟାଲ୍ ଯଦି ମୁଁ ଦେଖିବି ଟୋଟାଲ୍ ପିରିୟଡ଼ରେ ସ୍ପାନ୍ ଅଫ୍ ଟାଇମ୍ରେ ମୋର ଆଭରେଜ ହୋଲ୍ଡିଂ ଅଫ୍ ମନି କେତେ, ତ କେତେ 1000 ପ୍ଲସ୍ ଜିରୋ ଡିଭାଇଡ୍ ବାଇ 2 ହେବ। ତେଣୁ 500 ରୁପିଜ୍ ଆଭରେଜ ହୋଲ୍ଡିଂ ହେଲା ମୋ ପାଖରେ 500 ରୁପିଜ୍। ତ ଏଇଭଳିଆ କଥାକୁ ଯଦି ଆମେ ଭାବିବା, ମନେକର ଏମିତି ଭାବ ଯେ ମନେକର ଗୋଟେ ଇକୋନୋମିରେ 2 ଜଣ ଲୋକ ଅଛନ୍ତି ହେଲା। ଜଣେ ହେଉଛି ଗୋଟେ ଫ୍ୟାକ୍ଟ୍ରି ବନେଇଛି, ଫ୍ୟାକ୍ଟ୍ରିର ମାଲିକ, ଆଉ ଗୋଟେ ୱାର୍କର ଯେ ଫ୍ୟାକ୍ଟ୍ରି ଯେ କାମ କରୁଛି। ପୁରା ଇକୋନୋମିରେ ମାନେ ଭାରତ ବର୍ଷରେ 2ଟା ଲୋକ ଅଛନ୍ତି, ଆଉ କେହି ନାହାନ୍ତି ହେଲା। ଭାରତରେ ମାତ୍ର 2ଟା ଲୋକ ଅଛନ୍ତି, ଜଣେ ଫ୍ୟାକ୍ଟ୍ରି ବନେଇଛି ଆଉ ଜଣେ ଫ୍ୟାକ୍ଟ୍ରିରେ କାମ କରୁଛି। ତାର କଥା ହେଲା ଯେତେବେଳେ ତାକୁ ସେ 1000 ଟଙ୍କା ମନେକର 1000 ଟଙ୍କା ଦେଲା ମନେକର ସାଲାରୀ 1 ତାରିଖ, ଆଉ ସେଇ ଫ୍ୟାକ୍ଟ୍ରି ଯେଉଁ କମୋଡିଟି ଗୋଟେ କମୋଡିଟି ପ୍ରଡକ୍ଟ ପ୍ରଡ୍ୟୁସ୍ କରୁଛି, ଇଏ କେବଳ ସେଇଟା ଜିନିଷ ହିଁ କିଣିବ। ମାନେ ଯାହା ଯାହା କମୋଡିଟି ସେ ଫ୍ୟାକ୍ଟ୍ରି ସବୁ ପ୍ରଡକ୍ସନ୍, ଆଉ କିଛି ନାହିଁ। ଆଉ ଅଲଗା ଫ୍ୟାକ୍ଟ୍ରି ଇକୋନୋମିରେ ଆଉ କିଛି ନାହିଁ। ମାତ୍ର 2ଟା ଲୋକ ଅଛନ୍ତି, ସେ ଫ୍ୟାକ୍ଟ୍ରି କରିଛି, ଏ ଲୋକଟା ତାର କାମ କରୁଛି, ସେ ସବୁ ସେଇଥିରୁ କିଣିକି ଆଣିକି ଚଳିବ। ତେଣୁ ଯଦି ତାକୁ 1000 ଟଙ୍କା 1 ତାରିଖକୁ ଦେଇଦେଲା, ତ ବର୍ତ୍ତମାନ ଦେଖ ଯେତେବେଳେ 1 ତାରିଖ ଷ୍ଟାର୍ଟ ହେଲା ଗୋଟେ ମାସର, 1 ତାରିଖରେ ସେ ତାକୁ 1000 ଟଙ୍କା ଦେଲା। ଯିଏ ଲେବର ଥିଲା ବା ଯେଉଁ ୱାର୍କର ଥିଲା ତାକୁ 1000 ଟଙ୍କା ଦରମା ମିଳିଗଲା, ତ ତା ପାଖରେ ହେଲା 1000 ଟଙ୍କା। କିନ୍ତୁ ଯେଉଁ ଲୋକ ଫ୍ୟାକ୍ଟ୍ରି କରୁଛି ତାକୁ ତ କିଛି ମିଳିଲାନି, ତ କିଏ ଦରମା ଦେବ? ତା ଜିନିଷ ବିକ୍ରି ହେଲେ ତ ପୁଣି ସେ ପଇସା ପାଇବ। ତେଣୁ ସିଏ ତା ପାଖରେ ହେଲା ଜିରୋ, ତାକୁ ସେ କିଛି ଇନକମ୍ କରିନି। କିନ୍ତୁ ଇଏ ଲୋକ ଇନକମ୍ କରିଦେଲା 1000 ଟଙ୍କା ଦରମାରେ ମିଳିଗଲା ତାକୁ। ତ ଗ୍ରାଜୁଆଲି ଯାଇ ଶେଷ ହେଲା, ତ ୟା ପାଖରେ ହେଇଗଲା ଜିରୋ, କାରଣ ଏ ବିଭିନ୍ନ ପ୍ରକାର କମୋଡିଟି କିଣି ଚାଲିଲା, ଆଉ ଯାହା ଯାହା ଦରକାର ସବୁ କିଣି ଚାଲିଲା। ଆଉ ସେଇ କମୋଡିଟି କିଏ ପ୍ରଡକ୍ସନ୍ କରୁଛି? ଯେ ଫ୍ୟାକ୍ଟ୍ରିଟା କରୁଛି ସେ ସବୁ ତିଆରି କରୁଛି। ତେଣୁ ଗ୍ରାଜୁଆଲି ପଇସା ତା ପାଖକୁ ଚାଲିଲା। ତ ମାସ ଶେଷରେ ଆର ହେଇଗଲା ଜିରୋ, ତାର ହେଇଗଲା 1000। ଫ୍ୟାକ୍ଟ୍ରି ଓନର ବର୍ତ୍ତମାନ 1000 ଟଙ୍କା ପାଇଗଲା, ଇଏ ହେଇଗଲା ଆ ପାଖରେ ହେଇଗଲା ଜିରୋ, ଆ ପାଖରେ କିଛି ପଇସା ନାହିଁ। ତେଣୁ ଯଦି ଏଇ ପରିପ୍ରେକ୍ଷୀରେ ଆମେ କହିବା ଯେ ଟ୍ରାଞ୍ଜାକ୍ସନ୍ କେତେ ଟଙ୍କାର ହେଲା ବା ଟର୍ଣ୍ଣଓଭର କେତେ ଟଙ୍କାର ହେଲା, ସିଏ ଦେଲା 1000, ଇଏ କିଣିଦେଲା 1000, ତାମାନେ 2000 ଟଙ୍କା। କିନ୍ତୁ କଥା ହେଉଛି ସେଇ 1000 ଟଙ୍କାର ଏପଟ ସେପଟ ହେଇଛି, କିନ୍ତୁ ଟ୍ରାଞ୍ଜାକ୍ସନ୍ ହେଇଛି। ତା ମାନେ ଏଇଠି କ'ଣ କହିବା ଯେ ଯେଉଁ ଟର୍ଣ୍ଣଓଭର ହେଲା ବା ଏଇଟାକୁ ଆମେ କହିବା ଯେ କେତେ ଥର ପ୍ରତି ୟୁନିଟ୍ କରେନ୍ସି କେତେଟା ହ୍ୟାଣ୍ଡ ଚେଞ୍ଜ କଲା, ଗୋଟେ ପର୍ଟିକୁଲାର ଟାଇମ୍ ପିରିୟଡ଼ରେ କେତେ ଥର ହ୍ୟାଣ୍ଡ ଚେଞ୍ଜ କଲା। ଏଠି ଗୋଟେ ପର୍ଟିକୁଲାର ଟାଇମ୍ ପିରିୟଡ଼ ହେଉଛି ଗୋଟେ ମନ୍ଥ। ଗୋଟେ ମନ୍ଥ ସମୟ ଭିତରେ ପ୍ରତି ୟୁନିଟ୍ କରେନ୍ସି କେତେ ଥର ହ୍ୟାଣ୍ଡ ଚେଞ୍ଜ କଲା। ଏଇଟାକୁ ଆମେ କହିବା ଭେଲୋସିଟି ଅଫ୍ ସର୍କୁଲେସନ୍ ଅଫ୍ ମନି। ଏଇ ଜିନିଷଟାକୁ ଆମେ କ'ଣ କହିବା? ଭେଲୋସିଟି ଅଫ୍ ସର୍କୁଲେସନ୍ ଅଫ୍ ମନି। ଗୋଟେ ପ୍ରତି ୟୁନିଟ୍ କରେନ୍ସି ପ୍ରତି ଗୋଟେ ସ୍ପେସିଫାଇଡ୍ ଟାଇମ୍ ପିରିୟଡ଼ ଭିତରେ କେତେ ଥର ହ୍ୟାଣ୍ଡ ଚେଞ୍ଜ କରୁଛି। ଆଜି ମୋ ପାଖରେ ଥିଲା, କାଲି ତମ ପାଖକୁ ଗଲା, ତା ପାଖକୁ ଆସିଲା, ତା ପାଖକୁ ଗଲା। ସୋ ଏଇଟା କେତେ ଥର ହ୍ୟାଣ୍ଡ ଚେଞ୍ଜ କରୁଛି, ଏଇଟାକୁ ଆମେ କହିବା ଭେଲୋସିଟି ଅଫ୍ କରେନ୍ସି। ଆଉ ଭେଲୋସିଟି ଅଫ୍ କରେନ୍ସି ଯେତେ ହେବ ଇକୋନୋମି ପାଇଁ ସେତେ ଭଲ। କାରଣ ଯଦି ୟୁନିଟ୍ ଅଫ୍ କରେନ୍ସିର ଗୋଟେ ମେଜର ପୋର୍ସ, ଆମର ଯଦି ମେଜର ଯେଉଁ ଆମର ଯେତିକି ମନି ସପ୍ଲାଏ ଅଛି କରେନ୍ସିରେ, ଆଗକୁ ସବୁ କୁହା ହେବ ଏଗୁଡ଼ା, ଯେତିକି ମନି ସପ୍ଲାଏ ତାର କିଛିଟା ପୋର୍ସନ୍ ଷ୍ଟକ୍ ହେଇ ଗୋଟେ ଜାଗାରେ ରହିଯାଉଛି। ତା ମାନେ
ଇକୋନୋମିକ୍ ଆକ୍ଟିଭିଟିଜ୍ ହଉନି ଇକୋନୋମିରେ। ପଇସା ଗୋଟେ ଜାଗାରେ ଷ୍ଟକ୍ ହେଇକି ଅଛି। ଆଉ ଯଦି ପଇସାଟା ଗୋଟେ ଜାଗାରେ ଷ୍ଟକ୍ ହେଇକି ରହିଲା ଇକୋନୋମିକ୍ ଆକ୍ଟିଭିଟିଜ୍ ହଉନି। ଆଉ ଯଦି ଇକୋନୋମିକ୍ ଆକ୍ଟିଭିଟିଜ୍ ହଉନି ଯେହେତୁ ମନିଟା ଗୋଟେ ଜାଗାରେ ଷ୍ଟକ୍ ହେଇକି ରହିଗଲା ତାମାନେ ଇକୋନୋମିକ୍ ଆକ୍ଟିଭିଟିଜ୍ ହଉନି। ଆଉ ଇକୋନୋମିକ୍ ଆକ୍ଟିଭିଟିଜ୍ ନହେଲେ ଡେଭଲପମେଣ୍ଟ ଇକୋନୋମିର ପସିବଲ୍ ନୁହେଁ। ତେଣୁ ଭେଲୋସିଟି ଅଫ୍ କରେନ୍ସିଟା ଯେତେ ହେବ ସେତେ ଇକୋନୋମି ପାଇଁ ବଢ଼ିଆ। ଦ୍ୟାଟ୍ ଇଜ୍ ଏ ଗୁଡ୍ ଫିଚର୍ ଫର୍ ଇକୋନୋମି ହେଲା। এই ପରିପ୍ରେକ୍ଷୀରେ ଦେଖ ତମେ ଯେତେବେଳେ ଏନ୍ସିଆରଟି ପଢ଼ିବ ଏଥିରେ କିଛିଟା ସବୁ ଷ୍ଟାଟିଷ୍ଟିକାଲ ଇକ୍ୱେସନ୍ ଲେଖା ହେଇଛି ଯୋଉଟା ଜାଣିବା ଦରକାର ନାହିଁ। ଆମକୁ କେବଳ କନସେପ୍ଚୁଆଲାଇଜେସନଟା ଦରକାର। ବେଶୀ କନସେପ୍ଟଟା ହେଉଛି କ'ଣ, କାରଣ ଆମେ ଇକୋନୋମିକ୍ସର ବେଶୀ ଡେପ୍ଥକୁ ଯାଉନାହାନ୍ତି। ଆମର କେବଳ କନସେପ୍ଟଟା ଦରକାର ଯେ ହେଉଛି କ'ଣ, ସେ ଜିନିଷଟା ଖାଲି ଲେମ୍ୟାନ୍ ଲାଙ୍ଗୁଏଜରେ ବୁଝିଯିବା ଦରକାର। ଆଉ ଏଥିରେ କିଛି କିଛି ଜିନିଷ ଯୋଉଟା ଏକ୍ଜାମରେ ଆସିବ ସେଗୁଡ଼ା ମନେ ରଖିବା ଦରକାର। ବୁଝିଲେ, ସେତିକି ହେଲେ ଆମ କାମ ହେଇଯିବ। ତାପରେ କ'ଣ ହବ ଦେଖ, ମନେକର ମୁଁ ଏଇଭଳିଆ କଥା କହିବି ଯେ ଗୋଟେ ଇକୋନୋମିରେ ଆଉ ଗୋଟେ କଥା ହେଇପାରେ ସ୍ପେକୁଲେଟିଭ। ଏଇଟା ହେଲା ଆମର କ'ଣ ନା, ଏଇଟା ହେଲା ଆମର ଟ୍ରାଞ୍ଜାକ୍ସନ୍ ମୋଟିଭ୍। ତା ମାନେ ଟ୍ରାଞ୍ଜାକ୍ସନ୍ ମୋଟିଭ୍ରେ ଆମର ଡିମାଣ୍ଡ କେତେ ରହିବ କରେନ୍ସି ପାଇଁ ଆମ ଇକୋନୋମିରେ, ଆମେ କେତେ ଟଙ୍କା ଖର୍ଚ୍ଚ କରିବା, କ'ଣ କରିବା, କେତେ ସେଭ୍ କରିବା, କ'ଣ କରିବା, ତାର ଡିପେଣ୍ଡ କରେ। ତ ଆମର ଟ୍ରାଞ୍ଜାକ୍ସନ୍ ମୋଟିଭ୍ ଗୋଟେ ହେଇପାରେ ଡିମାଣ୍ଡ ଅଫ୍ ମନିର, କିମ୍ବା ଆଉ ଗୋଟେ ହେଇପାରେ ସ୍ପେକୁଲେଟିଭ୍ ମୋଟିଭ୍। ସ୍ପେକୁଲେଟିଭ୍ ମୋଟିଭ୍ ମାନେ ମନେକର ଆମେ କଲେ ଆମକୁ କ'ଣ ବେଳେବେଳେ ଆମକୁ ଲାଗୁଛି ଯେ ପଇସାର କାଫି ଫ୍ଲକ୍ଚୁଏସନ୍ ହେଉଛି। ଯେମିତି ଦେଖିବ ଗ୍ରାଜୁଆଲି ପଇସାର ଭ୍ୟାଲ୍ୟୁରେ ବା ପଇସାର ଯେଉଁ ପରଚେସିଂ ପାୱାରରେ ମାନେ ଆମର ଯେଉଁ ଇଣ୍ଡିଆନ୍ କରେନ୍ସିର ପରଚେସିଂ ପାୱାରରେ କାଫି ଫ୍ଲକ୍ଚୁଏସନ୍ ରହୁଛି। ତେଣୁ ଲୋକମାନେ କ'ଣ କରୁଛନ୍ତି ନା ତାକୁ ଅଲଗା ଜାଗାରେ ଇନଭେଷ୍ଟମେଣ୍ଟ କରିବାକୁ ଟ୍ରାଏ କରୁଛନ୍ତି। ଆଇଦର ଗଭର୍ଣ୍ଣମେଣ୍ଟର ବଣ୍ଡ କିଣି ଦେଉଛନ୍ତି, ନହେଲେ ବେସିକାଲି ଗୋଲ୍ଡରେ ଇନଭେଷ୍ଟମେଣ୍ଟ କରୁଛନ୍ତି, କିମ୍ବା ଲ୍ୟାଣ୍ଡେଡ୍ ପ୍ରପର୍ଟିରେ ଇନଭେଷ୍ଟମେଣ୍ଟ କରୁଛନ୍ତି। କାରଣ ମନେକର ତୁମେ ଗୋଲ୍ଡ କିଣିଲ, ତ ଯେତେବେଳେ ପର୍ଟିକୁଲାର ଟାଇମ୍ରେ ଯେଉଁ ଟାଇମ୍ରେ ଆମେ ଚାହିଁବା ତ ସେଇ ଅନୁସାରେ ତା ଭ୍ୟାଲ୍ୟୁ ଚେଞ୍ଜ ହେଉଛି। ଆମ ପାଖରେ ମନେକର ପଇସାକୁ ଆମେ ଷ୍ଟକ୍ କରିକି ରଖିଛନ୍ତି ଗୋଟେ ଜାଗାରେ, ପଇସାକୁ ଷ୍ଟକ୍ କରିକି ରଖିଛନ୍ତି, ତ ପଇସାର ଯେଉଁ ମନେକର ଫ୍ଲକ୍ଚୁଏସନ୍ ହେବ ତମ ଭ୍ୟାଲ୍ୟୁ ପରଚେସିଂ ପାୱାର ପଇସାର କମିପାରେ, କମିଯାଇପାରେ, କିଛି କହିହେଉନି। କିନ୍ତୁ ଯଦି ଆମେ ଲ୍ୟାଣ୍ଡରେ ହିଁ ପଇସାକୁ ଇନଭେଷ୍ଟ କରିକି ଲ୍ୟାଣ୍ଡ ଆମ ପାଖରେ ରଖିଛନ୍ତି, କି ଗୋଲ୍ଡରେ କିଣିକି ସେ ପଇସାରେ ଆମେ ଗୋଲ୍ଡ କିଣିକି ଆମ ପାଖରେ ରଖିଛନ୍ତି, କି କୌଣସି ଗଭର୍ଣ୍ଣମେଣ୍ଟର ବଣ୍ଡ କିଣିକି ଆମ ପାଖରେ ରଖିଛନ୍ତି, ତ ପଇସାର ଫ୍ଲକ୍ଚୁଏସନ୍ ଆମକୁ କିଛି ପ୍ରୋବ୍ଲେମ୍ ହେଉନି। କାରଣ ଏଇଟା ସେଇ ସମୟରେ ଆମେ ବିକ୍ରି କରିବା, ସେଇ ସମୟ ଅନୁସାରେ ଆମକୁ ଲାଭ ମିଳିଯିବ। କାରଣ ଆମକୁ ମନେକର ଆମେ ବଣ୍ଡ କିଣିଛନ୍ତି, ଗଭର୍ଣ୍ଣମେଣ୍ଟର ପ୍ରୋମିଜ୍ ଅଛି ଯେତିକି ହେବ ତାର 10% ଦେବ, ବୁଝୁଛୁ ନା ନାହିଁ। ତେଣୁ ସେ ଅନୁସାରେ ଆମେ ଯେତିକି ପଇସା ଥିବ ତାର 10% ଅନୁସାରେ ପାଇଯିବା। କି ଆମେ ଲ୍ୟାଣ୍ଡ ପ୍ରପର୍ଟିରେ ଇନଭେଷ୍ଟମେଣ୍ଟ କରୁଛନ୍ତି, ତ ପର୍ଟିକୁଲାର ଟାଇମ୍ରେ ଏହି ସମୟରେ ଲ୍ୟାଣ୍ଡର କାଫି ରେଟ୍ ବଢ଼ିଥିବ, ତ ସେ ଆମକୁ ମିଳିବ। ତ ଲୋକଙ୍କୁ ସେଇଟା ଗୋଟେ ସେଫ୍ ଅପସନ୍ ଲାଗୁଛି ଯେ ନାଇଁ ଯଦି ପଇସା ଏମିତି ଫ୍ଲକ୍ଚୁଏସନ୍ କରିବା ତ ସେଠି ଆମେ ଆର ପରଚେସିଂ ପାୱାର କମିଯାଇପାରେ ମନିର, ତ ଆମେ ଏଇ ପ୍ରପର୍ଟିରେ ଇନଭେଷ୍ଟମେଣ୍ଟ କରିଦେବା। କିମ୍ବା ଆଉ ଗୋଟେ ହେଇପାରେ ମନେକର ଆଉ ଗୋଟେ କଥା ହେଇପାରେ ଯେ ମନେକର ଆମ ପାଖରେ ଅପସନ୍ ହେଇପାରେ କି ଆମେ ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା, ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା ନା ବ୍ୟାଙ୍କରେ ନେଇକି ରଖିବା। ତ ଆମକୁ ପ୍ରିଫରେନ୍ସ ମିଳିବ ଯେ ନାଇଁ ମନେକର ଆମକୁ କେତେ ପରସେଣ୍ଟ ଇଣ୍ଟରେଷ୍ଟ ମିଳୁଛି। ମନେକର ଆମକୁ ଇଣ୍ଟରେଷ୍ଟ ମିଳୁଛି 10% ବଣ୍ଡରେ। ଆମେ ନେଇକି ବଣ୍ଡ କିଣିଲେ 2 ବର୍ଷ ପରେ ତା 10% ହିସାବରେ ଆମକୁ ପ୍ରିନ୍ସିପାଲ ସହିତ ମିଳିଯିବ। ଆମେ ନେଇକି ସେଇ ପଇସା ନେଇକି ମନେକର ଆମ ପାଖରେ 100 ଟଙ୍କା ମନେକର ଅଛି, 100 ଟଙ୍କା ନେଇକି ଆମେ ମନେକର ରଖିଲେ କୋଉଥିରେ, ବ୍ୟାଙ୍କରେ, ଗୋଲ୍ଡରେ, କୌଣସି ବଣ୍ଡରେ, ପର୍ଟିକୁଲାର ବଣ୍ଡରେ ଏକ୍ଜାମ୍ପଲ୍ ନେବା। ମନେକର ଆମେ ବଣ୍ଡରେ ଇନଭେଷ୍ଟମେଣ୍ଟ କଲେ, କୌଣସି ସେୟାର ଇନଭେଷ୍ଟମେଣ୍ଟ କଲେ, ତ ଆମକୁ ସେଥିରେ ଲେଖା ହେଲେ 10%ରେ ତୁମକୁ 2 ବର୍ଷ ପରେ ମିଳିଯିବ, ପ୍ରିନ୍ସିପାଲ ସହିତ ମିଳିଯିବ। ତାମାନେ 100 ହେଲେ 2 ବର୍ଷ ପରେ 120 ଟଙ୍କା ମିଳିଲା। 100ର ପ୍ରଥମ ବର୍ଷରେ 10 ଟଙ୍କା, ତାପର ବର୍ଷରେ 10 ଟଙ୍କା, ତେଣୁ ଆମକୁ କେତେ ମିଳିଲା, ମନେକର 120 ଟଙ୍କା ମିଳିଲା। କିନ୍ତୁ ଯଦି ସେଇ ଜିନିଷକୁ ଆମକୁ କୁହାହବ ଯେ ଆମେ ନେଇକି ବ୍ୟାଙ୍କରେ ରଖିବା, ଆମକୁ ହେଲା 5%। କିନ୍ତୁ ମନେକର 5% ଇଣ୍ଟରେଷ୍ଟରେ ତମେ ନେଇକି ବ୍ୟାଙ୍କ, ତ ଆମକୁ ଠିକ୍ ଲାଗୁନି। ଆମକୁ ଲାଗୁଛି ବ୍ୟାଙ୍କରେ ଆମକୁ କମ୍ ପଇସା ମିଳୁଛି, ତ ଆମକୁ ବେଟର ଲାଗିବ ଯେ ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା। ଆଉ ବଣ୍ଡରେ ଇନଭେଷ୍ଟ କରିବା ମାନେ କ'ଣ ହେଉଛି ନା, ଗୋଟେ ପ୍ରୋବ୍ଲେମ୍ ହେଉଛି କ'ଣ, ମନେକର ଆମେ ଯଦି ବ୍ୟାଙ୍କରେ ରଖିବା, ବ୍ୟାଙ୍କରେ ଆମେ ସେଭିଂ ଆକାଉଣ୍ଟରେ ରଖିବା, କରେଣ୍ଟ ଆକାଉଣ୍ଟରେ ରଖିବା, ସେଭିଂ ଆକାଉଣ୍ଟରେ ରଖିବା। ମନେକର ଆମେ ସେଭିଂ ଆକାଉଣ୍ଟରେ ବହୁତ ଲିମିଟେଡ୍ ଆମକୁ ମନେକର 5% ଇଣ୍ଟରେଷ୍ଟ ମିଳିବ। କିନ୍ତୁ ସେଭିଂ ଆକାଉଣ୍ଟରେ ରଖିଲେ କ'ଣ, ଆଉ ଗୋଟେ ପ୍ଲସ୍ ପଏଣ୍ଟ ହେଉଛି କ'ଣ, ଆମେ କେତେବେଳେ ଚାହିଁଲେ ବି ତାକୁ ବାହାର କରି ଆଣିବା, ଆମେ ଇନଭେଷ୍ଟମେଣ୍ଟ କରିବା। ତା ମାନେ ସେଇଟା ଅଲରେଡ଼ି ଆମ ମନି ସପ୍ଲାଇରେ ଅଛି, ଲିକ୍ୱିଡ଼ିଟିରେ ଅଛି, ଆମ ଲିକ୍ୱିଡ଼ କରେନ୍ସିରେ ଅଛି, ସେଇଟା କେତେବେଳେ ଚାହିଁଲେ ବାହାର କରି ଖର୍ଚ୍ଚ କରିପାରିବା। କିନ୍ତୁ ଆମେ ଗଭର୍ଣ୍ଣମେଣ୍ଟର ବଣ୍ଡ କିଣି ଦେଉଛନ୍ତି, ଆମକୁ ହେଲା 2 ବର୍ଷ ପରେ ତୁମକୁ ଏଇ ପଇସାଟା ମିଳିବ। 2 ବର୍ଷ ପରେ ହିଁ ତୁମକୁ ମ୍ୟାଚୁରିଟି ସହିତ ତୁମର ପ୍ରିନ୍ସିପାଲ ଆମାଉଣ୍ଟଟା ମିଳିବ। କି କେତେବେଳେ ଆମେ ଗୋଲ୍ଡରେ ଇନଭେଷ୍ଟ କରୁଛନ୍ତି, କି ଅଲଗା କୌଣସି ଲ୍ୟାଣ୍ଡେଡ୍ ପ୍ରପର୍ଟିରେ ଇନଭେଷ୍ଟ କରୁଛନ୍ତି। ଏମିତି ନୁହଁ ଯେ ଲ୍ୟାଣ୍ଡ ପ୍ରପର୍ଟି ଆଜି କିଣିଛନ୍ତି କାଲି ବିକିଦେବା, ଏମିତି ତ ନୁହଁ। ତ ଆଜି କିଣିଛନ୍ତି ମାନେ କିଛି ସମୟ ପରେ ତ ପୁଣି ବିକିବା ନା, ଆଜି କିଣିଲେ କାଲି ବିକିବା, ଏଇ ଟାଇପ୍ର ତ ଜେନେରାଲି ଏଇଟା ଫିଜିବଲ୍ ନୁହେଁ। ତେଣୁ ଜେନେରାଲି ଆମ ପ୍ରିଫରେନ୍ସ ଅନୁସାରେ ଆମେ କ'ଣ କରିବା, ଆମ ସ୍ପେକୁଲେସନ୍ ଅନୁସାରେ ଆମକୁ କ'ଣ ଲାଗୁଛି, ଯେଉଁଟା ଠିକ୍ ଲାଗୁଛି ସେଇ ଅନୁସାରେ କରାହବ।
କିନ୍ତୁ କଥା ହେଲା ଯେ ଗ୍ରାଜୁଆଲି ଦିନ ଏମିତି ଆସିପାରେ ଯେ ଲାଗେ ଯେ ନାଇଁ ସେଠି ବଣ୍ଡରେ ଆମକୁ କ'ଣ କରାହେଉଛି ନା ବଣ୍ଡରେ ଏତେ ପଇସା ମିଳୁନି, ବର୍ତ୍ତମାନ ଏଠି କ'ଣ ହେଉଛି ନା ବ୍ୟାଙ୍କରେ ରଖିଲା ମାନେ ପଇସା ଆମକୁ ବେଶୀ ମିଳୁଛି। ବ୍ୟାଙ୍କରେ ବ୍ୟାଙ୍କରେ କ'ଣ କରାଯାଉଛି ନା ଆମକୁ ଗ୍ରାଜୁଆଲି ଇଣ୍ଟରେଷ୍ଟ ରେଟ୍ ମାନଙ୍କର ବେଶୀ ମିଳିଲା, ବା ସେଠି ବହୁତ ଗୁଡ଼େ ପ୍ରୋବ୍ଲେମ୍ସ ରହୁଛି, ଜେନେରାଲି କାଢ଼ିବାରେ ପ୍ରୋବ୍ଲେମ୍ ହେଉଛି, କ'ଣ ଅଲଗା ବହୁତ କନଷ୍ଟ୍ରେଣ୍ଟ ଆସିଲା ମନେକର, ତ ଲୋକଙ୍କୁ ପ୍ରିଫରେନ୍ସ ଲାଗିଲା ଯେ ନାଇଁ ବର୍ତ୍ତମାନ ଏଠି ନେଇ ବ୍ୟାଙ୍କରେ ରଖିବା ସେଫ୍, ସେଥିରେ କିଏ ପଶୁଛି, ଏତେ ଝାମେଲାରେ କିଏ ପଶୁଛି। ତ ଆମେ ତା ମାନେ କ'ଣ କଲେ ନା ପଇସା ବ୍ୟାଙ୍କରେ ହିଁ ରହିଲା, ତା ମାନେ ଲିକ୍ୱିଡିଟିରେ ରହିଲା, ଆମେ କେତେବେଳେ ଚାହିଁଲେ ବାହାର କରିବା। ତ ଲିକ୍ୱିଡିଟିରେ ପଇସା ଆମେ ଲିକ୍ୱିଡିଟି ଆଣୁଛନ୍ତି, ପୁଣି ନେଇକି ରଖୁଛନ୍ତି ବ୍ୟାଙ୍କରେ, ପୁଣି ଆଣୁଛନ୍ତି ବ୍ୟାଙ୍କ ନେଇକି ରଖୁଛନ୍ତି। ତା ମାନେ ପଇସାଟା ଇନଭେଷ୍ଟମେଣ୍ଟ ଅଲଗା କୋଉଠି ହଉନି। ଆମକୁ ବଣ୍ଡରେ ଇନଭେଷ୍ଟ କରିବାର ଅଛି, କି ବିଭିନ୍ନ ପ୍ରପର୍ଟି ଲ୍ୟାଣ୍ଡ ପ୍ରପର୍ଟିରେ ଇନଭେଷ୍ଟମେଣ୍ଟ କରିବାର ଅଛି, କି ଗୋଲ୍ଡରେ ଇନଭେଷ୍ଟମେଣ୍ଟ କରିବାର ଅଛି, କି ଅଲଗା କୋଉଠି ଇନଭେଷ୍ଟମେଣ୍ଟ କରିବାର ଅଛି, ସେଇଟା ନ କରିକି ଆମେ ପଇସା ଆଣୁଛନ୍ତି, ପୁଣି ନେଇକି ବ୍ୟାଙ୍କରେ ରଖୁଛନ୍ତି, ପୁଣି ଆଣୁଛନ୍ତି, ପୁଣି ନେଇକି ବ୍ୟାଙ୍କରେ ରଖୁଛନ୍ତି। ତା ମାନେ ଗୋଟେ ଲିକ୍ୱିଡର ସର୍କୁଲେସନ ଏଠି ହଉଛି, ଆଉ ପରେ ହଉନି, ଆଉ ଯୋଉଟା ବି ଭଲ ନୁହେଁ। ଯଦି ପଇସାଟା ଇନଭେଷ୍ଟମେଣ୍ଟ ନ ହବ ତ ଇକୋନୋମି ପାଇଁ ସେଟା ଗୋଟେ ଭଲ ଲକ୍ଷଣ ନୁହେଁ। ପଇସା ସବୁବେଳେ ଇନଭେଷ୍ଟମେଣ୍ଟ ହେବା ଦରକାର, କାରଣ ଇନଭେଷ୍ଟମେଣ୍ଟ ହେଲେ ଆସେଟ୍ କ୍ରିଏସନ୍ ହବ, ଆଉ ଆସେଟ୍ କ୍ରିଏସନ୍ ହେଲେ କି ଜବ୍ ଏମ୍ପ୍ଲୟମେଣ୍ଟ ଆରମ୍ଭ କରିକି ଇକୋନୋମିର ଅଲଗା ଯେଉଁ ରିକ୍ୱାରମେଣ୍ଟ ଅଛି ସେଟା ସବୁ ହବ। ତେଣୁ ଏଇ ଯେଉଁ କଣ୍ଡିସନଟା ହେଲା ଯେ ପଇସାକୁ ଆମେ ଇନଭେଷ୍ଟମେଣ୍ଟ ନ କରିକି ଆମକୁ ବେଟର ଲାଗୁଛି ଆମେ ବ୍ୟାଙ୍କରେ ରଖିବା, ପୁଣି ଆଣି ଖର୍ଚ୍ଚ କରିବା, ପୁଣି ବ୍ୟାଙ୍କରେ ରଖିବା, ତ ବ୍ୟାଙ୍କ ଆମେ ଚାଲିଛି। ତ ଏଇଟା ହବ ଏଇ କଣ୍ଡିସନଟାକୁ କୁହାହବ ଲିକ୍ୱିଡିଟି ଟ୍ରାପ୍। ଏଇଭଳିଆ କଣ୍ଡିସନ ହେଲେ ଆର୍ବିଆଇ ଇଣ୍ଟରଫିୟର କରିବେ, ବିଭିନ୍ନ ପ୍ରଲୋଭନ ଦେଖିକି ଲୋକଙ୍କୁ ତାଙ୍କର ପଲିସି ୟୁଜ୍ କରିବେ ସବୁ। ତେଣୁ ଇଏ ଗୋଟେ ପ୍ରକାର କଣ୍ଡିସନ୍ସ ହେଇପାରେ। ଏଇ କଣ୍ଡିସନକୁ ଆମେ କ'ଣ କହିବା, ଲିକ୍ୱିଡ ଟ୍ରାପ୍ କହିବା। ତେଣୁ କଥା ହେଲା ତ ବର୍ତ୍ତମାନ ସୁଦ୍ଧା ଗୋଟେ ଆସିଗଲା ଯେ ମାର୍କେଟରେ ବା ଇକୋନୋମିରେ ମନିର ହେଲାକୁ ଆମେ ଗୋଟେ ମିଡିୟମ ଏକ୍ସଚେଞ୍ଜ ହିସାବରେ ନେଉଛନ୍ତି, ଯୋଉଟାକୁ ଆମେ ଲିଗାଲ ଟେଣ୍ଡର କହୁଛନ୍ତି। ଲିଗାଲ ଟେଣ୍ଡର କାହିଁ କୁହାହଉଛି ନା ଯୋଉ ଇକୋନୋମିରେ କରେନ୍ସିର ଭ୍ୟାଲିଡିଟି ଅଛି, ସେଇ ଇକୋନୋମିର ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣରଙ୍କର ସିଗ୍ନେଚର ଲାଗିଛି ସେଥିରେ ଯାହା ଲାଗି ଯେତିକି ପଇସା ଲେଖା ହେଇଛି ସେତିକି ପଇସାର କମୋଡିଟି ତମେ ମାର୍କେଟ ଯୋଉ ଜାଗାକୁ ଯିବ ଇକୋନୋମିର ସେଇଠୁ ତମକୁ ମିଳିବ। ଆଉ ଯଦି ବି କିଛି ପ୍ରୋବ୍ଲେମ ହେବ ତମକୁ ଆର୍ବିଆଇ ବି ଦେବ ପଇସା, କିଛି ଡରିବାର ନାହିଁ। ତେଣୁ ଆମ ପାଖରେ ଯେତେ ପଇସା ଲାଗେ ଆମ ପାଖରେ କୌଣସି ଶଙ୍କା ନାହିଁ, ଆମ ପାଖରେ ଯାହା ନୋଟ୍ସ ଅଛି, ଯାହା କରେନ୍ସି ଅଛି, ଆମେ ଜାଣିଲେ ଯେ ପଇସାର ଭ୍ୟାଲୁ ଆମକୁ ଯେମିତି ହେଲେ ମିଳିବ ହେଲା। ତେଣୁ ସେଥିପାଇଁ ସେଟାକୁ ଲିଗାଲ ଟେଣ୍ଡର କୁହାଯାଉଛି। ଆଉ ଗୋଟେ କଥା ହେଲା ଦେଖିବା ବର୍ତ୍ତମାନ ଆମର ଆସିଗଲା ଯେ ଏଇ ଯୋଉ ମନି ସପ୍ଲାଇଟା ହେଉଛି, ତା ମାନେ ଇକୋନୋମିରେ କେତେ ପଇସା ରହିବ, କେତେ ମନି ରହିବ, କ'ଣ ସେଣ୍ଟ୍ରାଲ ବ୍ୟାଙ୍କର ଏଇଟା ହେଲା କାମ, ଏଟାକୁ କେମିତି ସେ ମେକାନିଜିମକୁ କେମିତି କଣ୍ଟ୍ରୋଲ କରିବା। ଦେଖ ସବୁବେଳେ ମନେ ରଖ ଆର୍ବିଆଇର ଯେଉଁ ମେଜର କାମ ହେଉଛି ଦୁଇଟା, ଗୋଟେ ହେଲା ମନି ସପ୍ଲାଇକୁ କଣ୍ଟ୍ରୋଲ କରିବା ସୋ ଦ୍ୟାଟ୍ ଇନଫ୍ଲେସନ୍ ଗୋଟେ ଷ୍ଟାବିଲିଟିରେ ଗୋଟେ ଷ୍ଟେବୁଲ୍ ହେଇକି ରହିବ। ଇନଫ୍ଲେସନକୁ ଷ୍ଟେବୁଲ୍ କରିକି ରଖିବା, ଯେମିତି ସବୁ ଜିନିଷର ଜେନେରାଲ ପ୍ରାଇସର ଦରଦାମ ବଢ଼ି ନଯାଉ, ବହୁତ ଉପରକୁ ବଢ଼ି ନଯାଉ। ଯଦି ଏମିତି ହେଲା ଇକୋନୋମି କୋଲାପ୍ସ କରିଯାଇପାରେ। ଆରେ କାଲି ଯଦି ଏମିତି କଣ୍ଡିସନ୍ସ ଆସିବ ତ ଲାଗିବ ତେଲରେ ପେଟ୍ରୋଲ ପିଛା 1000 ଟଙ୍କା, ତ କ'ଣ ହବ ଅବସ୍ଥା ସମସ୍ତଙ୍କର? କୋଲାପ୍ସ କରିଯିବ ବୋଲି, ତ ଲୋକ କେହି ଗାଡ଼ି ମଟର ଚଲେଇବେନି, ବସ୍ ଚାଲିବନି, କିଛି ଚାଲିବନି, ତ ଇକୋନୋମିକ୍ ଆକ୍ଟିଭିଟିଜ୍ ହବ କେମିତି? ଇକୋନୋମି କୋଲାପ୍ସ କରିବ। ଯେମିତି ବର୍ତ୍ତମାନ ହେଉଛି କୋଉଠି, ଯେମିତି ଶ୍ରୀଲଙ୍କାରେ ହେଉଛି ବର୍ତ୍ତମାନ ହାଇପର ଇନଫ୍ଲେସନ୍, ବୁଝୁଛ ନା ନାଇଁ? ତେଣୁ ଏଇଟା ହେଉଛି ସେଣ୍ଟ୍ରାଲ ବ୍ୟାଙ୍କର ଏଇଟା ହେଲା ମ୍ୟାନେଜ କରିକି ରଖିବା, ସବୁବେଳେ ଇନଫ୍ଲେସନକୁ ଷ୍ଟେବୁଲ୍ କରିକି ରଖିବା, ସୋ ଦ୍ୟାଟ୍ ମନି ସପ୍ଲାଇ କେମିତି କଣ୍ଟ୍ରୋଲ କରି ଇନଫ୍ଲେସନ୍ ଷ୍ଟେବୁଲ୍ ହେଇକି ରହିବ। ମେଜର ଫଙ୍କସନ୍ ଏଇଟା। ବାକି ଅଲଗା କେମିତି ହେବ ତା ସବୁ ବିଭିନ୍ନ ପ୍ରକାର ଦେଖିବା। ଦେଖ ପ୍ରଥମ କଥା ହେଲା ଯେ କ'ଣ ହବ ନା ଆମ ପାଖରେ ଯେଉଁ ମନି ଅଛି ହେଲା, ମୁଁ ଯେମିତି କହିଲି ଯେ ଯେଉଁ ମନି ସପ୍ଲାଇ ଆମ ପାଖରେ ଅଛି, ମନି ଆଇଦର ଆମ ପାଖରେ କରେନ୍ସି ନୋଟ୍ସରେ ଥିବ କିମ୍ବା କଏନ୍ସରେ ଥିବ ହେଲା। ଯଦି କରେନ୍ସିରେ ଅଛି ତାହେଲେ କରେନ୍ସିଟା ସବୁବେଳେ ପ୍ରିଣ୍ଟ କରୁଛନ୍ତି କିଏ? ସେ ଆର୍ବିଆଇ ଦ୍ୱାରା ପ୍ରସ୍ତୁତ କରାହେଉଛି। କିନ୍ତୁ କଏନ୍ସ ଗୁଡ଼ାକ ମୁଁ ଯେମିତି କହିଲି ଯେ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସେମାନେ ପ୍ରସ୍ତୁତ କରୁଛନ୍ତି କଏନ୍ସ ଗୁଡ଼ା। ତ ଆମ ପାଖରେ ଯେଉଁ ପ୍ରଚଳନରେ ଟଙ୍କିକିଆ କଏନ୍ସ ହେଲା, 2 ଟଙ୍କିଆ କଏନ୍ସ ହେଲା, 5 ଟଙ୍କିଆ କଏନ୍ସ ହେଲା, କି 10 ଟଙ୍କିଆ କଏନ୍ସ ଯେଉଁ ଆମ ପ୍ରଚଳନରେ ଅଛି ଆମ ଦେଶରେ, ଏଗୁଡ଼ାକର ସବୁ ତିଆରି କିଏ କରୁଛନ୍ତି? ଭାରତ ସରକାର କରୁଛନ୍ତି। କିନ୍ତୁ ଯାହା ସବୁ ନୋଟ୍ସ ଅଛି, ଯେତେକ ସବୁ କରେନ୍ସି ନୋଟ୍ସ ଆମ ପାଖରେ ଅଛି, ଏଗୁଡ଼ାକ ସବୁର ପ୍ରିଣ୍ଟ କିଏ କରୁଛନ୍ତି? ଆର୍ବିଆଇ କରୁଛନ୍ତି ହେଲା। ତେଣୁ ଏଗୁଡ଼ାକର ଯେହେତୁ ଲିଗାଲ ଟେଣ୍ଡର ଏଗୁଡ଼ାକ ସବୁ, ଆଉ ଏଗୁଡ଼ାକର ଭ୍ୟାଲ୍ୟୁ ଯାହା ଲେଖା ହେଇଛି ଆମକୁ ସେତିକି ପରିମାଣର କମୋଡିଟି ଆମେ ଯୋଉଠିକି ଯିବା ଇଣ୍ଡିଆର ଯୋଉ ଜାଗାରେ ଯାହା କିଣିବା ଆମକୁ କେହି ମନା କରିପାରିବେନି, କାରଣ ଏଥିରେ ଗଭର୍ଣ୍ଣରଙ୍କର ସିଗ୍ନେଚର ଅଛି କରେନ୍ସି ଗୁଡ଼ାକରେ, ଆଉ ସେଥିରେ ବି ଏଇଟା ଭାରତ ସରକାର ସବୁ ମିଣ୍ଟ କରିଛନ୍ତି ଏଗୁଡ଼ା ତିଆରି କରିଛନ୍ତି କଏନ୍ସ ଗୁଡ଼ାକ। ତେଣୁ ଏଇଟାକୁ ଆମେ କହିପାରିବା ଫ୍ଲାଟ୍ କରେନ୍ସି, ବା ଆମେ ଏଟାକୁ କହିପାରିବା ଫ୍ଲାଟ୍ ମନି ହେଲା। ଏଟାକୁ ଆମେ କହିପାରିବା ଲିଗାଲ ଟେଣ୍ଡର କହିପାରିବା, ଫ୍ଲାଟ୍ ମନି କହିପାରିବା, କାରଣ ଏମାନଙ୍କର ଇଣ୍ଟ୍ରିନ୍ସିକ୍ ଭ୍ୟାଲ୍ୟୁ କିଛି ନାହିଁ। ତମେ କହିବନି ଯେ କାହାକୁ ଆମେ ଯାଇକି ମନେ 10 ଟଙ୍କିଆ କଏନ୍ଟା ଦେବା, ସେ କହିବା କ'ଣଟା ଆମେ ଗୋଟେ ଦେଇଛୁ, ଏଇ ମେଟାଲଟା 10 ଟଙ୍କା, ଏଇଟା ବା 2 ଟଙ୍କାରେ ହେଇଯିବ, ଏମିତି କେହି କହିପାରିବେନି, କାରଣ ତାର ଭ୍ୟାଲ୍ୟୁ 10 ଟଙ୍କା ଭାରତ ସରକାର ସ୍ଥିର କରିଛନ୍ତି। କି କାହାକୁ ଆମେ ଯଦି 100 ଟଙ୍କିଆ ନୋଟ୍ଟେ ନେଇକି ଦେବା, ସେ କହିବେନି ଏଇଟା କ'ଣ କାଗଜଟା ଦେଇଛୁ, ଏଇଟା 100 ଟଙ୍କା,
କିନ୍ତୁ ସେ ଭିତରେ 100 ଟଙ୍କା ଲେଖା ହେଇଛି ବୋଲି ଆରବିଆଇ ଗଭର୍ଣ୍ଣରଙ୍କର ସିଗ୍ନେଚର ଅଛି। ତେଣୁ ଏଇଟା ଲିଗାଲ ଟେଣ୍ଡର। ତେଣୁ ଏଟାକୁ ଆମେ କହିବା ଫ୍ଲାଟ୍ ମନି ବା ଲିଗାଲ ଟେଣ୍ଡର କହିପାରିବା। ତେଣୁ ଯେତେ ଆଜ୍ଞା ଫ୍ଲାଟ୍ ମନି ନା ଫ୍ଲାଟ୍ ମନି? ଫ୍ଲାଟ୍ FLAT ଫ୍ଲାଟ୍ ମନି ସରି ଫ୍ଲାଟ୍ କହୁଛି କ'ଣ ହେଟାକିରେ କ'ଣ କହନ୍ତି ଫିଆଟ୍ ମନି FIAT ଫ୍ଲାଟ୍ କହିଦେଲି FIAT ଫିଆଟ୍ ମନି ହଁ ଫିଆଟ୍ FIAT ଫିଆଟ୍ ମନି ଫିଆଟ୍ ମନି ନହେଲେ ଆମେ କହିବା FIAT ହେଲା ଫିଆଟ୍ ଆଇଦର କହିବା ଫ୍ୟାଟ୍ ମନି ନହେଲେ ଲିଗାଲ ଟେଣ୍ଡର ହେଲା। ଦେଖ ତାପରେ ତାର କିଛିଟା ଡେଫିନେସନ ସବୁ ମନେ ରଖିବାକୁ ପଡ଼ିବ ଯୋଉଟାକି ଗତଥର ବି ପ୍ରିଲିମିନାରୀ ସେମାନେ ପଚାରିଥିଲେ। ତେଣୁ ସେଟାକୁ ଆମେ ଦେଖିବା। ତ ଏଇ ପ୍ରକାର କ'ଣ ହେଉଛି ନା ଆରବିଆଇ କ'ଣ କରୁଛନ୍ତି ନା ଏଇ ପ୍ରକାର ଯେଉଁ ମନିର ସପ୍ଲାଇକୁ ମେଜର କରିବା ପାଇଁ ଇକୋନୋମିରେ ତାମାନେ ମନି ସପ୍ଲାଇକୁ କଣ୍ଟ୍ରୋଲ କରିବା ଆରବିଆଇଙ୍କର ପ୍ରଥମ କର୍ତ୍ତବ୍ୟ। ତ ସେ ଅନୁସାରେ ତ ଇନଫ୍ଲେସନ କଣ୍ଟ୍ରୋଲରେ ଆସିବ। ତେଣୁ ସେଥିପାଇଁ ସେ ଚାରିଟା କ'ଣ କରିଛନ୍ତି ନା ଚାରିଟା ଆମର ଡେଫିନେସନ୍ସ ଅଛି ବା ଆମେ କହିପାରିବା ଚାରିଟା ଅଲ୍ଟରନେଟିଭ୍ ଅଛି ମେଜରମେଣ୍ଟ କରିବାର ମନି ସପ୍ଲାଇକୁ। ଗୋଟେ ହେଉଛି M1 M2 M3 M4 ଏଇଟା ଗତଥର ପଡ଼ିଥିଲା ପ୍ରିଲିମରେ ପଡ଼ିଥିଲା। ତେଣୁ ଏଇଟା ଟିକେ ଭଲସେ ଦେଖିଦେଇଥାଉ ହେଲା। ତ ଚାରି ପ୍ରକାର ଅଛି M1 M2 M3 M4। ତ M1 କ'ଣ M1ଟା ହେଉଛି କରେନ୍ସି ପ୍ଲସ୍ ଡିମାଣ୍ଡ ଡିପୋଜିଟ୍ ହେଲା। କରେନ୍ସି ପ୍ଲସ୍ ନେଟ୍ ଡିମାଣ୍ଡ ଡିପୋଜିଟ୍। ଦେଖ ଆମେ ଯେତେବେଳେ କମର୍ସିଆଲ ବ୍ୟାଙ୍କରେ ଆମେ ଯେଉଁ ଡିପୋଜିଟ୍ ରଖୁଛନ୍ତି ଆମେ ଦୁଇ ପ୍ରକାର ଡିପୋଜିଟ୍ ରଖିପାରିବା। ଗୋଟେ ହେଲା ଡିମାଣ୍ଡ ଡିପୋଜିଟ୍ ଆଉ ହେଲା ଟାଇମ୍ ଡିପୋଜିଟ୍। ଡିମାଣ୍ଡ ଡିପୋଜିଟ୍ କ'ଣ ଯେଉଁ ପଇସାଟା ଆମେ ରଖିକି ଯେଉଁ ମୋମେଣ୍ଟରେ ଚାହିଁବା ସେ ମୋମେଣ୍ଟରେ ଉଠାଇ ପାରିବା ଯେଉଁଟାକି ଆମେ ସେଭିଂ ଆକାଉଣ୍ଟରେ ରଖୁଛନ୍ତି ବା କରେଣ୍ଟ ଆକାଉଣ୍ଟରେ ରଖୁଛନ୍ତି। ଆମେ ଯେତେବେଳେ ଚାହିଁବା ସେତେବେଳେ ଉଠାଇବା। ଏଇନୁ ମୋର ଇଚ୍ଛା ହେଲା ମୋତେ ବର୍ତ୍ତମାନ ଦରକାର ପଡ଼ିଗଲା ମୋତେ 5,000 ଟଙ୍କା ଦରକାର ମୁଁ ଚାଲିଲି ATMକୁ ଉଠେଇକି ଆଣିଲି। କାହାର ପରମିଶନ ଦରକାର ନାହିଁ କିଛି ଦରକାର ନାହିଁ। ଏଇଟା ମୁଁ ପଇସା ରଖିଛି। ତେଣୁ ଯିଏ ଡିପୋଜିଟର ତା ଆକାଉଣ୍ଟରେ ଯେତେ ପଇସା ରଖିଛି କେଉଁ ମୋମେଣ୍ଟରେ କେତେବେଳେ କେଉଁଠି କେଉଁ ସମୟରେ ଉଠାଇ ପାରିବେ କିଛି ପ୍ରୋବ୍ଲେମ୍ ନାହିଁ। ତେଣୁ ଯିଏ ମନି ଡିପୋଜିଟର ଯିଏ ଡିପୋଜିଟ୍ କରିଛନ୍ତି ପଇସା ତାଙ୍କ ଆକାଉଣ୍ଟରୁ ସେ କେତେବେଳେ ବି ପଇସା ଉଠାଇ ପାରନ୍ତି। ତାଙ୍କ ଡିମାଣ୍ଡ ଅନୁସାରେ କେତେବେଳେ ବି ପଇସା ଉଠାଇ ପାରନ୍ତି। ତେଣୁ ସେଇ ଯେଉଁ ଡିପୋଜିଟ୍ଟା ସେ କରିଛନ୍ତି ଯେହେତୁ ତାଙ୍କ ଡିମାଣ୍ଡ ଅନୁସାରେ ସେଇଟା କେତେବେଳେ ସେ ଉଠାଇ ପାରିବେ ଦ୍ୟାଟ୍ ଇଜ୍ ନୋନ୍ ଆଜ୍ ଏ ଡିମାଣ୍ଡ ଡିପୋଜିଟ୍। ଆଉ ଫିକ୍ସଡ ଡିପୋଜିଟ୍ କ'ଣ ଫିକ୍ସଡ ଡିପୋଜିଟ୍ ହେଲା ଯେଉଁ ପଇସାଟାକୁ ଆମେ ଗୋଟେ ପର୍ଟିକୁଲାର ମ୍ୟାଚୁରିଟି ପିରିୟଡ଼ ପର୍ଯ୍ୟନ୍ତ ରଖୁଛନ୍ତି। ଯେମିତି ଆମେ କହିବା ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ ସବୁ ଝିଅ ଛୁଆମାନଙ୍କ ପାଇଁ ଯେତେ ସବୁ ବେବି ଗାର୍ଲ ଜନ୍ମ ହେଉଛନ୍ତି ତାଙ୍କ ପାଇଁ ଗୋଟେ ଖୋଲା ହେଉଛି 21 ବର୍ଷ ପରେ ଉଠାଇବେ। 21 ବର୍ଷ ପରେ ଉଠାଇବେ କାରଣ ସେଇ ପଇସାଟା ମାନେ ତୁମେ ଡିପୋଜିଟ୍ କରିଦେଲ ସୁକନ୍ୟା ସମୃଦ୍ଧି ଯୋଜନା ଯେଉଁଥିରେ କେତେ 250 ଟଙ୍କାଠୁ ଆରମ୍ଭ କରିକି 1.5 ଲକ୍ଷ ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବ ପ୍ରତି ବର୍ଷକୁ 12ଟା ଇନଷ୍ଟଲମେଣ୍ଟରେ। ତେଣୁ ଏଇଭଳିଆ ଯଦି ତୁମେ ଡିପୋଜିଟ୍ କଲ ସେଇ ପଇସା ଥୋଡ଼ି ତୁମେ ଉଠାଇବ ଆଉ ଯାଇକି ଡିପୋଜିଟ୍ କଲ ମାନେ ରହିଗଲା। ସେଇଟା ଉଠିବ କେତେବେଳେ 21 ବର୍ଷ ପରେ ତା ମ୍ୟାଚୁରିଟି ହେବ 21 ବର୍ଷ ପରେ ତ 21 ବର୍ଷ ପରେ ଉଠାଇବ। ତା ମାନେ ଦ୍ୟାଟ୍ ଇଜ୍ ଫିକ୍ସଡ ଡିପୋଜିଟ୍। ତେଣୁ ଡିପୋଜିଟ୍ ଦୁଇ ପ୍ରକାର ହେଇପାରେ ଗୋଟେ ହେଲା ଡିମାଣ୍ଡ ଡିପୋଜିଟ୍ ଆଉ ଗୋଟେ ହେଲା ଫିକ୍ସଡ ଡିପୋଜିଟ୍। ତେଣୁ ଆମର ଯେଉଁ M1 କଥା କୁହାହେଉଛି ମନି ସପ୍ଲାଏ କରିବାର ଯେଉଁ ଚାରିଟା ମେଜର ଇନଷ୍ଟ୍ରୁମେଣ୍ଟ ଅଛି ବା ଆମେ ଅଲ୍ଟରନେଟିଭ୍ ଆରବିଆଇ ୟୁଜ୍ କରୁଛନ୍ତି ଗୋଟେ ହେଲା M1 M2 M3 M4। M1ଟା କାହାକୁ କହିବା ନା ଯେତେ କରେନ୍ସି ନୋଟ୍ସ ଅଛି କରେନ୍ସି ନୋଟ୍ସ ମାନେ ନୋଟ୍ସ ପ୍ଲସ୍ କଏନ୍ସ ଆମ ପାଖରେ ଯାହା କରେନ୍ସି ଯେଉଁ ନୋଟ୍ସ ଆକାରରେ ଅଛି ବା କଏନ୍ସ ଆକାରରେ ଅଛି ସେଗୁଡ଼ା ହେଲା ସବୁ କରେଣ୍ଟ ୟୁନିଟ୍ କରେନ୍ସି ୟୁନିଟ୍ ଆମେ କହିବା ହେଲା। ତା ସହିତ କ'ଣ ନା ତା ସହିତ ହେଉଛି ଡିମାଣ୍ଡ ଡିପୋଜିଟ୍ ହେଲା। ଡିମାଣ୍ଡ ଡିପୋଜିଟ୍ ସମସ୍ତ ପାଖରେ NCERT ବହି ସମସ୍ତ ପାଖରେ ଅଛି କି? ଆରେ ସମସ୍ତଙ୍କର ମାକ୍ରୋ ଇକୋନୋମିକ୍ସର ବହି ଅଛି ବର୍ତ୍ତମାନ? ଅଛି ସାର୍। ଦେଖ ମାକ୍ରୋ ଇକୋନୋମିକ୍ସ ବହିଟା ତ ଯାହା ପାଖରେ ଅଛି ଯାହା ପାଖରେ ନାହିଁ ତୁରନ୍ତ ଅର୍ଡ଼ର କର ସେଗୁଡ଼ା ସବୁ ନିହାତି ଦରକାର। ଯେଉଁ ବେସିକ୍ ଇକୋନୋମିକ୍ସ ଆମର କେତେଟା ବହି ଅଛି ସେଥିରେ ଏଇଟା ଗୋଟେ। ଏତିକି ତ ଆମର ବେଶୀ ଇକୋନୋମିକ୍ସର ବେଶୀ NCERT ବହି ଦରକାର ପଡ଼ୁନି 5-6ଟା ଖଣ୍ଡେ ଦରକାର ପଡ଼ୁଛି ବୋଧେ। ଜୋଗ୍ରାଫିର 2ଟା ଇକୋନୋମିକ୍ସର ଗୋଟେ ଆଉ ହିଷ୍ଟ୍ରିର ତ ଆମେ ଅଲଗା ଏମିତି ପଢ଼ୁଛନ୍ତି। ହିଷ୍ଟ୍ରିର ତ ଆମକୁ ଯାହା ପାଖରେ ମଡର୍ଣ୍ଣ ଇଣ୍ଡିଆରେ ତମେ ସ୍ପେକ୍ଟ୍ରମ୍ ପଢ଼ୁଛନ୍ତି ବହୁତ ପିଲା। ଆଉ ବାକି ଆନସିଏଣ୍ଟ ମେଡିଆଲ୍ ପାଇଁ ତ ନୋଟ୍ସ ଆମର ଯାହା ସେଥିରେ ହେଇଯିବ ହେଲା। ଆଉ ବାକି ରହିଲା ଆଉ କ'ଣ ଆଉ ବାକି ଯେଉଁ ଏନଭାୟରମେଣ୍ଟ ଇକୋଲୋଜି ପାଇଁ 4ଟା ଚାପ୍ଟର ମୁଁ ତ ଅଲରେଡ଼ି ପଠାଇ ଦେଇଛି ସେଗୁଡ଼ା ହେବ ଯଦି ପ୍ରିଣ୍ଟ କରିକି ବାହାର କରିଦେବ ସବୁ ଚାପ୍ଟର ଗୁଡ଼ାକ। ଏନଭାୟରମେଣ୍ଟ ଇକୋଲୋଜି ଗଲା ତାପରେ ଆଉ କ'ଣ ରହିଲା ଏନଭାୟରମେଣ୍ଟ ଇକୋଲୋଜି ପରେ ଜେନେରାଲ ସାଇନ୍ସ ତ କେବଳ ଆମକୁ କ'ଣ ପଢ଼ିବାର ଅଛି ଆମକୁ ଯେଉଁ କମ୍ପାଇଲେସନ୍ ପଢ଼ିବାର ଅଛି MCQ ଲଗାଇବାର ଅଛି ତା ପାଇଁ କିଛି ବହି ପଢ଼ିବାର ଆବଶ୍ୟକତା ନାହିଁ ବର୍ତ୍ତମାନ। ଆଉ ବାକି ରହିଲା କ'ଣ ଆଉ ରହିଲା ପଲିଟି ପାଇଁ ତ ଲକ୍ଷ୍ମୀକାନ୍ତ ପଢ଼ୁଛନ୍ତି। ତେଣୁ ଆମକୁ ମାତ୍ର 2-3ଟା ବହି ଦରକାର ମେନଲି NCERTର ଆଉ ବାକି ସେ ଚାପ୍ଟର ଗୁଡ଼ାକ ସବୁ ସେତିକି ଦରକାର ବର୍ତ୍ତମାନ। ବୁଝିପାରୁଛ ନା ନାହିଁ? ଦେଖ ତାପରେ ଦେଖିବା M1 କଥା ଆମେ ଡିସ୍କସନ୍ କରୁଥିଲେ। ତ M1ଟା ହେଲା କ'ଣ ଯେତିକି ନୋଟ୍ସ ଆଉ କଏନ୍ସରେ କରେନ୍ସି ନୋଟ୍ସ ଆଉ କଏନ୍ସ ଯୋଉଟା ଅଛି ଆମ ପାଖରେ ସେଇଟା
ପ୍ଲସ୍ ଡିମାଣ୍ଡ ଡିପୋଜିଟ୍ ଦ୍ୟାଟ୍ ଇଜ୍ ନେଟ୍ ଡିମାଣ୍ଡ ଡିପୋଜିଟ୍ ହେଲା ପାଖରେ ଯେତିକି କମର୍ସିଆଲ ବ୍ୟାଙ୍କ ପାଖରେ ଯେତିକି ଡିପୋଜିଟ୍ ହେଇଛି ଲୋକମାନେ କମର୍ସିଆଲ ବ୍ୟାଙ୍କରେ ଯେତିକି ସେଭିଂ ଆକାଉଣ୍ଟରେ ରଖିଛନ୍ତି କରେଣ୍ଟ ଆକାଉଣ୍ଟରେ ରଖିଛନ୍ତି ପ୍ଲସ୍ ଲୋକମାନଙ୍କ ପାଖରେ ଯେତିକି ମନି ଅଛି କଏନରେ ହଉ କି କରେନ୍ସି ବା ନୋଟରେ ହଉ ବା କରେନ୍ସିରେ ହଉ ଯେତେ ଆମ ଲୋକ ଇକୋନୋମିରେ ଯେତେ ଲୋକ ଇଣ୍ଡିଆନ୍ ଇକୋନୋମି ମାନଙ୍କର ଆମେ ଦେଖିବା ଇଣ୍ଡିଆନ୍ ଇକୋନୋମିରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ପାଖରେ ଯେତେ କରେନ୍ସି ନୋଟ୍ସ ଅଛି ପ୍ଲସ୍ ଯେତେ କଏନ୍ସ ଅଛି ପ୍ଲସ୍ ସେମାନେ ବ୍ୟାଙ୍କର ବିଭିନ୍ନ କମର୍ସିଆଲ ବ୍ୟାଙ୍କରେ ସେଭିଂ ଆକାଉଣ୍ଟରେ ବା କରେଣ୍ଟ ଆକାଉଣ୍ଟରେ ଯେତେ ପଇସା ରଖିଛନ୍ତି ଏ ସବୁକୁ ମିଶିକି ଗୋଟେ ଟର୍ମ କ୍ରିଏଟ୍ କରାହେଇଛି ଦ୍ୟାଟ୍ ଇଜ୍ M1 ବୁଝିଲା ଦ୍ୟାଟ୍ ଇଜ୍ M1 ତାପରେ କ'ଣ ହେଉଛି ଦେଖ ତାପରେ ଆମେ କହିପାରିବା ତାପରେ M2 ହେଲା ଯାହା ତ M1 ଯେତିକି ହେଲା M1 ଯେତିକି ରଖିଛନ୍ତି ତା ସହିତ ସେଭିଂ ଡିପୋଜିଟ୍ ୱିଥ୍ ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କସ୍ ବର୍ତ୍ତମାନ କମର୍ସିଆଲ ବ୍ୟାଙ୍କ କଥା ଆମେ ପଢ଼ୁଥିଲେ M1ରେ ସେ କହିଲେ M1ରେ ଯେତିକି ଅଛି ତ କରେନ୍ସି ସେତିକି M1 ମାନେ କ'ଣ କରୁଥିଲେ M1ରେ କରୁଥିଲେ ଯେତେ ନୋଟ୍ସ ଆଉ କରେନ୍ସି ନୋଟ୍ସ ମାନେ କଏନ୍ସରେ ଆଉ ନୋଟ୍ସରେ ଲୋକଙ୍କ ପାଖରେ ଯେତେ ପଇସା ଅଛି ଇଣ୍ଡିଆନ୍ ଇକୋନୋମିରେ ତା ସହିତ କମର୍ସିଆଲ ବ୍ୟାଙ୍କରେ ଯେତିକି ସେଭିଂ ଆକାଉଣ୍ଟରେ ଆଉ ବା କରେଣ୍ଟ ଆକାଉଣ୍ଟରେ ଯେଉଁଟା କ'ଣ କହୁଥିଲେ ଡିମାଣ୍ଡ ଡିପୋଜିଟ୍ ହେଲା ଯେଉଁଟାକୁ ଯେଉଁ ମୋମେଣ୍ଟରେ ବି କାଢ଼ି ହେବ ତେଣୁ ଯେତିକି ପଇସା ହେଇଗଲା ଟୋଟାଲଟା ଏତିକି ହେଇଗଲା କ'ଣ M1 ତା ସହିତ ଯଦି ପୋଷ୍ଟ ଅଫିସରେ ଯେତିକି ସେଭିଙ୍ଗସ ଅଛି ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କରେ ଯେତିକି ପଇସା ଅଛି ଯଦି ସେଇଟା ଆମେ ମିଶାଇ ଦେବା ତାହେଲେ ଏଇଟା ହେଇଯିବ M2 ବୁଝିହେଲା ସେଟାକୁ ଆମେ କହିବା M2 ଦେଖ ଟିକେ ମନେ ରଖ ଆର୍ଥ ପିଲାମାନେ ଏଟାକୁ ନେଗ୍ଲେକ୍ଟ କରି ଛାଡ଼ି ଦେଇଥିଲେ କିନ୍ତୁ ପଡ଼ିଗଲା କୋଶ୍ଚିନ୍ଟା ସେଇଠୁ ବୁଝୁଛ ନା ନାହିଁ ତେଣୁ ଆମକୁ ଟିକେ ମନେ ରଖିବା ସବୁ ଜିନିଷ ଦେଖିବାକୁ ପଡ଼ିବ ଭଲରେ ହେଲା M2 M3 କ'ଣ M3 ହେଲା M3 ହେଲା M1 ଯାହା ତ M1 ନେଇଥିଲେ M1 ମାନେ ନୋଟ୍ସ ଆଉ କରେନ୍ସି ପ୍ଲସ୍ ଡିମାଣ୍ଡ ଡିପୋଜିଟ୍ ଯେତେ ବ୍ୟାଙ୍କ କମର୍ସିଆଲ ବ୍ୟାଙ୍କ ମାନଙ୍କରେ ଅଛି ତା ସହିତ ନେଟ୍ ଟାଇମ୍ ଡିପୋଜିଟ୍ ଅଫ୍ କମର୍ସିଆଲ ବ୍ୟାଙ୍କସ୍ ଟାଇମ୍ ଡିପୋଜିଟ୍ ମାନେ ଫିକ୍ସଡ ଡିପୋଜିଟ୍ ବୁଝିହେଲା ବର୍ତ୍ତମାନ ତାହେଲେ M3 କ'ଣ ହେଇଗଲା M3 ହେଇଗଲା ଯେତିକି ପଇସା ଲୋକମାନଙ୍କ ପାଖରେ ଅଛି ନୋଟ୍ ଆଉ ନୋଟ୍ସରେ ଆଉ କଏନ୍ରେ ତା ସହିତ କମର୍ସିଆଲ ବ୍ୟାଙ୍କରେ ଯେତେ ଡିମାଣ୍ଡ ଡିପୋଜିଟ୍ ହେଇଛି ତା ସହିତ ଯେତେ ଫିକ୍ସଡ ଡିପୋଜିଟ୍ ହେଇଛି କମର୍ସିଆଲ ବ୍ୟାଙ୍କରେ କମର୍ସିଆଲ ଫିକ୍ସଡ ଡିପୋଜିଟ୍ ମାନେ ଯେତେ ଫିକ୍ସଡ ଡିପୋଜିଟ୍ ହେଇଛି ସବୁଦିନ ମିଶାଇ ଦେବା ସେଇ ଟର୍ମଟାକୁ ଆମେ କହିବା M3 M4 କ'ଣ M4 ହେଲା M3 ଯାହା M3 ହେଇଛି M3ରେ ମାନେ କ'ଣ ଥିଲା ବର୍ତ୍ତମାନ M3ରେ ଥିଲା କି ଆମର ଯେତେ ନୋଟ୍ ଆଉ ନୋଟ୍ସ ଆଉ କ'ଣ କଏନ୍ ଆମ ପାଖରେ ଅଛି ଆମର ଇଣ୍ଡିଆନ୍ ଇକୋନୋମିରେ ଯେତେ ଲୋକ ଅଛି ମନେକର ଆମେ ରହୁଛେ ଏଠି କେତେ ଲୋକ ଇଣ୍ଡିଆନ୍ ଇକୋନୋମିରେ ମନେକର ଆମେ ଅଛେ 1.2 ବିଲିୟନ ଧର 1.2 ବିଲିୟନ ଲୋକ ମନେକର ଆମେ ଅଛେ 1.3 ବିଲିୟନ ଧରିଦିଅ 1.3 130 କୋଟି ଧର 130 କୋଟି ଲୋକ ଆମେ ଅଛନ୍ତି ଇଣ୍ଡିଆରେ ତ ଆମ 130 କୋଟି ଲୋକଙ୍କ ପାଖରେ ଯେତେ କଏନ୍ସ ଅଛି ଯେତେ ନୋଟ୍ସ ଅଛି ଏରା ସବୁତିକ ତା ସହିତ ଆମେ ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଯେତେ ସବୁ ଡିପୋଜିଟ୍ କରିକି ଡିମାଣ୍ଡ ଡିପୋଜିଟ୍ ମାନେ ସେଭିଂ ଆକାଉଣ୍ଟରେ କରେଣ୍ଟ ଆକାଉଣ୍ଟରେ ଯେତେ ପଇସା ରଖିଛେ ତା ସହିତ ଯେତେ ଆମର ଫିକ୍ସଡ ଡିପୋଜିଟ୍ ଅଛି ଏ ସବୁତିକ ମିଶିଗଲା ପରେ ଏ ଯେଉଁ ଟର୍ମଟା ହେବ ଦ୍ୟାଟ୍ ଇଜ୍ M4 ହେଲା ସରି ସେଇଟା ହେଉଛି କ'ଣ କି ସେଇଟା ହେଲା କ'ଣ କି ସରି ଏଇଟା ହେଲା M3 ଏଇଟା ହେଲା M3 M4 କ'ଣ ୟା ସହିତ ଏଇ ସହିତ ମାନେ M3 ସହିତ ଯଦି କ'ଣ ହେବ ନା ଆମେ ଯେଉଁ ପୋଷ୍ଟ ଅଫିସରେ ଯେଉଁ ଡିପୋଜିଟ୍ କରିଛନ୍ତି ସେଥି ଯଦି ଆମେ କେବଳ ଗୋଟେ ଜିନିଷକୁ କାଟିବାର ଅଛି ଦ୍ୟାଟ୍ ଇଜ୍ ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ୍ ଯେଉଁଟା ସବୁ ଜାଣିଥିବ ଯେଉଁ ବ୍ୟାଙ୍କରେ କରିଛି ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ୍ ପାଇଁ ବି ଲୋକମାନଙ୍କୁ ଯେଉଁ ଇଏ କରନ୍ତି କିଛି ଦିନ ପରେ ମ୍ୟାଚୁରିଟି ପଇସା ମିଳେ ତ ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ୍ରେ ଯେତିକି ପଇସା ଅଛି ଯଦି ସେଇ ପଇସାକୁ ଆମେ ବାହାର କରିଦେଇକି ବାକି ଟିକ ଯେତିକି ଡିପୋଜିଟ୍ ମିଶାଇ ଦେବା ସେଇଟା ହେଇଯିବ M4 ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ୍ ମାଧ୍ୟମରେ ଯେତିକି ପଇସା ରଖାହେଇଛି ସେଇଟା ଯଦି ବାହାର କରି ଦିଆଗଲା ପୋଷ୍ଟ ଅଫିସରୁ ବାକି ଯେତେ ସେଭିଂ ଅଛି ତାକୁ ଯଦି ଆମେ ମିଶାଇ ଦେଲେ ଦ୍ୟାଟ୍ ଇଜ୍ କ'ଣ ହେବ ସେଇଟା M3 ସହିତ ସେତିକି ମିଶାଇ ଦେଲେ ସେଠି ଟର୍ମ ହେଲା M4 ତାମାନେ ଏଇଭଳିଆ ଚାରିଟା ଜିନିଷ କରାହେଇଛି ଅଲ୍ଟରନେଟିଭ୍ କ୍ରିଏଟ୍ କରାହେଇଛି ମେଜରମେଣ୍ଟର ଗୋଟେ ହେଲା M1 ଗୋଟେ ହେଲା M2 ଗୋଟେ ହେଲା M3 ଗୋଟେ M4 କିନ୍ତୁ କଥା ହେଲା ଏ ଯେଉଁ M1 ଆଉ M1 ମାନେ କ'ଣ M1 ମାନେ ଟୋଟାଲ ନୋଟ୍ ଆଉ ଯେତିକି କରେନ୍ସି ନୋଟ୍ସ ଅଛି ପ୍ଲସ୍ କଏନ୍ସ ଯେତିକି ଅଛି ଇକୋନୋମିରେ ପ୍ଲସ୍ ଡିମାଣ୍ଡ ଡିପୋଜିଟ୍ ଯେତିକି ହେଇଛି ଏଟାକୁ ଆମେ କହିଲେ M1 M2 କ'ଣ ହେଲା ନା ଯେତେ କଏନ୍ସ ଅଛି ନୋଟ୍ସ ଅଛି ଇକୋନୋମିରେ ଯେତେ ଡିମାଣ୍ଡ ଡିପୋଜିଟ୍ ହେଇଛି ପ୍ଲସ୍ ପୋଷ୍ଟ ଅଫିସ୍ ଯେତିକି ସେଭିଂ ହେଇଛି ପୋଷ୍ଟ ଅଫିସରେ ଯେତିକି ସେଭିଂ ହେଇଛି ବୁଝୁଛ ନା ଏଇ ପୋଷ୍ଟ ଅଫିସ୍ ସେଭିଂସରେ ବି ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ୍ ଇନକ୍ଲୁଡେଡ୍ ଟୋଟାଲ ସେଭିଂ ପୋଷ୍ଟ ଅଫିସରେ ତେଣୁ ଯେତିକି ପୋଷ୍ଟ ଅଫିସରେ ସେଭିଂ ହେଇଛି ତେଣୁ ଏଇ ଜିନିଷଟା କ'ଣ ଏଇଟାକୁ ଆମେ କହିଲେ M2 ତେଣୁ M1 M2କୁ କୁହାଯାଏ ନ୍ୟାରୋ କରେନ୍ସି M1 ପ୍ଲସ୍ M2କୁ ଆମେ କ'ଣ କହିବା ନ୍ୟାରୋ କରେନ୍ସି କିନ୍ତୁ M3 ଆଉ M4କୁ ଆମେ କହିବା ବ୍ରଡ୍ କରେନ୍ସି M3 କଥା ମୁଁ କହିଲି
M4 କଥା ବି କହିଲି। ତେଣୁ M3 ଆଉ M4 କୁ ଆମେ କ'ଣ କହିବା ବ୍ରଡ୍ କରେନ୍ସି କହିବା। ତେଣୁ M1 ଇଜ ଦ ଆମେ କହିବା ଆମେ ଯଦି ତାକୁ ଗ୍ରେଡେସନ୍ କରିବା ଲିକ୍ୱିଡିଟି ଅନୁସାରେ ତ ପ୍ରଥମେ ଆମେ କହିବା କାରଣ M1 ପରେ କ'ଣ ଅଛି M1 ରେ ଆମର ଲେଖା ହେଇଛି ଯେତେ ସବୁ ନୋଟ୍ସ ଅଛି କଏନ୍ସ ଅଛି ପ୍ଲସ୍ ଡିମାଣ୍ଡ ଡିପୋଜିଟ୍। ଡିମାଣ୍ଡ ଡିପୋଜିଟ୍ ଆମେ ଯେତେବେଳେ ଚାହିଁବା ସେତେବେଳେ ପଇସା କାଢ଼ିବା। ଆରେ ଆମେ ଯେତେବେଳେ ଚାହିଁବା ସେତେବେଳେ ପଇସା କାଢ଼ିବା ଥୋଡ଼ି ଆମକୁ କିଛି ପ୍ରୋବ୍ଲେମ୍ ଅଛି। ଆଜି ଏମିତି ଚାଲ ଇଚ୍ଛା ହେଲା ପଇସା କାଢ଼ିକି ଧରି ପଳେଇ ଆସିବା କିଛି ପ୍ରୋବ୍ଲେମ୍ ନାହିଁ ନା। ତେଣୁ M1 ଇଜ ଦ ମୋଷ୍ଟ ଲିକ୍ୱିଡ୍ ଫର୍ମ ଆଣ୍ଡ ଇଜିଏଷ୍ଟ ଫର୍ ଟ୍ରାଞ୍ଜାକ୍ସନ୍ ବୁଝିହେଲା। କିନ୍ତୁ ଯଦି କହିବା ଆମେ ଯଦି M4 କୁ ପଳେଇ ଆସିବା ଦେଖ M4 ରେ କ'ଣ କହୁଥିଲା M4 ରେ ମାନେ ଆମେ କହିବା ଏଥିରେ କ'ଣ ଅଛି ଡିମାଣ୍ଡ ଡିପୋଜିଟ୍ ବି ଟାଇମ୍ ଡିପୋଜିଟ୍ ବି ତା ସହିତ କରେନ୍ସି ନୋଟ୍ ଯେତେ ଅଛି ଯେହେତୁ ଏଥିରେ ଡିମାଣ୍ଡ ଡିପୋଜିଟ୍ କ'ଣ ମାନେ ଟାଇମ୍ ଡିପୋଜିଟ୍ର କରେନ୍ସି ବି ଏଥିରେ ମିଶିକି ଅଛି M4 ରେ ତା ସହିତ ନ୍ୟାସନାଲ୍ ସେଭିଂ ଯେଉଁ ପୋଷ୍ଟ ଅଫିସରେ ଯେତିକି ସେଭିଂ କରାହେଇଛି ସେଗୁଡ଼ାକର ସବୁ ଜିନିଷ ଏଥିରେ ରଖାହେଇଛି। ତେଣୁ M4 ହେଉଛି ତ କ'ଣ ଲିଷ୍ଟ ଲିକ୍ୱିଡ୍ ଫର୍ମ ଅଫ୍ M1 ଟା ମୋଷ୍ଟ ଲିକ୍ୱିଡ୍ ଫର୍ମ M4 ଟା ହେଲା ଲିଷ୍ଟ ଲିକ୍ୱିଡ୍ ଫର୍ମ ହେଲା। ତାପରେ M3 ଯେଉଁ ଅଛି M3 ଟା ଆମର କ'ଣ କହିଲେ M3 ହେଲା M1 ପ୍ଲସ୍ M3 ଟା ହେଲା ଆମର କ'ଣ ନା ଯେତିକି କଏନ୍ସ ଆଉ ନୋଟ୍ସ ଆମ ପାଖରେ ଅଛି ତା ସହିତ ଡିମାଣ୍ଡ ଡିପୋଜିଟ୍ ଯେତିକି ଅଛି ତା ସହିତ ଫିକ୍ସ ଡିପୋଜିଟ୍ ଯେତିକି ଏଟା ହେଲା ଆମର M3 ସେ କହୁଛି M3 ଟାକୁ ଆମେ କହିପାରିବା କ'ଣ ନା ମେନଲି ଆମର ଯେଉଁ ମନି ସପ୍ଲାଏର ଯେତିକି ମେଜରଟା କାରଣ ମନି ସପ୍ଲାଏ କେତେ ଅଛି ଜାଣିଯିବା ନା ଯେତିକିରୁ ଆମେ ଇକୋନୋମିରେ ଯେତିକି ମନି ସପ୍ଲାଏ ଥିବ ଲୋକ ସେଥିରେ କିଛି କିଛି ପାଖରେ ରଖିଥିବେ କିଛିଟା ସେଭିଂ ଆକାଉଣ୍ଟରେ ରଖିଥିବେ କିଛିଟା ଫିକ୍ସଡ ଆକାଉଣ୍ଟରେ ରଖିଥିବେ ଏଇ ତ କରିଥିବେ। ତେଣୁ ଏଇ M3 ମାଧ୍ୟମରେ ଆମେ ଜାଣିଗଲେ ଯେ କେତେ ମନି ସପ୍ଲାଏ ହେଇଛି ଇକୋନୋମିରେ বা ଇକୋନୋମିରେ କେତେ ମନି ସପ୍ଲାଏ ଅଛି କେତେ ଲିକ୍ୱିଡ୍ ଫର୍ମରେ ଅଛି ଏଟା ଅଲଗା କଥା ଲିକ୍ୱିଡରେ ଅଛି ଫିକ୍ସଡରେ ଅଛି ସେଟା ଅଲଗା କଥା କିନ୍ତୁ କେତେ ମନି ସପ୍ଲାଏ ହେଇଛି ଆମକୁ ମିଳିଗଲା। ତେଣୁ M3 ମାଧ୍ୟମରେ ମୋଷ୍ଟ କମନଲି ୟୁଜ୍ ମେଜର ଅଫ୍ ମନି ସପ୍ଲାଏ କାରଣ ଏଥିରେ ମନି ସପ୍ଲାଏ ଉପରେ ପୁରା କଂକ୍ରିଟ ଆଧାରଣା ମିଳିଯାଉଛି। ତେଣୁ ଏଟା କୁହାଯାଏ ଏଗ୍ରିଗେଟ୍ ମନିଟାରୀ ରିସୋର୍ସ। M3 ଟାକୁ ଆମେ କହିପାରିବା ଏଗ୍ରିଗେଟ୍ ମନିଟାରୀ ରିସୋର୍ସ କାରଣ ଟାଇମ୍ ଡିପୋଜିଟ୍ରେ କେତେ ଅଛି ଫିକ୍ସ ଡିପୋଜିଟ୍ରେ କେତେ ଅଛି टाइम डिपोजिट तो फिक्स डिपोजिट डिमांड डिपोजिट रे केते अछि टाइम डिपोजिट रे केते अछि प्लस हम पाखरे लिक्विड करेंसी केते अछि नोट्स आ कॉइन रे केते पैसा अछि सब जना पड़छ M3 रे तो M3 टा कोन को कहबा एग्रीगेट मॉनेटरी रिसोर्स भी हम कहि परिबा। तो यही सब जिनस हम गोटे क्लीयर धारणा आसला जे बर्तमान गोटे इकोनोमी रे मनी सप्लाई रे केमिति होछि मनी सप्लाई रो विभिन्न अल्टरनेटिव मेजरमेंट रो टर्मिनोलॉजी विषय में जानले कोटा केते पैसा केंद्र रहउछि त केमिति आरबीआई कंट्रोल करछन्ती। बर्तमान देखिबा जे गोटे बैंकिंग सिस्टम माध्यम रे मनी रो क्रिएशन केमिति होछि आ मनी रो अब्जॉर्प्शन केमिति होबो तो मनी क्रिएशन बैंकिंग सिस्टम केमिति होबो हला देखो आमे जेमिति कहले जोटा मोस्ट लिक्विड फॉर्म ऑफ मनी हला M1 मनी M1 रे हमर टोटली जेते लोकन पाखरे कोन अछि कॉइन अछि नोट्स अछि प्लस जेते सेविंग अकाउंट रे रखाइ छि हला सेविंग बा करंट अकाउंट रे रखाइ जोटा हम डिमांड डिपॉजिट तो डिमांड डिपॉजिट रे काहे डिमांड डिपॉजिट कहउछ ना हम डिमांड जेते हम तो काढी आनिबा किसी टेंशन नै हला से हम डिमांड डिपॉजिट कहउछ तो डिपॉजिट ता डिमांड अनुसार हम भांग केते रे काढी आनि परिबा। तेणु जेहेतु डिमांड डिपॉजिट रे आ कॉइन रे नोट्स रे जेते पैसा अछि सेटा हम M1 कहउछे तेणु हम कहि परिबा जे M1 रे कोन होछि द मोस्ट लिक्विड फॉर्म ऑफ मनी मनी जो बेसी लिक्विड फॉर्म M1 ही रोचे सेटा हम M1 बोली कहि परिबा। किंतु गोटे कथा एथि हिसी पारे जे हमर जो पब्लिक अछंदी बा जते लोक अछंदी से माने कैश रे ता पाखरे कैश बैलेंस केते रखिबे बैंक रे केते डिपॉजिट करिवे हला से अनुसार मनी सप्लाई टा अफेक्ट हो बुझियो ना। तेणु बैंक माने जनरल पब्लिक करो जो प्रिफरेंस केते हम पाखरे आमे जानू जे हमर जति कि हम पाखरे जो दरमा मंत्र मिलु थोड़ी हम सबुतिक पैसा काले काढी आनु हमर जति कैश रिक्वायरमेंट आनी घरे रखुछन केते दैनंदिन खर्च वार्च पई बाकी सब बैंक रे रहउछ ना सेविंग डिपॉजिट हो पछे बैंक तो अछि ना जेते दरकार ले आनुछन ना रखुछन। तेणु एटा केते हबो मन लोकंकर प्रिफरेंस अनुसार करे से अनुसार मनी सप्लाई अफेक्ट होउछ। तेणु एटा को केमिति कोन करि हबो सेति पई आरबीआई कोन कोन सब चिंता करछन हम हे डिस्कशन प्रथम हला देखो प्रथम हला करेंसी डिपॉजिट रेशियो हम केतरा रेशियो विषय वर्तमान पढिबा गोटला सीडीआर और आरडीआर मेन जिंस दिटा पढिबा तापर देखिबा कोन कोन मतलब प्रथम देखले सीडीआर करेंसी डिपॉजिट रेशियो हला माने मनी होल्ड बाय पब्लिक इन करेंसी लिक्विड एसेट रे जोटा रेशियो ऑफ मनी हेल्ड बाय पब्लिक इन करेंसी माने कोन रे इन करेंसी माने कोन करेंसी माने नोट्स रे हो कि कॉइन रे हो हमें जो कागज नोट्स रे हो किबा कॉइन्स रो हम पाखरे केते पैसा अछि सेतिको डिवाइड बाय कोन जने बैंक डिपॉजिट केते अछि आ ये जो बैंक डिपॉजिट को डिपॉजिट एटी M1 मनी कथा कहउछि ये जो बैंक डिपॉजिट एटा होछि डीडी डिपॉजिट डिमांड डिपॉजिट एटी टाइम डिपॉजिट कथा कहउ हला। तेणु सीडीआर हैला
CU by DD, CU by DD ମାନେ ଆମେ M1 ରେ ପଢିଥିଲେ CU plus DD, ଆରେ M1 ରେ ପଢିଥିଲେ ନା CU plus DD। ତେଣୁ ଯୋଉ ଏଟା କୁହାଯାଏ କରେନ୍ସି ଡିପୋଜିଟ୍ ରେସିଓ, କରେନ୍ସି ଡିପୋଜିଟ୍ ରେସିଓ ଏଠି କୁହାଗଲା ଯେ ଯେତିକି ମନି ଆମ ପାଖରେ ଆମେ କଏନ୍ରେ ଆଉ ନୋଟ୍ସରେ ରଖୁଛନ୍ତି ହେଲା, କ୍ୟାସ୍ରେ ଯେଉଁ ପଇସା ଆମ ପାଖରେ ଅଛି ଡିଭାଇଡ୍ ବାଇ ଯେତିକି ଆମେ ସେଭିଂ ଆକାଉଣ୍ଟରେ ନେଇକି ରଖୁଛନ୍ତି ବା କରେଣ୍ଟ ଆକାଉଣ୍ଟରେ ନେଇକି ରଖୁଛନ୍ତି, ଡିମାଣ୍ଡ ଡିପୋଜିଟ୍ରେ ଯେତିକି ପଇସା ରଖୁଛନ୍ତି ବ୍ୟାଙ୍କରେ। ତେଣୁ CDR ହେଲା CU by DD, CU by DD, DD ମାନେ ଡିମାଣ୍ଡ ଡିପୋଜିଟ୍, CU ମାନେ କରେନ୍ସି, କରେନ୍ସି ମାନେ ଯୋଉଟା ଆମ ପାଖରେ ଆଇଦର ଆଇଦର କଏନ୍ରେ ଅଛି ନହେଲେ ନାହିଁ ନୋଟ୍ସରେ ଅଛି, ନୋଟ୍ ଆକାରରେ ରଖାଇଛନ୍ତି କିମ୍ବା କରେଣ୍ଟ ଆକାରରେ ରଖିଛନ୍ତି। ଏଇ ରେସିଓଟାକୁ ଆମେ କୁହା CDR ହେଲା। CDR ମାନେ କରେନ୍ସି ଡିପୋଜିଟ୍ ରେସିଓ। ମନେକର ଆମେ କହିବା ଏଇଟା ଗୋଟେ ପ୍ରକାର ଗଲା ହେଲା। ମନେକର ମୁଁ କହିବି ଗୋଟେ ଇକୋନୋମିରେ ଏଇଟା କ'ଣ ନା ଏଇଟା RBI ଏଇ ଜିନିଷକୁ ଷ୍ଟଡି କରେ, ଏଇଟା ଷ୍ଟାଟିଷ୍ଟିକାଲ ରେସିଓ ଗୁଡ଼ାକ। RBI ୟାକୁ ଦେଖିକି ଡିସିସନ୍ ସବୁ ନେବେ। ମନେକର ଏଭଳିଆ ଗୋଟେ କଣ୍ଡିସନ୍ ଆସିଲା, RBI ଦେଖିଲେ CDR ଇନକ୍ରିଜ୍ କରୁଛି। CDR କେତେବେଳେ ଇନକ୍ରିଜ୍ କରୁଛି ନା ଫେଷ୍ଟିଭ୍ ସିଜନ୍ ହେଲା, ଦଶରା ଫସରା ହେଲା, ଇଦ୍ କି ବିଭିନ୍ନ ପ୍ରକାର ଯେଉଁ ଫେଷ୍ଟିଭ୍ ସିଜନ୍ ଆମର ଆସୁଛି, ଲୋକ କ'ଣ ପଇସା କାଢ଼ି ଆଣୁଛନ୍ତି କାରଣ ଲୋକଙ୍କୁ ବିଭିନ୍ନ କମୋଡିଟିରେ ଖର୍ଚ୍ଚ କରିବାର ଅଛି। କାଲି ଦଶହରା ଆସିବ କି କାଲି ନୂଆ ବର୍ଷ ଆସିବ କି କାଲି ଯାହା ଗୋଟେ ପର୍ବପର୍ବାଣି ଆସିବ, ତ ଲୋକମାନେ କ'ଣ କରୁଛନ୍ତି ପଇସା ବେଶୀ ବ୍ୟାଙ୍କରୁ କାଢ଼ି ଆଣୁଛନ୍ତି ଏହି ସମୟରେ। ତା ମାନେ ଏହି ସମୟରେ CUଟା ବଢ଼ିଯାଉଛି, କରେନ୍ସି ମାନେ ଲୋକଙ୍କ ପାଖରେ ଯେଉଁ ନୋଟ୍ସରେ ଆଉ କରେନ୍ସି ନୋଟ୍ସ ଆଉ କଏନ୍ରେ ଯେଉଁ ପଇସାଟା ବେଶୀ ହେଇଯାଉଛି ଏ ସମୟରେ। ସେଭିଂ ଆକାଉଣ୍ଟରେ କିଏ କୋଉଠି କ'ଣ କରିକି ରଖିଥିଲା, ସେଭିଂ କରିକି ଆକାଉଣ୍ଟରେ ରଖିଥିଲା, ତାକୁ ଡିମାଣ୍ଡ ଡିପୋଜିଟ୍ ମାଧ୍ୟମରେ କାଢ଼ି ଆଣୁଛନ୍ତି ସବୁ ପଇସା ଲୋକ କାଢ଼ି ପର୍ବପର୍ବାଣି ଭିତରେ। ତାମାନେ ସେଇ ସମୟରେ CDRଟା ଇନକ୍ରିଜ୍ କରୁଛି। CDR କାହିଁକି CDR ହେଇଗଲା CU ଡିଭାଇଡ୍ ବାଇ DD, CU ମାନେ କରେନ୍ସି, ଆଉ କରେନ୍ସିଟା ଲୋକଙ୍କ ପାଖରେ ବେଶୀ ରହିଯାଉଛି ଲିକ୍ୱିଡ୍ ଆସେଟ୍ରେ ବିଭିନ୍ନ ପର୍ବପର୍ବାଣି ଫେଷ୍ଟିଭ୍ ସିଜନ୍ରେ, ତେଣୁ CDR ଇନକ୍ରିଜ୍ ହେଉଛି। ତେଣୁ ଲୋକମାନେ ବେଶୀ କ୍ୟାସ୍ ରଖିବାକୁ ଚାହୁଁଛନ୍ତି ସେଇ ସମୟରେ ନିଜ ପାଖରେ ହେଲା, କାରଣ ଏକ୍ସଟ୍ରା ଏକ୍ସପେଣ୍ଡିଚର ହେବ ଏଇ ପିରିୟଡ଼ରେ, ବିଭିନ୍ନ ଆମର ଏକ୍ସଟ୍ରା ପଇସାପତ୍ର କିଣା ହେବ କି କ'ଣ ବିଭିନ୍ନ ପ୍ରକାର କାମ ହେବ ସବୁ, ତେଣୁପାଇଁ CDR ଇନକ୍ରିଜ୍ ହେଉଛି। ତେଣୁ ଏଇସବୁ ଏଗୁଡ଼ା କହିଲା ତାଙ୍କର କ'ଣ ଷ୍ଟାଟିଷ୍ଟିକାଲ ରେସିଓ ଗୁଡ଼ାକ RBIର, ସେଆକୁ ଏଇ ଜିନିଷକୁ ଲକ୍ଷ୍ୟ ସବୁବେଳେ ଷ୍ଟଡି କରାହେଉଛି। ଏଇଗୁଡ଼ାକୁ ଦେଖୁଛନ୍ତି CDR ବଢ଼ୁଛି କି କ'ଣ ପାଇଁ ବଢ଼ିଗଲା, ଇକୋନୋମିରେ ହଠାତ୍ CDR କାହିଁ ବଢ଼ିଗଲା, ଆଚ୍ଛା ନୂଆ ବର୍ଷ ପାଇଁ ବଢ଼ିଗଲା ବୋଧେ, ଆଚ୍ଛା ଦଶହରା ଆଚାର୍ଯ୍ୟ ବଢ଼ିଗଲା କି ଦୀପାବଳି ଆସିଲା ତ ବଢ଼ିଗଲା, CDR ବଢ଼ିଗଲା ଇକୋନୋମିରେ। ବୁଝିପାରୁଛ ନା ନାହିଁ? ତ ଏଇଟାକୁ ସେ ନଜର କରୁଛନ୍ତି। ତା ଆଉ ଗୋଟେ ରେସିଓ ବି ଅଛି ଯୋଉଟା କୁହନ୍ତି ରିଜର୍ଭ ଡିପୋଜିଟ୍ ରେସିଓ। ରିଜର୍ଭ ଡିପୋଜିଟ୍ ହେଲା ମନେକର ଆମେ ଯେତେ ଡିପୋଜିଟ୍ କଲେ ବ୍ୟାଙ୍କରେ ଆମେ ଯେତେ ଡିପୋଜିଟ୍ କଲେ ମାନେ ଏଠି ଡିପୋଜିଟ୍ ମାନେ ସବୁ ପ୍ରକାର ଡିପୋଜିଟ୍, ଟାଇମ୍ ଡିପୋଜିଟ୍ ଆଉ ଡିମାଣ୍ଡ ଡିପୋଜିଟ୍। ଏ ଯେଉଁ CDR ରିଜର୍ଭ ଡିପୋଜିଟ୍ ରେସିଓ କହୁଛି ମୁଁ, ଏଥିରେ ଆମେ କ'ଣ କଲେ ଡିପୋଜିଟ୍ କଲେ। ଡିପୋଜିଟ୍ ମାନେ ଆମେ ଏଥିରେ ଟାଇମ୍ ଡିପୋଜିଟ୍ ବି କରିବା ଆଉ ଡିମାଣ୍ଡ ଡିପୋଜିଟ୍ ବି କରିବା। ତେଣୁ ଆମକୁ ଯୋଉଟା ଡିମାଣ୍ଡ ଡିପୋଜିଟ୍ କରାହେଉଛି, ଯୋଉଟା ଟାଇମ୍ ଡିପୋଜିଟ୍ କରାହେଉଛି, ସେଥିରେ କିଛି ପ୍ରୋବ୍ଲେମ୍ ନାହିଁ ବ୍ୟାଙ୍କ, କାରଣ ବ୍ୟାଙ୍କ ପାଖରେ ସମୟ ଅଛି। 10 ବର୍ଷ ପାଇଁ ଫିକ୍ସ ମରାହେଇଛି କି 20 ବର୍ଷ ପାଇଁ ଫିକ୍ସ ମରାହେଇଛି, ଏଇଟା କିଛି ପ୍ରୋବ୍ଲେମ୍ ନାହିଁ। ପ୍ରୋବ୍ଲେମ୍ ହେଉଛି ଡିମାଣ୍ଡ ଡିପୋଜିଟ୍। କାରଣ ଡିମାଣ୍ଡ ଡିପୋଜିଟ୍ରେ ବ୍ୟାଙ୍କରେ ଯେଉଁ ପଇସାଟା ରଖାହେଇଛି ସେଇଟା କେଉଁ ମୋମେଣ୍ଟରେ ବି ଯାଇପାରେ, କଷ୍ଟମର କେଉଁ ମୋମେଣ୍ଟରେ ବି ମାଗି ଦେଇପାରେ ପଇସା, ସେଠି ହେଉଛି ପ୍ରୋବ୍ଲେମ୍। ତେଣୁ ଏ ସମୟରେ କ'ଣ କରାହେବ ନା ତା ପାଇଁ ଯେଉଁ ରିଜର୍ଭ ଡିପୋଜିଟ୍ ରେସିଓ RBI ଏଇଟାକୁ ଷ୍ଟଡି କରୁଛନ୍ତି ସବୁବେଳେ, ସେଇଟା କ'ଣ ଦେଖ, ଏଇଟା ହେଉଛି ମାନେ ଏଇଟା ମାନେ ମାନେ ଏଇଟା ହେଉଛି ବ୍ୟାଙ୍କ ପାଇଁ, ବ୍ୟାଙ୍କ ଯେତିକି ଡିପୋଜିଟ୍ ପଇସା ବ୍ୟାଙ୍କକୁ ପଳେଇ ଆସିଲା, ବ୍ୟାଙ୍କକୁ ଗୋଟେ ପର୍ଟିକୁଲାର ବ୍ୟାଙ୍କକୁ ଯେତେ ଡିପୋଜିଟ୍ ପଇସା ଆସିଲା, ଟାଇମ୍ ଡିପୋଜିଟ୍ ହଉ କି ଡିମାଣ୍ଡ ଡିପୋଜିଟ୍ ହଉ, ଯେତେ ସବୁ ପଇସା ଆସିଲା, ତ ବ୍ୟାଙ୍କ କ'ଣ କରିବ, ସବୁ ପଇସା ତ ଆଉ ସେ ପାଖରେ ରଖିବନି, ବ୍ୟାଙ୍କର ବିଜନେସ୍ ତ ପୁଣି ଅଛି ନା। ସେମାନେ କ'ଣ କରିବେ ନା ଯେ କିଛି ପଇସା ସେମାନେ ରଖିବେ, ମାନେ ରିଜର୍ଭ ମନି ହିସାବରେ ରଖିବେ ପାଖରେ ହେଲା, ଆଉ କିଛି ପଇସାକୁ ସେ କ'ଣ କରିବେ ନା ଇନଭେଷ୍ଟମେଣ୍ଟ କରିବେ। ଇନଭେଷ୍ଟମେଣ୍ଟ କେଉଁଠି କରିବେ, ଲୋନ୍ ଦେବେ ଲୋକମାନଙ୍କୁ। ଆମେ ବ୍ୟାଙ୍କକୁ ଯାଇକି ବିଭିନ୍ନ ଏଗ୍ରିକଲଚର ଲୋନ୍ ଆଣୁଛନ୍ତି, ଷ୍ଟଡି ଲୋନ୍ ଆଣୁଛନ୍ତି, କିଛି ଲୋନ୍ ତ ଆଣୁଛନ୍ତି ନା, ତ ଲୋନ୍ ଆକାରରେ ଲୋକମାନଙ୍କୁ ଦିଆହେଇଗଲା। ଆଉ କିଛି ପଇସା କ'ଣ କଲେ, ଯେଉଁଟା ଲୋନ୍ ଆକାରରେ ଦିଆହେଲା, ଆଉ ବାକି ରେଷ୍ଟ ଅଫ୍ ଦ ମନି, ଆଉ ସେଇ ଯେଉଁ କିଛି ପଇସା ବି ସେମାନେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟରେ, ଯେଉଁଟା ପ୍ରଫିଟେବଲ୍ ପ୍ରୋଜେକ୍ଟ ତାଙ୍କୁ ଲାଗୁଛି, ଏ ପ୍ରୋଜେକ୍ଟରେ ବି ଇନଭେଷ୍ଟମେଣ୍ଟ କରିବେ, ଯେଉଁଥିରେ ତାଙ୍କୁ ଇଣ୍ଟରେଷ୍ଟ ମିଳିବ ଆଉ କାଫି କ'ଣ ରିଟର୍ନ ମିଳିବ ହେଲା। ଆଉ କିଛି ପଇସା ସେଥିରୁ କ'ଣ, ଯେଉଁ ଟୋଟାଲ ଡିପୋଜିଟ୍ର କିଛି ପଇସା ସେ କ'ଣ ରଖନ୍ତି ପାଖରେ, ଆଉ ବାକି ତକ ସେ କ'ଣ ବିଭିନ୍ନ ଇଏରେ ଡିପୋଜିଟ୍ କରନ୍ତି, ବିଭିନ୍ନ ଇଏରେ କ'ଣ ଏଟାକୁ ଇନଭେଷ୍ଟମେଣ୍ଟ କରିଦିଅନ୍ତି, କାହାକୁ ଲୋନ୍ରେ ଦେଇଦିଅନ୍ତି, ବିଭିନ୍ନ ପ୍ରଫିଟେବଲ୍ ବିଜନେସ୍ରେ ବା କୌଣସି ପ୍ରୋଜେକ୍ଟରେ ଇନଭେଷ୍ଟମେଣ୍ଟ କରିଦିଅନ୍ତି, ଏଗୁଡ଼ା ସବୁ କରନ୍ତି। ଆଉ କିଛି ପଇସା ସେ ପାଖରେ ରଖନ୍ତି ହେଲା। ତେଣୁ ଯେଉଁ ପଇସା ସେ ପାଖରେ ରଖନ୍ତି ସେଇଟା ହେଲା ରିଜର୍ଭ ମନି। ଏଇ ପଇସାଟା କାହିଁକି ରଖାଯାଏ, ସେଇ ପଇସାର ପୁଣି ଦୁଇଟା ମେଜର ପୋର୍ସନ୍ସ ଅଛି ବା ଦୁଇଟା ମେଜର ପାର୍ଟ ଅଛି। ଗୋଟେ ହେଉଛି କ'ଣ ଭଲ୍ଟ କ୍ୟାସ୍, ଆଉ ଗୋଟେ ହେଲା ଡିପୋଜିଟ୍ ୱିଥ୍ କମର୍ସିଆଲ ବ୍ୟାଙ୍କ, ଡିପୋଜିଟ୍ ଅଫ୍ କମର୍ସିଆଲ ବ୍ୟାଙ୍କସ୍ ୱିଥ୍ RBI। କଥା ହେଲା କ'ଣ, ଭଲ୍ଟ କ୍ୟାସ୍ ମାନେ ନୀତିଦିନିଆ ଲେଣଦେଣ ପାଇଁ ବ୍ୟାଙ୍କ ପାଖରେ ଯେଉଁ ପଇସାଟା ରୁହେ। ମନେକର ଷ୍ଟେଟ୍ ବ୍ୟାଙ୍କରେ ଆମେ ଗଲେ, ଷ୍ଟେଟ୍ ବ୍ୟାଙ୍କର ATMରୁ ଯାଇକି ପଇସା ଉଠେଇ ଧରି ପଳେଇ ଆସିଲେ,
आमको आज 1000 टଙ୍କା दरकार है काली कि 10,000 दरकार है काढ़ी आनी पळै आसिले एटा केंति हो पारुछि ता माने स्टेट बैंक रो वोल्ट कैश ऑलरेडी पैसा अछि तेणु तार जो रखी तो केतेबेले भी को कर्म जदि डिपोजिटर को पैसा दरकार है काढ़ी आनी ता पैसा है तो तुरंत पैसा अवेलेबल अच्छे तामाने नीतिदिनिया पैसा पत्र लेन देन जो पैसा पाखे रखुच्च जो रिजर्व मनी जी परसेंट पाखे रखुच्च आम कह भल्ट कैश आउ यहाँ हूँ रिजर्व मनी गोटे गोटे परसेंट देखो प्रथम कथा रिजर्व मनी मैंने तुम बुझीगला रिजर्व मनी माने लोक मान पब्लिक जी पैसा नहीं बैंक में डिपोजिट कर रखुच्च से पैसार किटा बैंक वाला इन्वेस्टमेंट करदे विभिन्न क्षेत्र में आउ कि पैसा पाखे रखिए है जो जी पैसा से निज पाखे रखिए माने से कह रिजर्व मनी माने बैंक जी पैसा निज पाखे रख बाकी तो इन्वेस्टमेंट करदेव आ जी पैसा पाखे रखा रिजर्व मनी आउ से रिजर्व मनी किसी पोर्सन को आम कह भल्ट कैश कौटा जो नीतिदिनिया काम जो बैंक पाखे रखुच्छे आउ किसी पोर्सन कौन कर रिजर्व मनी नहीं आरबीआई बैंक प्रति कमर्शियल बैंक रिजर्व मनी किसी पोर्सन भल्ट कैश आकार रखती नीतिदिनिया काम आउ कि पैसा नहीं आरबीआई पाखे रखती किसी पैसा नहीं आरबीआई पाखे रखती है तो ये जो है माने आउ गोटे है यहाँ को कह आरडीआर यहाँ को कह आरडीआर केते पैसा से रिजर्व अमाउंट केते पैसा पाखे रखुंट से कह आरडीआर रिजर्व डिपोजिट रेशियो टोटाल रिजर्व केते डिवाइड बाय टोटाल डिपोजिट टोटाल रिजर्व केते अछि पाखरे डिवाइड बाय टोटाल डिपोजिट एटा होला आरडीआर आरडीआर बुझिला एटला रिजर्व डिपोजिट रेशियो तापर देख आ गोटे कथा हम पढ़िया देख गोटे मेन कथा कौन जे जी रिजर्व जी डिपोजिट बैंक पाक गला सब तो बैंक चाहिए भाई आम जिते इन्वेस्टमेंट करवा बाहर आमको से भल आमको से रिटर्न मिल प्रॉफिट मिल बैंक से भल ना जिते बैंक नहीं लोन दब लोक को कि विभिन्न प्रॉफिटेबल बिजनेस रे प्रोजेक्ट रे इन्वेस्टमेंट कर तो से अनुसार से रिटर्न भल मिल तो बैंक भल तेणु केते पैसा रखिबो कौन से तो दरकार ना तेणु यही रेशियोटा को भी आरबीआई देखुछ जे प्रति बैंक तो आरडीआर केते मेंटेन करुछ आरडीआर केते मेंटेन करुछ आरडीआर केते मेंटेन करुछ केते पैसा पाखे रखुछ कारण एमती किसी कंडीशंस न हो जे बैंक पाखे पैसा नहीं आम मन आम पैसा आम रखीचे स्टेट सेविंग अकाउंट रखीचे आम कल एटीएम गले पैसा नहीं एमती प्रोब्लेम ना तेणु ये सब जिन को न हो इकोनोमी कारण लोग प्रोब्लेम फेस करेंगे तुम पैसा रखीच कल तुम परीक्षा देवाक जाता सका तुम रात गल पैसा बाहर करके देख लो पैसा नहीं बैंक एटीएम पैसा नहीं बैंक भल्ट कैश पैसा नहीं तो तुम कौन कर प्रोब्लेम फसीज ना से जमी जनरल पब्लिक किसी प्रोब्लेम न हो तो बैंक वाला केते रिजर्व आरडीआर केते मेंटेन करछन आरडीआर केते मेंटेन करछन एटा को नजर करछन के से आरबीआई सब नजर करके रखिछन तेणु यही सब जिन केमती नजर करेंगे है आरबीआई से दीटा रेशियोर मान जो आरडीआर अंडर रे दीटा स्पेसिफिक रेशियो कथा आरबीआई देखती सब से दीटा कौन देख गोटे दीटा इंस्ट्रूमेंट आम कहीपर यहाँ गोटे हूँ कैश रिजर्व रेशियो आउला स्टैट्यूटोरी लिक्विडिटी रेशियो आरडीआर अंडर रे तुम तो प्रथम कथा बुझीगल जे टोटाल जी डिपोजिट होची तार जी पोर्सन आरबीआई पाखे रोचे तार जी पोर्सन आरबीआई पाखे रोचे से हूँ कौन सरी जी पोर्सन कमर्शियल बैंक निजर खर्च रखुच्च लोक मान लोक के पैसा उठाई चाहिए से रिजर्व कर रखुच्च बाकी तो पैसा तो विभिन्न इन्वेस्टमेंट लोन फोन आकार दौरान जी पैसा रखिले रिजर्व मनी तो रिजर्व मनी डिवाइड बाय टोटाल डिपोजिट से कहले आरडीआर तेणु ये आरडीआर केमती ठीक से मेंटेन रही तो लोक किसी प्रोब्लेम हेनी से जिन को देखा जाए आरबीआई दीटा रेशियो जो आम कह इंस्ट्रूमेंट भी कहीपर दीटा रेशियो कथा कहते गोटे हूँ कौन कैश कैश रिजर्व रेशियो आउला स्टैट्यूटोरी लिक्विडिटी रेशियो कैश रिजर्व रेशियो कौन कैश रिजर्व रेशियो है दे कौन ना ना व्हिच स्पेसिफाइज फ्रैक्शन ऑफ देयर डिपॉजिट दैट बैंक्स मस्ट कीप विथ आरबीआई माने तांको टोटल डिपॉजिट रो केते परसेंट से नहीं कि आरबीआई पाखे रखिए मु कहितली ना आर जेते डिपॉजिट हबो किसी पोर्सन से कौन करेंगे रखिए रिजर्व मनी हिसाब से बाकी से इन्वेस्टमेंट करेंगे आ जो रिजर्व मनी दीटा पोर्सन थाए गोटे से भल्ट कैश आकार रखिए नीतिदिनिया खर्च बार्च
नीतिदिनिया खर्च माने कि पैसा मागिला उठेला बैंक एटीएम ट्रांजाक्शन सब चली कौन एगुड़ा सब आ बाकी किसी पोर्सन नहीं आरबीआई पाखे रखिए तेणु आरबीआई कहते कैश रिजर्व रेशियो माने है तुम तुम डिपोजिट केते पैसा नहीं आरबीआई पाखे रख तुम डिपोजिट केते पैसा नहीं तुम आरबीआई पाखे रख तुम पाखे टोटाली कैश तो टोटाल कौन टाइम आउ डिमांड डिपोजिट को बाहीटा को बैंक लियाबिलिटी कह जाए मनकर बैंक पाखे जी पैसा रखीदे बैंक पाखे 100 टका डिमांड डिपोजिट आउ 100 टका फिक्स डिपोजिट टाइम डिपोजिट फिक्स डिपोजिट को बैंकिंग लैंग्वेज टाइम डिपोजिट कहूँ आ सेविंग अकाउंट ये को आम कहते कौन करेन्ट अकाउंट सेविंग अकाउंट को आम कहते डिमांड डिपोजिट तेणु एगुड़ा मुझे कहवा नेट टाइम एंड डिमांड लायबिलिटी गोटे एनडीटीएल कह जाए बैंक बैंकिंग तुम जानी एनडीटीएल कह जाए एनडीटीएल माने नेट एनडी नेट डिमांड एंड टाइम डिपोजिट और टाइम लियाबिलिटी नेट डिमांड एंड टाइम लियाबिलिटी कारण जी बैंक में डिपोजिट कले पैसा तो बैंक कर्तव्य है ना जिते मांगे आमको पैसा दब से पैसा बैंक फेरे मन जो नहीं कि तो बैंक लायबिलिटी हो गला बैंक लायबिलिटी बन रहा बर्तमान जिते चाहिए से हमको पैसा फेरे हम जिते चाहिए दरकार हो पैसा फेरे तो बैंक रे लायबिलिटी तेनाली जो पूरा डिपोजिटा बैंक अच्छी सब आम कहीपर नेट टाइम एंड नेट डिमांड एंड टाइम लायबिलिटी एनडीटीएल एमती भी कहुए बैंकिंग लैंग्वेज एक कथा सिंपल कौन जिते पैसा लोक मैंने बैंक रखी मैंने फिक्स डिपोजिट रो ना सेविंग अकाउंट करेन्ट अकाउंट हो डिमांड डिपोजिट हो तेणु जो कैश रिजर्व रेशियो है कौन ना बैंक तार स्पेशल सब माने मन सीएसआर के सीआरओ के रखाई कैश रिजर्व रेशियो के तो से अनुसार जी फिक्स कर आरबीआई फिक्स करेंगे तुम टोटाल डिपोजिट से पोर्सन नहीं आरबीआई पाखे रख कैश रिजर्व रेशियो आ स्टैट्यूटरी लिक्विडिटी रेशियो कौन स्टैट्यूटरी लिक्विड रेशियो है जी से लिक्विड एसेट रखिए लिक्विड एसेट मैंने करेन्सी नोट हिसाब से रखिए है पाखे स्टैट्यूटरी लिक्विडिटी रेशियो एसएलआर जी से करेन्ट अमाउंट जोटा मैंने भल्ट कैश कहूँ किसी पर्सन जो रखुच्च लिक्विड एसेट भल्ट कैश माने कौन तो लिक्विड एसेट रखिए ना अरे भल्ट कैश माने कौन लिक्विड एसेट रखिए मत पैसा दरकार मुझे उठे आनी क्या पैसा दरकार से उठे आन तार से पैसा रखी बैंक में तो से लिक्विड एसेट रखिए सब बैंक प्रति निज ये खर्च विभिन्न ट्रांजाक्शन रखिए तो से जो लिक्विड एसेट जी रहे आरबीआई फिक्स अच्छे आज एसएलआर स्टैट्यूटरी लिक्विडिटी रेशियो देखो कभी कन्फ्यूज हम एनडीटीएल कौन एनडीटीएल डिपोजिटा मात्र पाखे जो डिपोजिट हो टोटाल डिपोजिटा दैट इज एनडीटीएल नेट टाइम सॉरी नेट डिमांड एंड टाइम लायबिलिटी डिमांड माने डिमांड डिपोजिट टाइम माने टाइम डिपोजिट डिमांड डिपोजिट है कि सेविंग अकाउंट की करेन्ट अकाउंट और टाइम डिपोजिट है फिक्स्ड अकाउंट फिक्स्ड अकाउंट जी पैसा अच्छी सेविंग अकाउंट करेन्ट अकाउंट जी पैसा अच्छी टोटाल टाक बैंक लियाबिलिटी जेहतु बैंक डिपोजिट कराई बैंक फेरब ना तुम लियाबिलिटी से तेणु कहते नेट बा एनडीटीएल माने नेट डिमांड टाइम लियाबिलिटी तो एमाने कहते टोटाल एनडीटीएल केतिकी पोर्सन तुम लिक्विड एसेट रे रखिबो तुम पाखे लिक्विड एसेट रे रखिबो दैट इज एसएलआर स्टैट्यूटरी लिक्विड रेशियो कथा सिंपल माने जी पैसा जी तुम रिजर्व तुम डिपोजिट जी पैसा तुम पाखे तुम भल्ट कैश करके रखिबो जी तुम पैसा पैसा आकार रखिबो जो पैसा मागिला तो डिमांड कला तुम पैसा दबो तो सीटा को हम क्या एसएलआर तेणु ये जिनस को ठीक से बैंकिंग ट्रांजाक्शन ठीक से हम पब्लिक को प्रोब्लेम न हो ना बैंक सब पैसा नहीं इन्वेस्टमेंट कर देथिबे तुम काली एटीएम कार्ड नहीं गल एटीएम बाहर गल पैसा ना कहना भल्ट कैश किसी पैसा ना तो केमती हम तेणु से कौन एसएलआर फिक्स कराई आरबीआई द्वारा केते परसेंट तुम एसएलआर रखिबो केते कैश रिजर्व रेशियो केते रखिबो एगुड़ा सब आछी काउंट रे आरडीआर अंडर रिजर्व डिपोजिट रेशियो तो हम दी प्रकार रेशियो कथा पढ़ले गोटे करेन्सी डिपोजिट रेशियो आ गोटे रिजर्व डिपोजिट रेशियो रिजर्व डिपोजिट रेशियो अंडर हम दुटा जिन पढ़ले गोटे कौन कैश रिजर्व रेशियो और स्टैट्यूटरी लिक्विडिटी रेशियो एगुड़ा सब आरबीआई इंस्ट्रूमेंट गुड़ाक एगुड़ा सब आरबीआई स्टडी करते जे को बैंक को कमर्शियल बैंक केते कौन सब फिक्स कराई ना तुम एसएलआर ये रखियो सी कैश रिजर्व रेशियो तुम एति तो किए मेंटेन कर कौन प्रोब्लेम हो जिनस देखिए तो यहाँ पर आउ गोटे कथा आम पढ़ा दैट इज बैंक रेट आज मुझे क्वेश्चन तुमको देती सब बैंक रेट उपर बैंक रेट क्वेश्चन तुमको देती ना नहीं तो बैंक रेट हूँ बैंक रेट कहीं कराई ना आरडीआर को कंट्रोल करने आरडीआर कौन कि आरडीआर कौन रिजर्व डिपोजिट रेशियो ना तेणु बैंक रेट कराई आरडीआर को कंट्रोल करने केमी देख मनकर प्रथम देखिए बैंक रेटा कौन
बैंक रेट है जो मनकर जिते कमर्शियल बैंक अच्छा है सी आरबीआई पाखु लोन करेंगे मनी लोन करेंगे है जदि से रिजर्व कारण कहुई जे तुमर तो आम जमी कहले आरडीआर जो कनसेप्टा कौन है आम जी पैसा आम पाखे डिपोजिट होती तार किसी परसेंट आम रखा रिजर्व मनी हिसाब से तेणु से रिजर्व मनी आमर रिजर्व मनी किसी परसेंट आम नहीं एसबीआई सरी आरबीआई पाखे रखा किसी पैसा भल्ट कैश रोटा आम लोक मान डिमांड हेल्ले दबा तेणु से जिन रहा किंतु कथा है जदि मनकर आम केत पैसा सर्टेज हो गला आम देखिले पैसा बर्तमान रिजर्व मनी सरीगला लोक आसी जाए तो प्रोब्लेम हो पाए तो मनकर किए जन आमको पैसा आसिक मागिला चालान काटिक मागिला डिमांड डिपोजिट मागिला 5,000 उठाक चेष्टा कला आम थोड़ी मना करवा ना बोली तो सागे सागे आरबीआई पैसा आना आरबीआई तो सेमती दबन ना आरबीआई आम लोन टाइप आना तेणु से जो इंटरेस्ट रेट लगे से बेलू आम रिजर्व रेसियो आम जी रिजर्व मनी जब सर्टेज होगा सर्ट टर्म सब किसी ना किसी बैंक हो जाए सर्ट टर्म रिजर्व मनी सर्टेज हो जाए तेणु से सर्टेजटा को माने मैनेज करने आम आरबीआई पैसा लोन आने तेणु आरबीआई जी रेट्रे आमको दब से तो सेमती दबनी ना इंटरेस्ट दब इंटरेस्ट देला माने जो रेट को कह बैंक रेट कारण आरबीआई गोटे बैंक सी आउ गोटे कमर्शियल बैंक को लोन देला ता रिजर्व मनी जो सर्टेज होती मैनेज करने से लोन देला किसी पैसा तेणु बैंक टू बैंक लोन देला बोली दैट इज बैंक रेट तुम कह अच्छा आरबीआई बैंक रेट मध्यम आरडीआई को केमती कंट्रोल करुँच कारण जदि मनकर बैंक रेट हाई करदे आरबीआई तो जनराली कमर्शियल बैंक जिते अच्छा लगे कि कमर्शियल बैंक जिते अच्छा कौन लगे कि आम कहीं बेकार अत्यधिक रेट देकी रिजर्व मनी माने बैंक को आरबीआई कहीं पैसा आने अलरेडी आम बहुत मेंटेन करके ठीक से रखा जो सर्टेज न हो अरे जब अधिकांश आरबीआई नुहे तुम पाखे सर्टेज होगा तुम आरबीआई पैसा डायरेक्ट खर्च कर देल आरबीआई वाला किसी लोन फोन मान इंटरेस्ट नौना सेमती नुह ना तुम इंटरेस्ट आनो इंटरेस्ट आन मन कर से इंटरेस्ट रेट हाई करेंगे तुम व्हिच इज नॉट माने जनरल प्रिफरेबल ऑप्शन हेनी केवल बैंक मान कमर्शियल बैंक लोन रे पैसा आनी तुमको दब कि तेणु जदि हाई रेट करदेला मनकर बैंक रेट हाई होगा तो कमर्शियल बैंक गोटे कौन हम से चाहिए आम रिजर्व मन जो रिजर्व रेसीोटा आरडीआर टा आम जी पैसा रखुच्च रिजर्व मनीटा आम हाई रो सब भल हेल्दी कंडीशन हेल्दी अमाउंट रो तो आमको सर्टेज जमी न हुए कारण आमको आरबीआई पाखु लोन न ना पड़े ना जी बैंक रेट बहुत कम हो तो आरबीआई भाई ठीक अच्छे एत कम रेट में देदेवा चलेदेवा रिजर्व मनी इन्वेस्टमेंट कर दियो अलग जगह इन्वेस्टमेंट कर दियो तो जिते बेले कम आरबीआई मनकर ये केमी कंट्रोल हो देख मनी सप्लाई को मनकर आरबीआई को लगे जे बर्तमान लोक मान लोन दरकार बहुत बर्तमान इकोनोमी लोन दरकार बर्तमान इकोनोमी पैसा दरकार बर्तमान लोक मान पाखे मनी सप्लाई कमी जाऊँगी इकोनोमी लोक मान पैसा ना तेणु लोक मान बर्तमान कौन कर दरकार ना लोक मान बर्तमान स्टूडेंट मान स्टडी लोन दरकार हायर स्टडी कि आम विभिन्न प्रकार एग्रीकल्चर फार्मर मान कृषि लोन दरकार कि कॉर्पोरेट हाउस को भी पैसा दरकार इन्वेस्टमेंट में प्रोजेक्ट इन्वेस्टमेंट तेणु बैंक वाला बर्तमान राजी होना तेणु ये कौन कर बैंक रेट को कम कर बैंक रेट एकदम से कम कर तो बैंक रेट कम कला मैंने कमर्शियल बैंक को लगे अरे बैंक रेट बहुत कम है तो बर्तमान रिजर्व मनी कम कर बेसी इन्वेस्टमेंट कर लोन दे दियो लोक बेसी प्रोजेक्ट इन्वेस्टमेंट कर दो एग्रीकल्चर लोन दे दियो स्टूडेंट लोन दे दियो सब जब भी दरकार पड़े आम कम रेट तो अच्छी आरबीआई पाखे नहीं आसवा तेणु बैंक रेट मध्यम भी आरडीआर को कंट्रोल करे से आरबीआई कंट्रोल करती बैंक रेट मध्यम है देख ता पूर्व आउ गोटे जिन पढ़ा जे जो पैसाटा आमे 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 जो जनरल पब्लिक बैंक नहीं रखुच्च सेविंग अकाउंट रे हो बा करेंट अकाउंट रे हो बा फिक्स डिपोजिट रे जोड़ा टाइम डिपोजिट रे बा डिमांड डिपोजिट पैसा रखुच्च सेटारे आमको आरबीआई किसी लोन किसी इंटरेस्ट दौर थोड़ी आम हिंदी मागणा रखुच्च जो पैसा से रखा ता बदल में आम किसी सुध पाइबा अरे किसी सुध आमको बैंक तो दौर ना इंटरेस्ट दौर किसी तेणु से कहे बोरोइंग रेट सब बैंक परस्पेक्टिव चिंता कर कारण यहाँ बैंक आम बोरो कला टाइप बुझे ना तेणु आम जेहतु पैसा नहीं रखीचे तो बैंक एटा को जो सुधटा आमको दौर से बोरोइंग रेट कारण बैंक आम पैसा बोरो करके आमको फेर तेणु यहाँ कौन यहाँ बोरोइंग रेट किंतु बैंक कौन कर पैसार किसी परसेंट पाखे रखुच्छी बाकी परसेंट इन्वेस्टमेंट करुच्ची लोन दौची प्रोजेक्ट इन्वेस्टमेंट करुच्ची विभिन्न खर्च करुच्ची तेणु सी जो मन लोन देला स्टडी लोन देला जो रेट रे दब दैट इज लेंडिंग रेट कि को प्रोजेक्ट इन्वेस्टमेंट कला जाए जो रेट रे दब दैट इज लेंडिंग रेट आम काली मन आम गोटे स्टार्टअप बनइले आमको लगुच गोटे आइडिया आम स्टार्टअप बनइले बर्तमान सब मैंगो खर्च करवा बर्तमान मैंगो दिन पलि आसला विभिन्न प्रकार
बैगनी मैंगो से विभिन्न प्रकार जो मैंगो सब भेराइटर मैंगो अच्छी गोटे स्टार्टअप बनैले बर्तमान सब मैंगो बर्तमान सप्लाई करा भारत सारा आमको किसी पैसा दरकार आम वेबसाइट बनैबा कि आम आडभटाइजमेंट खर्च करवा कि आमको प्रोक्योरमेंट करवा भल हाई क्वालिटी आंब प्रोक्योरमेंट करवा फार्मर्स मान है ये किसी पैसा दरकार तो आम बैंक पाक गले आम प्रोजेक्ट देखले सब बैंक को लगे ना बर्तमान आंब दिन बर्तमान बहुत बिक्री हम तो ठीक लगुच मैंने निहती प्रॉफिट कमेबे तो आमको आराम आम इंटरेस्ट दे पारे इंटरेस्ट आम प्रिंसिपल अमाउंट फेरई पारे किसी प्रोब्लेम नहीं दियो प्रॉफिटेबल लगे प्रोजेक्ट तो इन्वेस्टमेंट करदे बैंक इन्वेस्टमेंट लोन मिलगला आमको बुझीगला तेणु यहीटा है लेंडिंग रेट यहाँ जो बैंक देला विभिन्न इन्वेस्टमेंट कला कि स्टडी लोन देला कि विभिन्न एग्रीकल्चर लोन देला कि प्रकार लोन देला यहाँ है लेंडिंग रेट तो सब लेंडिंग रेटा बोरोइंग रेट हाई रही देखो सेविंग अकाउंट बहुत कम परसेंट सुध मिलूँ तुम जो लोन आने जाओ हाई परसेंट सुध घर लोन आनला मनकर कि पर्सनाल लोन आनल एक 10% 12% लगे दूसरे 10% 11% लगे दूसरे सेविंग अकाउंट थोड़ी आमको परसेंट मिलूँ बुझुच ना तेणु ये जो डिफरेन्सटा रोचे बोरोइंग रेट और लेंडिंग रेट भर जो डिफरेन्सटा रोचे सीटा कहे स्प्रेड यहाँ कहुए इकोनोमिक्स बाय बैंकिंग लिटरेचर रे यहाँ कहुए स्प्रेड ही स्प्रेडटा हूँ प्रॉफिट से जो प्रॉफिट आसुँच एम्प्लॉय मान दरमा दिया मेंटेनेंस काम हो आरबीआई विभिन्न काम सब हो प्रॉफिटटा जनरेट हो जो स्प्रेडटा हूँ बैंक प्रॉफिट बुझीगला अच्छा आ गोटे कथा तुमको कहबी जे आ गोटे कनसेप्ट हूँ कौन ना आ गोटे कनसेप्ट हूँ कौन ना हाई पावर्ड मनी कौन कि मॉनेटरी बेस ऑफ द इकोनॉमी देख से कहूँ द टोटाल लिक्विडिटी ऑफ ए मॉनेटरी अथॉरिटी ऑफ द कंट्री जो बर्तमान आम इकोनॉमी भारत इकोनॉमी इंडियन इकोनॉमी रही आरबीआई रिजर्व बैंक ऑफ इंडिया इज कॉल्ड मॉनेटरी बेस और हाई पावर्ड मनी सब भल भाव बुझ तो आरबीआई आम कहीपर आरबीआई टोटाल लियाबिलिटीटा है मॉनेटरी बेस हाई पावर मनी टोटाल लियाबिलिटी ऑफ द मॉनेटरी अथॉरिटी ऑफ इकोनॉमी जेकोसी इकोनॉमी भारत इकोनॉमी जेहेतु आरबीआई हूँ आम मॉनेटरी अथॉरिटी सेंट्रल मॉनेटरी अथॉरिटी तेणु तार टोटाल लियाबिलिटीटा हूँ मॉनेटरी बेस आम इकोनॉमी जो आम कहीपर हाई पावर मनी ता माने कौन लियाबिलिटी माने कौन मन कर प्रथम कथा है जिते करेन्सी अच्छी करेन्सी माने कौन नोट्स रे हो बा कॉइन्स रे हो आम भारत इकोनॉमी इंडियन इकोनॉमी आम मनकर 130 कोटी 130 कोटी लोक अच्छे 130 कोटी लोक पाखे जिते कॉइन्स अच्छी बर्तमान समय आजिका दिन जब कह बर्तमान मोमेंट रे जिते कॉइन्स अच्छी जिते करेन्सी अच्छी या सब रेस्पॉन्सिबल किए से आरबीआई कारण सब जिते करेन्सी नोट्स अच्छी सब लिखाई आरबीआई गवर्नर सिग्नेचर अच्छी जदि भी से पैसा कहीं नदेले सी कहे आरबीआई को मांगे आप मोर 10 टଙ୍କା मत दे दिखाँ 1000 टंका नोटा मोर 2000 टंका नोटा मत तार भैल्यू दरकार 2000 टଙ୍କା दरकार तेणु जहाँ लिखाई जिते सब करेन्सी नोट्स इकोनॉमी प्रचलन अच्छी जिते कॉइन चली एगुड़ा सब अल्टीमेट किए ग्यारेंटर आरबीआई ग्यारेंटर अरे काली जब किसी प्रोब्लेम आम नोटे चिरीगला आम थोड़ी नहीं स्टेट बैंक को जी आम आरबीआई पाक जी ना तुम काली गोटे नोटे चिरी जाऊँगी थोड़ी तुम स्टेट बैंक पाक जी कि तुम कौन कमर्शियल बैंक से आक्सेप्ट करेंगे डायरेक्ट तुम जो आरबीआई पाक आरबीआई ब्रांच थो आरबीआई ब्रांच ऑफिस जो अच्छी आरबीआई जहाँ कम दायित्व देते गले सी रखिदेवे ना कारण सिग्नेचर जेहतु लगी तार भैल्यूटा तुम पाइब तेणु सब अल्टीमेटली कहार लायबिलिटी यहाँ कहार लायबिलिटी यहाँ हूँ सरकार आरबीआई लायबिलिटी सहित भोल्ट कैश ऑफ कमर्शियल बैंक्स कमर्शियल मुझे कहली जी रिजर्व रखिए रिजर्व टोटाल डिपोजिट किसी रिजर्व मनी रिजर्व मनी कित से आरबीआई पाखे तो रखिए माने किसी कैश आरबीआई पाखे रखिए आउ किसी भोल्ट कैश रखिए आती भोल्ट कैश माने तुम कल एटीएम नहीं चल मत 5000 दरकार काल स्टेट बैंक अकाउंट रू कि आईसीआईसी बैंक अकाउंट रू कि जेकोसी बैंक अकाउंट रू काढ़ पैसा कारण से बैंक भोल्ट कैश तुम काढ़ से पैसा भी तो लिखाई कौन से पैसा जो आसला से पैसा क्या सिग्नेचर लगी आरबीआई गवर्नर सिग्नेचर लगी तेणु तार लायबिलिटी किए अल्टीमेट ग्यारेंटर किए से आरबीआई ग्यारेंटर तेणु सहीटा माने जी पैसा लोक मान पाखे अलरेडी अच्छी कॉइन हो नोट्स हो ता सहित कमर्शियल बैंक जिते भोल्ट कैश अच्छी जिते कमर्शियल बैंक आम इकोनॉमी अच्छी बैंक अच्छी भर जी भोल्ट कैश मेंटेन कर रखाई सहीटा है तापरे
ମୁଁ ଯେମିତି କହିଲି କମର୍ସିଆଲ ବ୍ୟାଙ୍କ କିଛିଟା ଡିପୋଜିଟ୍ ଆରବିଆଇ ପାଖରେ ରଖୁଛନ୍ତି, ରିଜର୍ଭ ବ୍ୟାଙ୍କର କିଛିଟା ଡିପୋଜିଟ୍ ଆରବିଆଇ ପାଖରେ ରଖିବେ, ତା ସହିତ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ବି ତାର କିଛିଟା ଡିପୋଜିଟ୍ ଆରବିଆଇ ପାଖରେ ରଖିଛି। କାରଣ ଗଭର୍ଣ୍ଣମେଣ୍ଟ ଆମ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ହଉ କି ବିଭିନ୍ନ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହୁଅନ୍ତୁ, ତାଙ୍କର ବ୍ୟାଙ୍କର କିଏ ତାଙ୍କ ବ୍ୟାଙ୍କର ଆରବିଆଇ, ବୁଝୁଛ ନାଇଁ? ତେଣୁ ସେ ଆରବିଆଇ ପାଖରେ କିଛି ପଇସା ରଖିଛନ୍ତି, ତାଙ୍କ ଡିପୋଜିଟ୍ କରି କିଛି ପଇସା ରଖିଛନ୍ତି। ତେଣୁ ଟୋଟାଲ ଡିପୋଜିଟ୍ଟା ଯେଉଁ ଅଛି, ଏଇ ଟୋଟାଲ ଡିପୋଜିଟ୍ଟାକୁ ଆମେ କ'ଣ କହିବା? ମାନେ ପ୍ରଥମ କଥା ହେଲା ଲୋକଙ୍କ ପାଖରେ ଯେତିକି ନୋଟ୍ସ ଅଛି, କରେନ୍ସି ଅଛି, ନୋଟ୍ସ ଅଛି ଆଉ କଏନ୍ ଅଛି, ତା ସହିତ ଭୋଲ୍ଟ କ୍ୟାସ୍ କମର୍ସିଆଲ ବ୍ୟାଙ୍କର ଯେତେ ଭୋଲ୍ଟ କ୍ୟାସ୍ ଅଛି, ତା ସହିତ ଆରବିଆଇ ପାଖରେ କମର୍ସିଆଲ ବ୍ୟାଙ୍କ ମାନେ ଯେତେ ଡିପୋଜିଟ୍ ରଖିଛନ୍ତି, ତା ସହିତ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଯେତେ ଡିପୋଜିଟ୍ ରଖିଛି, ଏଇ ସବୁତିକୁ ମିଶାଇ ଦେଲେ ହେଲା, ଏଇ ସବୁତିକୁ ମିଶାଇ ଦେଲେ ଆମେ କହିବା ଦ୍ୟାଟ୍ ଇଜ୍ ଦ ଟୋଟାଲ ଲାଏବିଲିଟି ଅଫ୍ ଦ ମନିଟାରୀ ଅଥରିଟି ଅଫ୍ ଆନ୍ ଇକୋନୋମି, ବା ଟୋଟାଲ ଲାଏବିଲିଟି ଅଫ୍ ଆରବିଆଇ। ଆମ ଦେଶରେ ଯଦି କହିବା ଏକ୍ଜାମ୍ପଲ୍ ନେଇକି ଭାରତକୁ, ତ ଟୋଟାଲ ମନିଟାରୀ ଟୋଟାଲି ଲାଏବିଲିଟି ଅଫ୍ ଦ ଆରବିଆଇ, କିମ୍ବା ଟୋଟାଲ କ'ଣ ହାଇ ପାୱାର୍ଡ ମନି ଏଟାକୁ ଆମେ କହିବା, ବା ଏଟା କହିବା ଟୋଟାଲ ମନିଟାରୀ ବେସ୍ ବା ହାଇ ପାୱାର୍ଡ ମନି। ତାହେଲେ ହାଇ ପାୱାର୍ଡ ମନିର ମାନେ ବୁଝା ପଡ଼ିଲା ଯେ ହାଇ ପାୱାର୍ଡର ମନି ମାନେ ହେଲା ଯେ ବର୍ତ୍ତମାନ ସମୟରେ ଯଦି କହିବା ହାଇ ପାୱାର୍ଡ ମନି କେତେ, ବର୍ତ୍ତମାନ ସମୟରେ ବା ହାଇ ପାୱାର୍ଡ ମନିର ଅନ୍ୟ ନାମ ହେଉଛି କ'ଣ? ଟୋଟାଲ ମନିଟାରୀ ବେସ୍। ମନିଟାରୀ ବେସ୍ କହିପାରିବା, ଟୋଟାଲ ଆରବିଆଇର ଲାଏବିଲିଟି କହିପାରିବା, କିମ୍ବା ହାଇ ପାୱାର୍ଡ ମନି କହିପାରିବା, ସବୁ ସେମ୍ କଥା। ତାର ମାନେ ହେଲା ବର୍ତ୍ତମାନ ସମୟରେ ଭାରତ ଇକୋନୋମିରେ ଯେତେ ଲୋକ ଅଛନ୍ତି, ତାଙ୍କ ସମସ୍ତଙ୍କ ପାଖରେ ଯେତେ କଏନ୍ସ ଅଛି, ଯେତେ ନୋଟ୍ସ ଅଛି, ପ୍ଲସ୍ କମର୍ସିଆଲ ବ୍ୟାଙ୍କ ଯେତେ ଅଛନ୍ତି ତାଙ୍କ ପାଖରେ ଯାହା ଭୋଲ୍ଟ କ୍ୟାସ୍ ଅଛି, ଭୋଲ୍ଟ କ୍ୟାସ୍ ମାନେ ବୁଝା ପଡୁଥିବ, ଆଉ କହୁନି ଭୋଲ୍ଟ କ୍ୟାସ୍ ମାନେ କ'ଣ, ଭୋଲ୍ଟ କ୍ୟାସ୍ରେ ଯେତେ ପଇସା ଅଛି, ପ୍ଲସ୍ କମର୍ସିଆଲ ବ୍ୟାଙ୍କ ଗୁଡ଼ାକ ଯେତିକି ଆରବିଆଇ ପାଖରେ ଡିପୋଜିଟ୍ ରଖିଛନ୍ତି, ତା ସହିତ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଯେତିକି ଆରବିଆଇ ପାଖରେ ଡିପୋଜିଟ୍ ରଖିଛି, এই ସବୁତିକ ପଇସା ମିଶିଗଲା ପରେ ଏ ଯେଉଁ ଗୋଟେ ପର୍ଟିକୁଲାର ଟର୍ମରେ ତାକୁ ଯଦି କହିବା, ସେଟା ହେଉଛି ଆରବିଆଇର ଟୋଟାଲ ଲାଏବିଲିଟି বা ଟୋଟାଲ ମନିଟାରୀ ବେସ୍ বা ହାଇ ପାୱାର୍ଡ ମନି। କମିଂ କ୍ଲାସରେ ଏଠୁ କଣ୍ଟିନ୍ୟୁ କରିବା ପୁଣି ହେଲା। ଦେଖ ଏଇଠୁ ଲାଗିବ, ଏଇଟା ଟିକେ ଆରବିଆଇର ବର୍ତ୍ତମାନ ଆମର ସିରିଜ୍ ହେଲା ଏନସିଆରଟି ସିରିଜ୍ ବେସିକ୍ ଇକୋନୋମିକ୍ସ ବର୍ତ୍ତମାନ ହେଲା। ବେସିକ୍ ଇକୋନୋମିକ୍ସ ସିରିଜଟା କିଏ ମାନେ ଇଏ କରନି, ଏଗୁଡ଼ାକ ଦରକାର 3-4ଟା କ୍ୱେଶ୍ଚିନ୍, ଯେମିତି ବେସିକ୍ ଇକୋନୋମିକ୍ସ ପଢୁଛେ ମାନେ ସବୁବେଳେ। ତେଣୁ ଇକୋନୋମିକ୍ସ ଆଜି ଆମେ କ୍ୱେଶ୍ଚିନ୍ କରୁଥିଲେ, ତମେ ଦେଖୁଥିବ ଏଥିରେ ଗୁଡ଼ାଏ କ୍ୱେଶ୍ଚିନ୍ର ତମର ଖାଲି ବେସିକ୍ କ୍ଲାରିଟି ଥିଲେ, ଅଣ୍ଡରଷ୍ଟାଣ୍ଡିଂର ଆନ୍ସର କରି ହେଇଯିବ, ବୁଝୁଛ ନା? ବେସିକ୍ କ୍ଲାରିଟି ଅଣ୍ଡରଷ୍ଟାଣ୍ଡିଂ ଥିଲେ। ତେଣୁ ଇକୋନୋମିକ୍ସ ସେମିତି କେହି ମିସ୍ କରନି, ଗ୍ରାଜୁଆଲି ଏଇ ଜିନିଷ ପଢି ଯିବା, ଗୋଟେ ବେସିକ୍ର ଆର୍କିଟେକ୍ଚର ବନିଯିବ ଇକୋନୋମିକ୍ସର ହେଲା। ମାତ୍ର 4ଟା ଚାପ୍ଟର ପଢିବାର ଅଛି ମାକ୍ରୋ ଇକୋନୋମିକ୍ସ, ଖୁବ୍ ବଡ଼ କଥା ଗୋଟେ। ଆଉ ଯାଇକି ଗୋଟେ ବଡ଼ ଏତେ ବଡ଼ ପୋଷ୍ଟ ମିଳିବ, ଅଫିସର ପୋଷ୍ଟ ମିଳିବ, ଏତିକି କାମ କରିବ ଇକୋନୋମିକ୍ସ ପାଇଁ କରିବନି? ତାପରେ ଆମକୁ ପୁଣି ଅଲଗା ଜିନିଷ ବି ଦେଖିବାର ଅଛି, ଯୋଉଟା ଲେଖା ହେଇଛି ଆମର ଯେମିତିକି କ'ଣ, ଯେମିତି ସଷ୍ଟେନେବଲ୍ ଡେଭଲପମେଣ୍ଟ ହେଲା, ପଭର୍ଟି ହେଲା, ଇନକ୍ଲୁଜନ୍ ହେଲା, ଡେମୋଗ୍ରାଫିକ୍ସ ହେଲା, କି ଆମର କ'ଣ ଆମର ପବ୍ଲିକ୍ ସେକ୍ଟର ଇନିସିଏଟିଭ୍ସ ହେଲା, ଗୁଡ଼ାକ ହେଲା, ଏଗୁଡ଼ା ସବୁ ଲେଖା ହେଇଛି ନା, ସ୍ପେଶାଲି ଟର୍ମ ଗୁଡ଼ାକ ଲେଖା ହେଇଛି, ତା ବିଷୟରେ ବି ତ ପଢ଼ିବା। ପ୍ଲସ୍ ବେସିକ୍ ଇକୋନୋମିକ୍ସରେ 4ଟା ଚାପ୍ଟର ପଢ଼ିବା ଏନସିଆରଟିରୁ। ଏତିକି ପଢ଼ିଲେ ଇକୋନୋମିକ୍, ତା ସହିତ ଯେତେ ଏମସିକ୍ୟୁ ଲଗେଇ ଚାଲିଲେ ଆମର ଇକୋନୋମିକ୍ସର ଗୋଟେ ହେଲ୍ଦି ପ୍ରିପାରେସନ୍ ହେଇଗଲା, କାଫି କ୍ୱେଶ୍ଚିନ୍ ଇକୋନୋମିକ୍ସରେ ଆମେ କରିପାରିବା। ଆଉ ସବୁବେଳେ ମନେ ରଖ, ପ୍ରିଲିମ୍ରେ ଯଦି ବହୁତ କ୍ୱେଶ୍ଚିନ୍ କରେକ୍ଟ ହେବ ନା, ଇକୋନୋମିକ୍ସ କ୍ୱେଶ୍ଚିନ୍ କରେକ୍ଟ ହେବ। ପଲିଟିର ଯେତେ ପଢ଼ିଲେ ବି କ୍ୱେଶ୍ଚିନ୍ ଭୁଲ ହେବ, ଏଟା ମନେ ରଖିଥା। ପିଲାଙ୍କୁ ପଲିଟି ଭଲ ଲାଗେ, ମଡର୍ନ ଇଣ୍ଡିଆ ଭଲ ଲାଗେ, କିନ୍ତୁ କ୍ୱେଶ୍ଚିନ୍ ବେଶୀ କରେକ୍ଟ ହେବ ଇକୋନୋମିକ୍ସର। ଇକୋନୋମିକ୍ସ କ୍ୱେଶ୍ଚିନ୍ ଭାବିବନି, ମାତ୍ର ଏଇ 4ଟା ଚାପ୍ଟର ଆମକୁ ବେସିକ୍ ଇକୋନୋମିକ୍ସ ପାଇଁ ଏନସିଆରଟିରୁ 4ଟା ଚାପ୍ଟର ପଢ଼ିବାକୁ ପଡ଼ିବ। ତ ପଢ଼ିବା ଆଉ କ'ଣ ଅଛି ହେଲା। ତ ଏଠୁ କଣ୍ଟିନ୍ୟୁ କରିବା। 9:30ରେ ଷ୍ଟାର୍ଟ ହେବ ଆମର ହୋମ୍ ସାଇନ୍ସ କ୍ଲାସ୍। ଓକେ, ଏବେ ଡିନର ବ୍ରେକ୍ ହେଲା, 9:30ରୁ ପୁଣି ୱିଲ୍ ରିଜ୍ୟୁମ୍ ଫର୍ ହୋମ୍ ସାଇନ୍ସ କ୍ଲାସ୍।